कुञ्ज बिहारी जय गोपी जन वल्लभ गिरिवरधारी यशोदानन्दन व्रज जनरञ्जन यशोदानन्दन व्रज जनरञ्जन यशोदानन्दन व्रज जनरञ्जन यशोदानन्दन व्रज जनरञ्जन जमुनातीरावनचारि जय राधा माधव कुंज बिहारी हरे कृष्ण 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 हरे 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 राम 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 हरे 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 कृष्णा कृष्ण कृष्ण हरे 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 राम 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 हरे 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 कृष्णा कृष्ण कृष्ण हरे 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 राम राम हरे 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 कृष्णा कृष्ण कृष्ण हरे 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 राम 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 हरे हरे। बोलो भक्त वत्सल भगवान की जय। अनंत कोटि वैष्णव वृंद की जय। निताय गौर प्रेमानंदे हरि हरि बोल। श्री कृष्ण माता जी प्रभु जी समस्त को सादर प्रणाम। वन्देऽहं श्रीगुरौ श्रीयुतपदकमलं श्रीगुरुन् वैष्णवांश्च श्रीरूपं साग्रजातं सगणरघुनाथान्वितं तं सजीवं साद्वैतं सावधूतं परिजनसहितं श्रीकृष्णचैतन्यदेवं श्रीराधाकृष्णपादान् सगणा ललिता श्रीविशाखान्वितांश्च ॐ अज्ञानतिमिरान्धस्य ज्ञानञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिनीति नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो विष्णुभ्यो नमो नमः। नित्यानंद नमस्तुभ्यं प्रेमानंद प्रदायिने कलो कल्मषनाशाय जाह्नवीपतये नमः। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरथिस्वे नमः। पंचतत्वागतं कृष्ण भक्त रूप स्वरूपकं भक्तावतारं भक्ताख्यं नमामि भक्त शक्तिकं। हे कृष्ण करुणा सिंधु दीन बंधु जगतपते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी कुशवानुसुते देवी प्रणमामि हरिप्रिये। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवसादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते चैतन्य चंद्राय। ओम नमो भगवते चैतन्य चंद्राय। ओम नमो भगवते चैतन्य चंद्राय। तो भक्तों का चरण रे मोर दंडवत प्रणाम। प्रणाम। गत क्लास रे आमे 18 नंबर अध्याय रो हमर सरीची 45 पर्यंत आमे जाइथिले। आगे
18 ନମ୍ବର ଅଧ୍ୟାୟରେ ଲାଷ୍ଟ ଟାଇମ ଯୋଉ ପଢିଲେ ଆମେ 15 ରୁ 20 ସେଇଥିରେ ଆପଣ ପ୍ରେମାତାର ପ୍ରଭୁ ଆପଣ କୁହନ୍ତୁ କିଛି, ତାପରେ ଆଗକୁ ବଢିବା। ହରେ କୃଷ୍ଣ ପ୍ରଭୁ ଦଣ୍ଡବତ ପ୍ରଣାମ। ମାନେ ଆଜ୍ଞା ଗତକାଲିର ଆଲୋଚନା କଣ ଆପଣ କରିଥିଲେ ନା କଣ? ଆଜ୍ଞା ଆଜ୍ଞା ସେଇଟା। ଗତକାଲି ଆପଣ ଆଲୋଚନା କରିଥିଲେ, ଫାଷ୍ଟ ଆପଣ ଆଲୋଚନା କରିଥିଲେ 15 ନମ୍ବରରୁ ଯୋଉ ଆରମ୍ଭ କରିଥିଲେ, 15-16 ପରେ ଯୋଉ ଆରମ୍ଭ କରିଥିଲେ, କର୍ମ କିପରି କରିବାକୁ ହୁଏ, ତାର ଯୋଉ 3ଟି କର୍ମକୁ କରିବା ପାଇଁ ଯୋଉ 3ଟି ପ୍ରେରଣା, 3ଟି ପ୍ରେରଣା ଉପରେ ଆଲୋଚନା କରିଥିଲେ, ଯୋଉଟା ଜ୍ଞାନ, ଜ୍ଞେୟ, ଦାତା, ଇଏ ଉପରେ ଆଲୋଚନା ହେଇଥିଲା। ତାପରେ ସେ କର୍ମ ଗୁଡା ସବୁ କି ପ୍ରକାର, କୋଉଟା ସାତ୍ଵିକ କର୍ମ, କେବଳ ରାଜସିକ, ତାମସିକ, ଇଏ ପ୍ରକାର ଆଲୋଚନା ହେଇଥିଲା। ତାପରେ ଆମର 20, 18, 19 ପରେ ଆଲୋଚନା ହେଇଥିଲା ବୁଦ୍ଧି ବା ଧୃତି। ଧୃତି କହିଲେ କଣ ବୁଝାଯାଏ ବିସ୍ତାର, ତାପରେ ଆପଣ କହିଥିଲେ। ଧୃତି ପୁଣି କେତେ ପ୍ରକାର, ବୁଦ୍ଧି କେତେ ପ୍ରକାର, ଇଏ ପୁଣି 3 ପ୍ରକାର, ଇଏ ବିଷୟରେ ଆଲୋଚନା କରିଥିଲେ। ଆହୁରି ଆଲୋଚନା ଆପଣ କରିଥିଲେ ପ୍ରାରମ୍ଭରେ ସୁଖ କିନ୍ତୁ ଅନ୍ତରେ ଯୋଉଟା କି ଶେଷରେ ଦୁଃଖ, ଆଉ ଆରମ୍ଭରେ ସୁଖ ଶେଷରେ ଦୁଃଖ, ଏମିତି ସବୁ ବିଷୟରେ, ଏ ବିଷୟରେ ଆପଣ ଆଲୋଚନା କରୁଥିଲେ, ଉଦାହରଣ ଦେଇକି ଆପଣ ବୁଝେଇଥିଲେ ଭାଗବତମରେ। ତାପରେ ଆପଣ ବୁଝେଇଥିଲେ ଲାଷ୍ଟ ଯୋଉଟା କି ଆପଣ ବୁଝେଇଥିଲେ 43, 44, 45 ବ୍ରାହ୍ମଣ ଗୁଣ, କ୍ଷତ୍ରିୟ, ବୈଶ୍ୟର କଣ କଣ ସବୁ ଗୁଣ ଆପଣ ବୁଝେଇଥିଲେ। ଏଇ ସବୁ ଆଲୋଚନା ଆମର ହେଇଥିଲା କାଲି। ହରେ କୃଷ୍ଣ। ବହୁତ ଭଲ ଭାବରେ କହିଲେ ପ୍ରଭୁଜୀ ଆପଣ। ଆଉ କିଏ କହିବେ କି? ଯେତେ ଆମେ ଯୋଉଟା ବର୍ଣ୍ଣନା କଲେ କି 3 ପ୍ରକାର ଯୋଉ ବ୍ରାହ୍ମଣ, 4 ପ୍ରକାର ବର୍ଣ୍ଣ ଯୋଉଟା ଅଛି, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ସେମାନଙ୍କର ବି ଗୁଣ କର୍ମ ହିସାବରେ ସେମାନେ ତାଙ୍କର ଏଇ ବର୍ଣ୍ଣ ନିର୍ଦ୍ଦିଷ୍ଟ ହବ ବୋଲି ଭଗବାନ କହିଛନ୍ତି। ଯେ ବ୍ରାହ୍ମଣର ବିଭିନ୍ନ ଗୁଣ କୁହାଗଲା, ଶାନ୍ତ ଭାବ, ଆତ୍ମ ସଂଯମୀ ଥିବ, ତପସ୍ୟା ତା ଭିତରେ ଥିବ, ପବିତ୍ରତା ଥିବ, ସହିଷ୍ଣୁତା ଥିବ, ସାଧୁତା ଥିବ, ଏଇ ସବୁ ଧାର୍ମିକ ଭାବ ଯଦି ରହୁଛି, ତାହେଲେ ଏଇ ଗୁଣ ଥିଲେ ସେ ବ୍ରାହ୍ମଣ ବୋଲି ତାକୁ କୁହାଯିବ। ସେମାନେ ବ୍ରାହ୍ମଣ କର୍ମ କରିବେ। ଏଇ ଗୁଣର ଅଧିକାରୀ ନ ହେଇକି ବ୍ରାହ୍ମଣ କର୍ମ କଲେ ସେଇଟା ଉଚିତ ନୁହଁ। ପ୍ରତ୍ୟେକ ବ୍ୟକ୍ତିକୁ ଦେଖିବାକୁ ପଡିବ ଯେ ତା ଭିତରେ କୋଉ ପ୍ରକାର ଗୁଣ ଅଛି। ସେଇ ଗୁଣ ହିସାବରେ ହିଁ ବର୍ଣ୍ଣ ନିର୍ଦ୍ଦିଷ୍ଟ ହବ। କାହିଁକି ଖାଲି ଜନ୍ମ ହିସାବରେ ବର୍ଣ୍ଣଟା କରା ହେଇପାରିବ ନାହିଁ। ଜନ୍ମ ହିସାବରେ ଯଦି ଜଣେ କିଏ ବ୍ରାହ୍ମଣ ହେଇଛି, ତାହାର ବି ଆମେ ସମ୍ମାନ ଦେଖେଇବା, କିନ୍ତୁ ପ୍ରକୃତିରେ ଯଦି ଦେଖାଯିବ, ଚାତୁର୍ବର୍ଣ୍ଣ୍ୟ ମୟା ସୃଷ୍ଟମ୍ ଗୁଣ କର୍ମ ବିଭାଗସ୍ୟ, ଯେହେତୁ ଭଗବାନ କହିଛନ୍ତି, ସେଇ ଟାଇପ ର ଗୁଣ, ସେଇ ଟାଇପ ର କର୍ମ ଯଦି ଥିବ, ତାହେଲେ ଯାଇ ସେ ହବ। କ୍ଷତ୍ରିୟ ମାନଙ୍କ ବିଷୟରେ ଭଗବାନ କହିଲେ ଯେ ବୀର ପଣିଆ ଥିବା କଥା, ଶକ୍ତି ଥିବାର କଥା, ଧୈର୍ଯ୍ୟ ଥିବା କଥା, ଦକ୍ଷତା ଥିବା କଥା। ବହୁତ ସେମାନଙ୍କର ଧୈର୍ଯ୍ୟ କାହିଁକି, ମାନେ କ୍ଷତ୍ରିୟ ମାନଙ୍କର ଦେଖନ୍ତୁ, ଗୋଟେ ଯୁଦ୍ଧ କଲେ କୌଣସି ଗୋଟେ ହିଂସା ହେଇଗଲା, ତାଙ୍କର ଶରୀରରେ କିଛି ଗୋଟେ କ୍ଷତ ହେଇଗଲା, କ୍ଷତ୍ରିୟ ମାନେ ବେଶୀ ଡରିବେନି। ଅଲଗା ବର୍ଣ୍ଣର ଲୋକ ବହୁତ ଡରିଯିବେ, କିନ୍ତୁ କ୍ଷତ୍ରିୟ ମାନଙ୍କୁ କଣ, ସେମାନେ ତାଙ୍କର ସେ ଯେହେତୁ କ୍ଷତ୍ରିୟ ଗୁଣଟା ଅଛି, ସେମାନେ ତାଙ୍କ ଭିତରେ ସେ ସାହସ ଟା ଥାଏ, ଧୈର୍ଯ୍ୟ ଥାଏ, ବୀର ପଣିଆ ଥାଏ। କାହା ଉପରେ କିଛି ଅନ୍ୟାୟ ହେଉଛି, ସେଥିପାଇଁ ସେମାନେ ଡରିକି ସେଠୁ ପଳେଇ ଯିବେନି, କ୍ଷତ୍ରିୟ ମାନେ ଯଦି ହେଇଥିବେ। ଏଇଟା ଆମେ ସବୁ କାଲି କହିଲେ। ଆଉ କୃଷି, ଗୋରକ୍ଷା, ବାଣିଜ୍ୟ, ଏ ମାନେ ଯୋଉ ଏଇ କର୍ମ କରୁଛନ୍ତି, ସେମାନେ ହଉଛନ୍ତି ବୈଶ୍ୟ, ତାଙ୍କୁ କୁହାଗଲା। ଯୋଉଟା କି ଆଜିକାଲିର ଆମେ ଯାହାକୁ ଇଂରାଜୀରେ ଆମେ କହୁଛେ ବିଜନେସ ମ୍ୟାନ। ପ୍ରକୃତିରେ ସମସ୍ତେ ଆମେ ଚାହୁଁଛେ ଯେ ବିଜନେସ କରିଦେବୁ, ସମସ୍ତେ ଧନୀ, ଏମିତି ହବ ନାହିଁ। ସେଇ ଟାଇପ ର ଗୁଣ ଯଦି ଥିବ, ତାହେଲେ ଯାଇ ଜଣେ ବାଣିଜ୍ୟ କରିପାରିବ। ଲୋକ କିଛି ନ ବୁଝି ସୁଝିକିରି ବି ବହୁତ ଲୋକ ମୁଁ ବିଜନେସ କରିବି କହନ୍ତି, ଲାଷ୍ଟକୁ ସେମାନେ କିଛି ପାରନ୍ତିନି। 10 ବର୍ଷ ଖଟି ସାରିଲା ପରେ ବି ବିଜନେସ ର ତାଙ୍କର ବୁଦ୍ଧି ଆସେ ନାହିଁ। ବହୁତ ଲୋକ ଏମିତି ଅଛନ୍ତି, ତ ସେମାନେ ଭାବନ୍ତି ବିଜନେସ କରି ପକେଇବେ, କିନ୍ତୁ ସେଇ ଟାଇପ ର ଗୁଣ ତାଙ୍କ ଭିତରେ ଡେଭଲପ ହେଇଛି କି ନାଇଁ, ସେଇଟା ଦେଖିବା କଥା। ଗୋରକ୍ଷା, କୃଷି, ଆଉ ଏଇ ସବୁ ଜିନିଷ ହଉଛି ବୈଶ୍ୟ ମାନଙ୍କର ଗୁଣକର୍ମ। ଆଉ ଶୂଦ୍ର ମାନଙ୍କର ହେଲା ଏଇ ଯୋଉ ବାକି ଯୋଉ ଉପର 3ଟା ବର୍ଣ୍ଣ ରହିଲେ, ସେମାନଙ୍କର ସେବା କରିବା। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟର ସେବା କରିବା ଦାୟିତ୍ୱଟା ଶୂଦ୍ର ମାନଙ୍କର କାମ। ଏଇଟା କହିସାରିଲା ପରେ ଭଗବାନ କହିଛନ୍ତି କି କର୍ମଯୋଗ ମାଧ୍ୟମରେ ହିଁ ଆପଣ ଯୋଉ ବି
ବନରେ ଥାଆନ୍ତୁ, ଆପଣ କର୍ମ ଯୋଗ ମାଧ୍ୟମରେ ଆପଣଙ୍କ ଶୁଦ୍ଧିକରଣ ହେଇପାରିବ। ଯୋଗ ଶବ୍ଦ ଆସିଗଲା ମାନେ କଣ? କର୍ମ କରିବେ। ଗୋଟେ ହଉଛି ସକାମ କର୍ମ, ଗୋଟେ ହଉଛି ନିଷ୍କାମ କର୍ମ। ସକାମ କର୍ମ ମାନେ ନିଜର କିଛି ଆମେ ଲାଭ ଆଶାରେ କିଛି ଗୋଟେ କର୍ମ କରୁଛେ, ତାର ଫଳ ଭୋଗୁଛି। କିନ୍ତୁ ନିଷ୍କାମ କର୍ମ କରି ସାରିଲା ପରେ କର୍ମଯୋଗରେ ଭଗବାନଙ୍କ ପାଇଁ କର୍ମ, ସେଇଟା ହଉଛି, ଏଇଟା ଯଦି ଜଣେ କଲେ, କୋଉ ବି ବର୍ଣ୍ଣରେ ଯଦି ସେ ଥିବ, ଆସ୍ତେ ଆସ୍ତେ ଶୁଦ୍ଧିକରଣ ହେଇପାରିବ ବୋଲି କୁହାଯିବ। ଶ୍ଲୋକ 45 ରେ ଭଗବାନ କହିଲେ, ସ୍ୱେ ସ୍ୱେ କର୍ମଣ ଭିରତ ସଂସିଧି ଲଭତେ ନର। ମାନବ ନିଜ ଗୁଣ ଅନୁଯାୟୀ କର୍ମ କଲେ ସିଦ୍ଧି ଲାଭ କରିପାରିବ। ଆମେ ନିଜ ଗୁଣ ଛାଡିକିରି ଆମେ ଗୋଟେ ଅଲଗା ଟାଇପ ର କିଛି ଅଲଗା କାହାକୁ ଦେଖିକି ଆମେ ତାକୁ ଫଲୋ କରିବା ଆଉ ସେଇ ଟାଇପ ର କର୍ମ କରିଦବା, ଏଇଟା ଠିକ ନୁହେଁ ବୋଲି ଭଗବାନ କହିଛନ୍ତି। ଆମେ ନିଜ ଗୁଣ ଅନୁଯାୟୀ ଆମେ କର୍ମ କରିବା। ଏଇଟା କେମିତି ହେଇପାରିବ? ଏଇଟା ଭଗବାନ ଏବେ ଶ୍ଲୋକ ନମ୍ବର 46 ରେ କହୁଛନ୍ତି। କିଏ ଜଣେ ଶ୍ଲୋକ 46 ପାଠ କର। हरे कृष्ण। जतः प्रवृत्ति भूतानां येन सर्वम् इदं ततं स्वकर्मणा तम् अभ्यर्च्य सिद्धिं विन्दन्ति मानवः। ଯେଉଁ ଭଗବାନ ସମସ୍ତଙ୍କର ଉଦ୍ଭବ ସ୍ଥଳ ଏବଂ ଯିଏ ସର୍ବବ୍ୟାପକ ଅଟନ୍ତି, ତାଙ୍କୁ ମାନବ ସ୍ୱକର୍ମ କର୍ତ୍ତବ୍ୟ ମାଧ୍ୟମରେ ପୂଜା କଲେ ସିଦ୍ଧି ପ୍ରାପ୍ତ ହେବ। ଭଗବାନ ଏଠି କଣ କହିଲେ? ଯିଏ ଭଗବାନ ସମସ୍ତଙ୍କର ଉଦ୍ଭବ ସ୍ଥଳ, ଏଇଟା ଆମେ ମାନେ ସମସ୍ତେ ହୃଦୟଙ୍ଗମ କରିବା କଥା। ସବୁ ଭଗବାନ କୃଷ୍ଣ ହଉଛନ୍ତି ସମସ୍ତ ଜୀବଙ୍କର ମୂଳ କାରଣ। ମମୈବାଂଶୋ ଜୀବଲୋକେ ଜୀବଭୂତ ସନାତନ। ଭଗବାନ କଣ କହିଲେ? ଅଧ୍ୟାୟ 15 7 ନମ୍ବର ଶ୍ଲୋକରେ କହିଛନ୍ତି, ମମୈବାଂଶୋ ଜୀବଲୋକେ ଜୀବଭୂତ ସନାତନ। ଏଇ ବଦ୍ଧ ଜୀବନରେ ଥିବା ଜଗତର ସମସ୍ତ ଜୀବ ଜଗତର ଯେତେ ବି ଜୀବ ଅଛନ୍ତି, ସମସ୍ତେ ମୋର ସନାତନ ଅଂଶ ବିଶେଷ ଅଟନ୍ତି। ସେମାନେ ଆଜି ଅଂଶ ବିଶେଷ ହେଇଛନ୍ତି, କାଲି ରହିବେ ନାହିଁ, ସେମିତି ନାହିଁ, ସନାତନ ଅଂଶ ବିଶେଷ ଅଟନ୍ତି। ଜନ୍ମଦାସ୍ୟ ଯତଃ, ବେଦାନ୍ତ ସୂତ୍ରରେ ବି ଅଛି। ଯେ ପରମେଶ୍ୱର ଭଗବାନ ପ୍ରତ୍ୟେକ ଜୀବର ମୂଳ ଅଟନ୍ତି। ଆଉ ଭଗବାନ ସବୁଥିର ମୂଳ ଅଟନ୍ତି, ଏଇ କଥାଟା ଯଦି ଆମେ ଜାଣିବା, ତାହେଲେ ଫଳଟା କଣ ହବ? ଯେ ପରମେଶ୍ୱର ଭଗବାନ ତାଙ୍କର ଅନ୍ତରଙ୍ଗା ଆଉ ବହିରଙ୍ଗା ସାହାଯ୍ୟରେ ସର୍ବବ୍ୟାପକ ଅଟନ୍ତି। ଅନ୍ତରଙ୍ଗା ଶକ୍ତି ଆଉ ବହିରଙ୍ଗା ଶକ୍ତି, ଅନ୍ତରଙ୍ଗା ଶକ୍ତିର ଓଲଟା ପ୍ରତିଛବି ହେଉଛି ବହିରଙ୍ଗା ଶକ୍ତି। ଏଇ କଥାଟା ଯଦି ଜଣେ ଜାଣିବ, କି ବୈଷ୍ଣବ ମାନେ ତାଙ୍କୁ କଣ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି ସହିତ ପୂଜା କରନ୍ତି। ଆଉ ଶ୍ରଦ୍ଧାର ସହିତ ତାପରେ ସେ କଣ ହବ, ଯଦି ଏଇ ଜ୍ଞାନଟା ତା ପାଖରେ ଅଛି, ତାହେଲେ ଶ୍ରଦ୍ଧାର ସହିତ ସେ ଭଗବାନଙ୍କର ପୂଜା କରିବ। ତା ଭିତରେ ଗୋଟେ ଭଗବାନଙ୍କ ପ୍ରତି ଗୋଟେ ଆସକ୍ତି ଜନ୍ମିବ। ତ ସେ ଯେଉଁ କର୍ମ ବା ଧନ୍ଦାରେ ସେ ନିଯୁକ୍ତ ହେଇଛି, ସେ କର୍ମର ଫଳ ତାପରେ ସେ କଣ ଭଗବାନଙ୍କୁ ଅର୍ପଣ କରିବ। ଭଗବାନ ଶ୍ରୀକୃଷ୍ଣଙ୍କୁ ସେଇ ଧନ୍ଦା ବା ସେଇ କର୍ମର ଫଳ ଅର୍ପଣ କରିବ। ସେ ବ୍ରାହ୍ମଣ ହେଇଥିଲେ ବ୍ରାହ୍ମଣ କର୍ମର ଫଳ ଅର୍ପଣ କରିବ, କ୍ଷତ୍ରୀୟ ବୈଶ୍ୟ ଶୂଦ୍ର ହେଇଥିଲେ ସେ ଯେଉଁ ଯେଉଁ କର୍ମ କରୁଛି, ସେ କର୍ମର ଫଳ ଅର୍ପଣ କରିବ। ତାହେଲେ କିଏ ଗୋଟେ ନିନ୍ଦନୀୟ କର୍ମ, ଯଦି କୌଣସି ଗୋଟେ କୂଳ ବ୍ୟବସାୟ ଅଛି, ତାର କୂଳ ବ୍ୟବସାୟ ଟା ଟିକେ ନିନ୍ଦନୀୟ କର୍ମ ଅଛି, କେମିତି ଫଳ ଅର୍ପଣ କରିବ, କଣ କହିବ, ତାପରେ ଆଗ ଶ୍ଲୋକରେ ଭଗବାନ କହୁଛନ୍ତି। ପୁଷ୍ପପ୍ରିୟା ମାତାଜୀ ଶ୍ଲୋକ 47 ପାଠ କର। हरे कृष्ण। श्रेयान् स्वधर्म निर्गुणः परधर्मात् स्वनुष्ठितात् स्वभावनीय च नियतं कर्म कुर्वन्नाप्नोति किल्बिषम्। ବ୍ୟକ୍ତି ଅନ୍ୟର ସ୍ୱଧର୍ମ ଅର୍ଥାତ୍ କର୍ମ ବା ଧନ୍ଦାକୁ ଯେତେ ନିର୍ଦ୍ଦୋଷ ଭାବେ ଆଚରଣ କଲେ ସୁଦ୍ଧା ନିଜର ସ୍ୱଧର୍ମ ବା ପ୍ରକୃତିଗତ କର୍ମରେ ନିଯୁକ୍ତ ରହିବା ଉଚିତ। ସେ ନିଜର ପ୍ରକୃତିଗତ କର୍ମ ବା ଧନ୍ଦା ନିର୍ଦ୍ଦୋଷ ଭାବେ କରି ନ ପାରିଲେ ସୁଦ୍ଧା ସେ ସେଥିରେ ନିଯୁକ୍ତ ରହିବା ଉଚିତ। ନିଜର
ନିଜର ପ୍ରକୃତି ଅନୁଯାୟୀ ନିର୍ଦ୍ଦିଷ୍ଟ କର୍ମ ବା ଧନ୍ଦା କେବେ ହେଲେ ପାପର ପ୍ରତିକ୍ରିୟା ଦ୍ୱାରା ପ୍ରଭାବିତ ହୁଏ ନାହିଁ। ହରେ କୃଷ୍ଣ। ଧନ୍ୟବାଦ। ପ୍ରକୃତିର 3 ଗୁଣ ଅନୁଯାୟୀ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର এই 4 ବର୍ଣ୍ଣର ଧନ୍ଦା ନିର୍ଦ୍ଦିଷ୍ଟ ହୋଇଅଛି। କିନ୍ତୁ ଜଣେ ଅନ୍ୟ ଜଣକ ଧନ୍ଦାକୁ ଅନୁକରଣ କରିବା ଉଚିତ ନୁହଁ। ଜଣକ ପାଖରେ ଧରନ୍ତୁ କ୍ଷତ୍ରିୟ ଗୁଣ ବେଶୀ ଅଛି, ସେ ଯାଇକିରି ବ୍ରାହ୍ମଣ କର୍ମ ଯଦି କରିପାରିଲା ତାହେଲେ ସେଟା ଠିକ ଭାବରେ ସେ କରିପାରିବ ନାହିଁ। ପ୍ରତ୍ୟେକ ଜୀବ, ପ୍ରତ୍ୟେକ ବ୍ୟକ୍ତିର କିଛି ଗୋଟେ ପୂର୍ବ ଜନ୍ମର ସଂସ୍କାର ତା ପାଖରେ ଅଛି। ଆପଣ ବହୁତ ଦେଖିବେ, ବହୁତ ଲୋକଙ୍କର ଏମିତି ବିଶ୍ୱାସ ଅଛି ସାଉଥ ଇଣ୍ଡିଆରେ, ସେମାନେ କଣ କରିବେ, ଗୋଟେ ଛୋଟ ଛୁଆଟେ ଯେତେବେଳେ ଜନ୍ମ ହଉଛି ତା ଆଗରେ ଭାଗବତ ରଖିଦେବେ, ତା ଆଗରେ ଟଙ୍କା ବିଡିଆ ରଖିଦେବେ, ତା ଆଗରେ ଆଉ କଣ ବାଣିଜ୍ୟ ଜିନିଷ ରଖିବେ। ତ ଯୋଉଟା କୃଷି ଜିନିଷ ରଖାହବ, ତ ସେ ଛୋଟ ଶିଶୁଟି ଯାଇ ସେଠିକୁ ଯୋଉଟାକୁ ସେ ଧରିବ, ସେଇଟା ସେମାନଙ୍କର ବିଶ୍ୱାସ ଯେ ଇଏ ଏଇ ଟାଇପ ର ଗୁଣ ନେଇକରି ଜନ୍ମ ହେଇଛି ବୋଲି ସେମାନେ ଭାବନ୍ତି। ଏମିତି ବହୁତ ଜାଗାରେ କରନ୍ତି, ଆମ ଓଡିଶାରେ ବୋଧେ ସେଇଟା ନାହିଁ, କିନ୍ତୁ ଲୋକଙ୍କର ଏମିତି ଭାବିବାର ଅଛି। ଗୋଟେ ଦେଖନ୍ତୁ, ଗୋଟେ ସତ୍ୱଗୁଣୀ ଯିଏ ନୁହେଁ, ସେ ବ୍ରାହ୍ମଣ କର୍ମ ଯଦି କରିବ ତାହେଲେ କଣ ହବ, ସେ ବ୍ରାହ୍ମଣ କର୍ମର କେତେବେଳେ ବି ତା ଯଜମାନକୁ ବି କିଛି ଭଲ ଫଳ ମିଳି ପାରିବନି, ଆଉ ସେ ମାନେ ହବ ଜବରଦସ୍ତିର ଗୋଟେ ବ୍ରାହ୍ମଣ ହେଇଯାଇଛି। ଗୁଣ ତ ତା ଭିତରେ ନାହିଁ, ତା ଭିତରେ ରାଜସିକ ଆଉ ତାମସିକ ଗୁଣ ଅଛି। ବ୍ରାହ୍ମଣ ନିର୍ଲୋଭ ହବା କଥା, ବ୍ରାହ୍ମଣ ଲୋଭି ହବା କଥା ନୁହଁ, ବେଶୀ ଟଙ୍କା ପଇସା ପଛରେ ଧାଇଁବା କଥା ନୁହଁ। କିନ୍ତୁ ଏବେ କଣ ହଉଛି, ବ୍ରାହ୍ମଣ ମାନେ କେମିତି ବେଶୀ ଦକ୍ଷିଣା ପାଇବି ଏଇ ବିଚାରରେ ରହିଲେ। ତ ସେମାନେ ଭଗବତ କର୍ମ ଟା କରିପାରିବେ କି? ସେମାନେ ସେଇ ହିସାବରେ ଭଗବତ କର୍ମ କରିପାରିବେନି, ସବୁବେଳେ ଟଙ୍କା ପଛରେ ସେମାନେ ରହିଲେ। ସେପରି କ୍ଷତ୍ରିୟ ଯଦି ନିଜର ସ୍ଵଭାବ ରଙ୍ଗ ଧନ୍ଦାକୁ ତ୍ୟାଗ କରିବ, ବ୍ରାହ୍ମଣ ଧନ୍ଦା ଆଚରଣ କରିବ, ତାପରେ ଏବେ ଦେଖାଯାଉଛି ଯେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଏଇ 4 ବର୍ଣ୍ଣର ଲୋକ, ସବୁ ବେଶୀ ଲୋକ ଶୂଦ୍ର ଜିନିଷକୁ ବେଶୀ ଲୋକଙ୍କୁ କରିବାକୁ ପଡୁଛି। ପେଟ ପୋଷିବା ପାଇଁ ଅଲଗା କାହାରି କିଛି ରାସ୍ତା ନାହିଁ। ଏବେ କଣ ଆମେ ମାନେ କିଏ ଗୋଟେ ବ୍ରାହ୍ମଣ ବ୍ୟବସାୟ କରିବା ପାଇଁ ଆଗକୁ ବଢିବା କି? ଆମକୁ ଲାଗୁଛି ନାଇଁ ନାଇଁ, କେତେ ଦକ୍ଷିଣା କାହା ଘରକୁ ଯିବି, କେତେ ମିଳିବ, ଏଥିରେ ତ ମୁଁ ଗୋଟେ ଭଲ ଲାଇଫଷ୍ଟାଇଲ ମେଣ୍ଟେନ କରିପାରିବି ନାହିଁ। କି ଅଲଗା ଲୋକମାନେ ବି ସମସ୍ତେ ଦେଖିବେ, ଗୋଟେ ସିଧା ସିମ୍ପଲ ଲୋକଟେ ହେଇଥିବ, ସେ ଯିବ ଆର୍ମିର ଇଣ୍ଟରଭ୍ୟୁ ଦେବା ପାଇଁ। ସେ ଆର୍ମିର ଇଣ୍ଟରଭ୍ୟୁରେ ପାସ୍ ବି ଯଦି କରିଗଲା, ଇଆଡେ ସେ ଟିକେ ଆ କୋଉଠି ଗୋଟେ ବାଡିଆ ପିଟା ହେଇଗଲେ ତା ମନ ଭଲ ଲାଗୁନି, ସେ ଡରି ଯାଉଛି। ତ ଏଇ ଟାଇପ ର ଲୋକମାନେ କଣ କି, ଅଲଗା ଜଣଙ୍କର ଆମେ କପି କରିକିରି ଆମେ ବାଧ୍ୟ ପେଟ ପୋଷିବା ପାଇଁ ଆମେ ବିଭିନ୍ନ ଧନ୍ଦାକୁ ଆମେ ଗ୍ରହଣ କରୁଛେ, ଏଇଟା ଉଚିତ ନୁହଁ। ସବୁବେଳେ ଆମେ ନିଜକୁ ପ୍ରଥମେ ଭାବିବା କି କୋଉ ଗୁଣ ଅନୁଯାୟୀ ଆମେ ଅଛୁ। ଯଦି ଆମର ସେମିତି ଗୁଣ ଅଛି, କେମିତି ଆମ ବିଜନେସ ବ୍ୟାପାର କରିବା, କେମିତି ଲାଭ ବେଶୀ ମିଳିବ, ତାହେଲେ ଆମେ ବିଜନେସ କରିବା, ବାଣିଜ୍ୟ କରିବା, ଆମର ବୈଶ୍ୟ କର୍ମ ଅଛି ବୋଲି ଜଣା ପଡିବ। ଆଉ କାହା ଅଣ୍ଡରରେ ରହିକି ଦରମା ଗଣ୍ଡିଏ ପାଇଁ ଆମେ କାମ କରିବାର ଆମର ଇଚ୍ଛା ଅଛି, ଆମେ ଜାଣିପାରିବା ଯେ ଆମେ ଶୁଦ୍ର ମନୋବୃତ୍ତିର ଲୋକ। ଆମେ ଶୁଦ୍ର ହିସାବରେ କରୁଛେ, ତ ସେଇ ଜିନିଷକୁ ଆମେ ବୁଝିପାରିବା କଥା କି ଆମେ କୋଉ ଟାଇପ ର ଲୋକ। କିନ୍ତୁ ଭଗବାନ ଏଠି କଣ କହୁଛନ୍ତି, ଯିଏ ଯେଉଁ ଗୁଣ କର୍ମ ହିସାବରେ ଯୋଉ ବି ବ୍ୟବସାୟ କରୁଛି, ଯଦି ସେ କର୍ମର ଫଳକୁ ସେ ଭଗବାନଙ୍କୁ ଟେକି ଦେଲା, ତାହେଲେ କଣ ହବ, ତାର ସେ କର୍ମଟା ଆଉ ତାକୁ ବାନ୍ଧି ପାରିବ ନାହିଁ। ତ ଆମକୁ ପ୍ରତ୍ୟେକ ଲୋକଙ୍କୁ କଣ କରିବାକୁ ପଡିବ, ଆମକୁ ଆମର କର୍ମର ଫଳକୁ ଦେଖି ପାରିବାକୁ ପଡିବ। ଏବେ ଦେଖନ୍ତୁ କଳି ଯୁଗରେ କଣ ସମ୍ଭବ କି? ବର୍ଣ୍ଣାଶ୍ରମ ଧର୍ମ ହିସାବରେ କର୍ମ କରିବା ସମ୍ଭବ ନୁହଁ କଳି ଯୁଗରେ। କୋଉ ହିସାବରେ ଆପଣ କରିବେ? ଆପଣ ମାନେ ବର୍ଣ୍ଣାଶ୍ରମ ହିସାବରେ କାମ କରିବା ପାଇଁ ଯିବେ ଯଦି, କୌଣସି ପ୍ରକାର ଆପଣଙ୍କୁ ସେତେ ସୁବିଧା ମିଳିପାରିବ ନାହିଁ। ଲୋକ ଏତେ ସରକାର ଟ୍ୟାକ୍ସ ବଢେଇ ଦେଲାଣି, ଏତେ ଅସୁବିଧା ସୃଷ୍ଟି ହେଇଗଲାଣି, କୌଣସି ପ୍ରକାର ଲୋକ ଆଉ ସମ୍ମାନ ବି ନାହିଁ ବ୍ରାହ୍ମଣଙ୍କ ପ୍ରତି। ସେ ଜଣେ ବ୍ରାହ୍ମଣ କର୍ମ କେମିତି କଣ କରିବ? ସେ ତ ଭୋକ ଉପାସରେ ରହିବ। ସମସ୍ତେ ଏବେ ଦେଖୁଛନ୍ତି ବ୍ରାହ୍ମଣ ଜାତି ବୋଲି କୌଣସି ଜିନିଷଟେ ଆଉ ରହୁନି, ସେ ମାନେ ହଇରାଣ ହେଇକିରି ପଡୁଛନ୍ତି। କିଏ ମାନୁଛନ୍ତି କି? କିଏ ବ୍ରାହ୍ମଣ ଗୋଟିକୁ 500 ଟଙ୍କା ଦକ୍ଷିଣା ଦେବା ପାଇଁ ବି କାହାରି ଇଚ୍ଛା ନାହିଁ। ତ ସେଇଟା କଣ ଲୋକ ଜାଣୁଛନ୍ତି, ସେମାନେ ବି ସେ କର୍ମ ଛାଡିକିରି, ବ୍ରାହ୍ମଣ ହେଇଥିବା ଲୋକମାନେ ବି ମୁଁ ଦେଖିଛି ବ୍ୟୁଟି ପାର୍ଲର ଖୋଲିଛନ୍ତି। ସେମାନେ ବ୍ୟୁଟି ପାର୍ଲର ଓନର ହେଇକିରି ସେମାନେ ବ୍ରାହ୍ମଣ ହେଇଛନ୍ତି, ଅଣ୍ଡା ଦୋକାନ ଖୋଲିଛନ୍ତି। ପେଟ ପୋଷିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଜିନିଷ କରୁଛନ୍ତି।
କିନ୍ତୁ ସେ ଯାହା ହଉ ନା କାହିଁକି ଯେହେତୁ ଆମେ କଳି ଯୁଗରେ ଅଛୁ ଆମେ ଚେଷ୍ଟା କରିବା କଥା ଯେ ଆମେ ଯୋଉ ସ୍ଥିତିରେ ବି ଅଛୁ ସେଇ ସ୍ଥିତିରୁ ଆମେ ଭକ୍ତି ଆରମ୍ଭ କରିବା। ଆମେ ପ୍ରଥମେ କଣ ଷ୍ଟେପ ଟା ହଉଛି ଆମେ ଯୋଉ କର୍ମ କରୁଛେ ସେ କର୍ମର ଫଳକୁ ଭଗବାନଙ୍କୁ ଅର୍ପଣ କରିବା। ଶ୍ଲୋକ ନମ୍ବର 48 ପାଠ। सहजं कर्म कौन्तेय सदोषमपि न त्यजेत् सर्वारम्भा हि दोषेण धूमेन अग्निरिवावृतः। ଯେପରି ଅଗ୍ନି ଧୂମରେ ଆଚ୍ଛାଦିତ ହୋଇଥାଏ, ସେହିପରି ପ୍ରତ୍ୟେକ ପ୍ରଚେଷ୍ଟା କିଛି ନା କିଛି ଦୋଷ ଦ୍ୱାରା ଆବୃତ ହୋଇଥାଏ। ତେଣୁ ବ୍ୟକ୍ତି ତାର ପ୍ରକୃତିଜାତ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ। ହେ କୁନ୍ତୀ ପୁତ୍ର, ସେ କର୍ମ ଯେତେ ଦୋଷଯୁକ୍ତ ହେଲେ ବି ତାହା ତ୍ୟାଯ୍ୟ ନୁହେଁ। ହରେ କୃଷ୍ଣ। ଭଗବାନ ଏଠି ଗୋଟେ ଉପଦେଶ ଦଉଛନ୍ତି। ଦେଖନ୍ତୁ କଣ ଉପଦେଶ ଭଗବାନ ଦଉଛନ୍ତି ଯେ କେହି ନିଜର ସ୍ୱଧର୍ମ ବା ସ୍ୱଧନ୍ଦା ତ୍ୟାଗ କରିବା ଉଚିତ ନୁହଁ। ଯଦିଓ ସେଥିରେ କିଛି ଦୋଷ ଥାଏ ବା କଷ୍ଟକର କର୍ମ ହୋଇଥାଏ ତାହେଲେ ବି ସେଇଟା ତ୍ୟାଗ କରିବା ଉଚିତ ନୁହଁ। ଗତକାଲି ଆମେ ଯୋଉ ଆମେ ଡିସ୍କସନ କରୁଥିଲେ କି କେମିତି ଆମର ବେଉସା ଯଦି କିଛି ପାପ କର୍ମ ଯଦି ଅଛି ତାହେଲେ ସେଇଟା କେମିତି କଣ କରିବା ସେଇଟା ଆମେ କାଲି ଡିସ୍କସନ କରୁଥିଲେ। ଏଇଠି ଭଗବାନ ଦେଖନ୍ତୁ ସେଇ କଥା କହିଛନ୍ତି ଯେ କିଛି ଦୋଷ ବି ରହିପାରେ, ନିଜର ଯୋଉ କର୍ମ ଅଛି କୂଳ ବ୍ୟବସାୟ ଅଛି ସେଥିରେ କିଛି ଦୋଷ ରହିପାରେ। କୋଉ ଗୋଟେ ଲୋକ ମାଛ ଧରିବା କାମ କରୁଛି, ଧୀବର ପରିବାରରେ ଜନ୍ମ ହେଇଛି, ସେ କଣ କରିବ? ସେ ତା ଘରର ଛୁଆ ଟିକେ ବଡ ହେଲେ କଣ ନଦୀକୁ ଯିବ ମାଛ ଧରିବା ପାଇଁ ଯିବ। ମାଛ ଧରିବା କର୍ମଟା ଭଲ କର୍ମ କି? ସେଥିରେ ଗୋଟେ ଜୀବର ହତ୍ୟା ହଉଛି। ତ ଭଗବାନ ଏ ଉପଦେଶ ଦଉଛନ୍ତି ଯେ ସେଥିରେ କିଛି ଦୋଷ ଥାଏ ବା କିଛି କଷ୍ଟକର କର୍ମ ବି ଥାଏ ତାହେଲେ ସ୍ୱଧନ୍ଦା ତ୍ୟାଗ କରିବା ଉଚିତ ନୁହଁ। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ତର୍କ କଣ? ଯେପରି ଅଗ୍ନି ଧୂମରେ ଆଚ୍ଛାଦିତ ପ୍ରତ୍ୟେକ କର୍ମ ବି ସେମିତି କିଛି ନା କିଛି ଦୋଷରେ ଆଚ୍ଛାଦିତ ଥାଏ। ଏମିତି କୌଣସି କର୍ମ ନାହିଁ ଯୋଉଥିରେ କିଛି ଦୋଷ ନାହିଁ। ଅଗ୍ନି ଅଛି ମାନେ ଜାଣିବେ ଯେ ଧୂଆଁ ଅଛି, ଧୂଆଁ ଭିତରେ ଅଗ୍ନି ଅଛି। ଧୂଆଁ ଦେଖିବେ ଲୋକ ଦେଖିବେ ଦୂରରୁ ଧୂଆଁ ଉଠୁଛି ବୋଲେ ସେମାନେ ଜାଣିପାରନ୍ତି ଯେ ଅଗ୍ନି ଜଳୁଛି। ତ ଶିଲ ପ୍ରଭୁପାଦ କହୁଛନ୍ତି ଯେ ବ୍ରାହ୍ମଣ ମାନଙ୍କ ଦ୍ଵାରା ଏଇ ପଶୁ ବଳି, କ୍ଷତ୍ରିୟ ମାନଙ୍କ ଦ୍ଵାରା ହିଂସାଚରଣ, ତାଙ୍କର ଯୋଉ ସଧର୍ମ ହେଲା ଏଥିରେ କିଛି ଦୋଷ ରହିଲା କି ନାଇଁ? ବ୍ରାହ୍ମଣ ମାନଙ୍କୁ ପଶୁ ବଳି ଦେବାକୁ ପଡୁଛି। ଆଗେ ଯୋଉ କରାହଉଥିଲା ଗୋମେଧ ଯଜ୍ଞ ଆଉ ଅଶ୍ୱମେଧ ଯଜ୍ଞ କରାଯାଉଥିଲା। ମେଧର ଅର୍ଥ କଣ? ମାରିବା। ଯେଟା କି ଚୈତନ୍ୟ ମହାପ୍ରଭୁ କହୁଛନ୍ତି ପୂର୍ବ କାଳରେ ଯୋଉ ଅଶ୍ୱମେଧ ଗୋମେଧ ଯଜ୍ଞ ହଉଥିଲା ସେଥିରେ ଗୋଟେ ଜରଦଗବ ଗାଈ ମାନେ ଗୋଟେ ବୃଦ୍ଧ ହେଇଯାଇଥିବାର ଗୋଟେ ଗାଈକୁ ତାକୁ ମନ୍ତ୍ର ଶକ୍ତି ଦ୍ଵାରା ମାରିକି ତାକୁ ନୂତନ ମଣିଷ ଜନ୍ମ ଦିଆଯାଉଥିଲା। କିନ୍ତୁ ସେଥିରେ ଗୋଟେ ଜଣକୁ ମାରିବାର କାର୍ଯ୍ୟ ତ କରାହଉଥିଲା। ସେଥିପାଇଁ ସେ କାର୍ଯ୍ୟଟା ତ କେତେବେଳେ ବି ଆମେ କହିପାରିବାନି ସେଇଟା ବହୁତ ଭଲ କାର୍ଯ୍ୟ ବୋଲିକିରି। ସେଥିରେ କିଛି ଦୋଷ ରହିଗଲା। କ୍ଷତ୍ରିୟ ମାନେ ବି ସେମିତି ଯୁଦ୍ଧ କରିବା ସମୟରେ ବହୁତ ଲୋକଙ୍କୁ ଶହ ଶହ ଲୋକଙ୍କୁ ମାରନ୍ତି। କଣ ତାର ଅର୍ଥ କଣ? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଧୂଆଁ ଯେପରି ଅଗ୍ନିକୁ ଅପବିତ୍ର କରେ ନାହିଁ ସେହିପରି ଧନ୍ଦାରେ ଥିବା ଦୋଷ ବ୍ୟକ୍ତିକୁ ଅପବିତ୍ର କରେ ନାହିଁ। ଧୂଆଁ ଆଖିକୁ କଷ୍ଟ ଦିଏ, ସେହିପରି ଆମେ ଯୋଉ ଧନ୍ଦାଟା କରୁଛେ ସେଇ ଧନ୍ଦାଟା ହୁଏତ ଆମକୁ କଷ୍ଟ ଦେଇପାରେ, କିନ୍ତୁ କଣ ହୁଏ ଆଖିକୁ ଯେତେବେଳେ ଧୂଆଁ କଷ୍ଟ ଦଉଛି କଣ ଆମେ ନିଆଁ ଜଳେଇବାର ଛାଡି ଦଉଛେ କି? ଯଦି ନିଆଁ ଜଳେଇବା ଛାଡିଦବା ଖାଇବା କଣ? ନିଆଁ ଯେମିତି ହେଲେ ବି ଜଳଉଛେ ଆମେ। ସେମିତି ଧନ୍ଦା ଯଦି ଆମ ମନକୁ କଷ୍ଟ ଦଉଛି, ନାଇଁ ମତେ ଏଇ ଧନ୍ଦା କରିବା ଉଚିତ ନାହିଁ, ମୁଁ ସେଇଟା କରିବା କଥା ନୁହଁ, ଏଇ ଟାଇପର ଯଦି ବିଚାର ବି ଆସୁଛି ତାହେଲେ ବି ଆମେ ସେ ଧନ୍ଦାର ପରିତ୍ୟାଗ କରିବା ନାହିଁ। ତେଣୁ ପ୍ରକୃତି ଜାତ କର୍ମର ତ୍ୟାଗ ଅନୁଚିତ ଅଟେ ବୋଲି ଭଗବାନ କହିଲେ। ନିଜର କୂଳ ବ୍ୟବସାୟ ଦ୍ଵାରା ଭଗବାନଙ୍କର ସେବା ସର୍ବୋତ୍କୃଷ୍ଟ ଅଟେ। ଏଇପରି ଯଦି ଜଣେ କରିବ ତାହେଲେ କଣ ହବ? ଆସ୍ତେ ଆସ୍ତେ ସେ ଆତ୍ମ ଦର୍ଶନ ଆତ୍ମ ଅନୁଭୂତି କରିପାରିବ। ଆସ୍ତେ ଆସ୍ତେ କରିପାରିବ। ଆଜି ଆପଣ ଆସିଲେ କୃଷ୍ଣ ଚେତନଶୀଳ ହେଲେ, ଏଇ ଆପଣ କୃଷ୍ଣ ଚେତନଶୀଳ ଯଦି ଆପଣ ନ ମାନେ ଆଜି ହେଇଛନ୍ତି କାଲିକୁ କଣ ଶୁଦ୍ଧ ଭକ୍ତ ହେଇଯିବେ କି ଆପଣ? କେବେ ବି କେବେ ହେଇପାରିବେ ନାହିଁ। ଆପଣଙ୍କୁ ଆସ୍ତେ 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 ଆପଣଙ୍କୁ ଶୁଦ୍ଧ ଭକ୍ତ ହେବାକୁ ପଡିବ। ଏଇ କଥା ଭଗବାନ କହୁଛନ୍ତି। କ୍ଷିପ୍ରମ ଭବତି ଧର୍ମାତ୍ମା। ଭଗବାନଙ୍କର ଭକ୍ତି ଯଦି ଆପଣ ଆରମ୍ଭ କରିଛନ୍ତି ତାହେଲେ କ୍ଷିପ୍ର ଆପଣ ସେଥିରେ ଅଗ୍ରଗତି କରିପାରିବେ। କିନ୍ତୁ ତାର ଅର୍ଥ ଏଇଟା ନୁହଁ ଯେ ଆପଣ ସାଙ୍ଗେ ସାଙ୍ଗେ ଆପଣ ନିଜର କୂଳ ବ୍ୟବସାୟ ଯୋଉଟା ଅଛି ସାଙ୍ଗେ ସାଙ୍ଗେ ତ୍ୟାଗ କରିଦେଲେ, ସାଙ୍ଗେ ସାଙ୍ଗେ ସନ୍ନ୍ୟାସ ନେଇଗଲେ, ସାଙ୍ଗେ ସାଙ୍ଗେ ପଳେଇଲେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବେ ନା? ହେଇପାରିବେ ନାହିଁ।
এই ଶ୍ଲୋକ ମାଧ୍ୟମରେ ଆମେ ଏଇଟା ଶିକ୍ଷା କରୁଛେ। ଶ୍ଲୋକ ନମ୍ବର 49। आसक्त बुद्धि सर्वत्र जितात्मा विगत स्पृह नैष्कर्म सिद्धिम परमा सन्यासिनाधिगच्छति। व्यक्ति केवल आत्मसंयम द्वारा एवं भौतिक पदार्थ और सुख संबद प्रति अनासक्त हेबा द्वारा सन्यासर फल लाभ करिपारे। ଏହା ସନ୍ନ୍ୟାସର ଚରମ ସିଦ୍ଧି ଅଟେ। ଦେଖନ୍ତୁ ଭଗବାନ ଏଇଠି ଅଧ୍ୟାୟ 18ରେ ତ ଯୋଉଟା ଆଜି ପ୍ରଭୁ କହିଲେ, ପ୍ରେମାବତା ପ୍ରଭୁ କହିଲେ ଯେ 3 ଗୁଣ ଦ୍ଵାରା 19 ରୁ 40 ଲୋକ ଆମେ କର୍ମ 3 ଗୁଣ ଦ୍ଵାରା ଆଚ୍ଛାଦିତ ହେଇକିରି ଥାଏ, ଏଇଟା ଆମେ ପଢିଲେ। 41 ରୁ 48 ସକାମ ରୁ ନିଷ୍କାମ କର୍ମ ଯୋଗ ତାପରେ ଜାଣିଲେ। ତାପରେ ଜ୍ଞାନ ଯୋଗ କଥା 49 ରୁ ଜ୍ଞାନ ଯୋଗ କଥା ପଢିଲେ। ଏବେ ଶୁଦ୍ଧ ଭକ୍ତି ଯୋଗ କଥା ଏବେ ଆମେ ପଢିବା। ଯେ ଏଇଠି ଗୋଟେ କଥା ଲେଖା ହେଇଛି ଦେଖନ୍ତୁ, କର୍ମ ସନ୍ନ୍ୟାସ କଥା କୁହାଯାଇଛି। ମାନେ ବର୍ଣ୍ଣାଶ୍ରମ ଧର୍ମର ସମସ୍ତ କର୍ମରୁ ବିରତ ହେଇଯିବାଟାକୁ କର୍ମ ସନ୍ନ୍ୟାସ ବୋଲିକିରି କୁହାଯାଉଛି। ଗୀତା ଭୂଷଣ ଟୀକାରେ କଣ ବ୍ୟାଖ୍ୟା ଦିଆଯାଇଛି ଯେ ସନିଷ୍ଠ ଭକ୍ତ ଯିଏ ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ଯିଏ ଅଛି ଏବଂ ଯେ ମୁକ୍ତିର ଯିଏ ଇଚ୍ଛୁକ, ସେ ଆସ୍ତେ ଆସ୍ତେ ବର୍ଣ୍ଣାଶ୍ରମ ଧର୍ମର ସମସ୍ତ କର୍ମ ତ୍ୟାଗ କରି ଆତ୍ମାରେ ଆସକ୍ତ ହେବା ଉଚିତ। ତ ଏଇଥିରେ କଣ କୁହାଗଲା, ସାଙ୍ଗେ ସାଙ୍ଗ କୂଳ ବ୍ୟବସାୟଟା ଆପଣ ଛାଡିବେ ନାହିଁ, ଭକ୍ତି ଆପଣ ଆରମ୍ଭ କରିବେ। ଭକ୍ତି ଯେତେବେଳେ ଆରମ୍ଭ କରିଲେ ଆପଣ ତାପରେ ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେଇଗଲେ, ଆପଣ କଣ ସନିଷ୍ଠ ଭକ୍ତ ହେଲେ। ଆଉ ଆପଣଙ୍କର ମନରେ କଣ ମୁକ୍ତିର ଇଚ୍ଛୁକ, ମାନେ ମୁକ୍ତିର ଇଚ୍ଛୁକ କଣ ଆପଣଙ୍କର ଇଚ୍ଛା ଅଛି ମୁଁ କେମିତି ଭଗବାନଙ୍କର ଭକ୍ତି ପ୍ରାପ୍ତ କରିବି। ଯଦି ଏଇ ଟାଇପ ର ଆପଣଙ୍କର ଗୁଣଟା ଡେଭଲପ ହେଲା, ତାହେଲେ ଯାଇ କଣ ହବ, ଆପଣ ଆସ୍ତେ ଆସ୍ତେ ଯୋଉ ବର୍ଣ୍ଣାଶ୍ରମ ଧର୍ମର ଯୋଉ ଆପଣଙ୍କୁ ଯୋଉ ଗୋଟେ କର୍ମଟେ ମିଳିଛି, ସେ କର୍ମ ଆସ୍ତେ 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 ସେଟା ଛାଡି ହେଇଯିବ। ଆପଣ ଚେଷ୍ଟା କରିବେନି ଛାଡିବା ପାଇଁ। ହିନ୍ଦୀରେ କହନ୍ତି ଛୁଟ ଗୟା, ମାନେ ଚେଷ୍ଟା କରିଛନ୍ତି ନାଇଁ, ଛୁଟ ଗୟା, अपने आप छूट गया। ତ ବର୍ତ୍ତମାନ ଯୁଗରେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବା ନିହାତି ଅସମ୍ଭବ, କଷ୍ଟକର ବ୍ୟାପାର ଅଟେ। କିଏ ଯଦି କହିବ କି ନାଇଁ ମୁଁ ବର୍ଣ୍ଣାଶ୍ରମର କଠିନ ନୀତି ନିୟମ କରିବି, ସତ କଥା ହଉଛି 100% ଲୋକ କହିବାକୁ ଗଲେ ବି କିଛି ଅତ୍ୟୁକ୍ତି ହବନି, ସେମାନେ ପାଳନ କରିପାରିବେ ନାହିଁ। ତେଣୁ ଶିଲ ପ୍ରଭୁପାଦ ତାଙ୍କ ତାତ୍ପର୍ଯ୍ୟରେ ଭକ୍ତି ଯୋଗର ପ୍ରାଧାନ୍ୟକୁ କହିଛନ୍ତି ଯେ ଭକ୍ତି ଯୋଗ ହିଁ କୁ ଆପଣ ପ୍ରଦାନ କରିବେ। ଏ ବର୍ଣ୍ଣାଶ୍ରମ ଧର୍ମ, ଏଇ ଶ୍ଲୋକରେ ତ ବର୍ଣ୍ଣାଶ୍ରମ ଧର୍ମ କଥା କୁହାଯାଇଛି, କିନ୍ତୁ ଶିଲ ପ୍ରଭୁପାଦ କହିଛନ୍ତି ଯେ ଭକ୍ତି ଯୋଗକୁ ଆପଣ ପ୍ରଦାନ କରିବେ। ଆପଣ ଲାଗି ଗୋଟେ ଯେପରି ଗୋଟେ ଭଗବାନ ଏଠି କଣ କହୁଛନ୍ତି, ବର୍ଣ୍ଣାଶ୍ରମ ଧର୍ମର ନିୟତ କର୍ମ କରିକିରି ଆସ୍ତେ ଆସ୍ତେ ଆପଣ କଣ କରିବେ, କର୍ମ ସନ୍ନ୍ୟାସ ଆଡକୁ ଯାଇପାରିବେ, ମାନେ କର୍ମର ତ୍ୟାଗ କରିବେ। ତାପରେ କଣ ହେବ, ସେ ଆପଣଙ୍କର ଆତ୍ମା ସେଥିରେ ଗୋଟେ ଆନନ୍ଦ ପ୍ରାପ୍ତ ହେବ। ଯେପରି ଜଣେ ପ୍ରଭୁ ଗୋଟେ ସେ କର୍ମ ନିୟମ, ସନ୍ନ୍ୟାସ ଟିକେ ଆଉ ଟିକେ ଏକ୍ସପ୍ଲେନ କରିବେ କି, କର୍ମ ସନ୍ନ୍ୟାସ ଟା କଣ? କର୍ମ ସନ୍ନ୍ୟାସ ଟା ଆକ୍ଚୁଆଲି କଣ କି, ଆପଣ ଯେତେବେଳେ ବର୍ଣ୍ଣାଶ୍ରମ ଧର୍ମର ସବୁ କର୍ମକୁ ଆପଣ ତ୍ୟାଗ କରିଦେଇଛନ୍ତି, ମାନେ ବର୍ଣ୍ଣାଶ୍ରମ ଧର୍ମରେ ଯୋଉ ସକାମ କର୍ମ ଯେତେ ସବୁ ଅଛି, ଆପଣ ଆଉ ଆଜି କର୍ମ ସନ୍ନ୍ୟାସ ନେଲେ ମାନେ କାଲିକୁ ଆଉ ଆପଣ ରନ୍ଧନ କାର୍ଯ୍ୟ କରିବେ ନାହିଁ, ସେଇଟା ହଉଛି କର୍ମ ସନ୍ନ୍ୟାସ। କର୍ମରୁ ସନ୍ନ୍ୟାସ ନେଇଗଲେ। କିନ୍ତୁ ଆମର ଭକ୍ତି ଯୋଗରେ କଣ, କର୍ମ ସନ୍ନ୍ୟାସର ଅର୍ଥ ହେଲା ଆପଣ ରନ୍ଧନ କାର୍ଯ୍ୟ ଭଗବାନ ପାଇଁ ଦରକାର ପଡିଲେ ରନ୍ଧନ କାର୍ଯ୍ୟ କରିବେ, ଭକ୍ତି ଯୋଗରେ ଏଇଟା। କିନ୍ତୁ ସାଧାରଣ ସନ୍ନ୍ୟାସୀ ଯୋଉମାନେ ଅଛନ୍ତି, ସେମାନେ କର୍ମ ସନ୍ନ୍ୟାସ ନେଲେ ମାନେ କଣ, ସେମାନେ ଆଉ କେବେ ବି ଅଗ୍ନି ସଂଯୋଗ କରିବେ ନାହିଁ। ପ୍ରଭୁଜି ତାହେଲେ ଭଗବାନଙ୍କ କଣ ବୈଷ୍ଣବ ଭକ୍ତ ମାନେ କର୍ମ ସନ୍ନ୍ୟାସ ତ ତାହେଲେ ନଉନାହାନ୍ତି? କର୍ମ ସନ୍ନ୍ୟାସର ଉଚ୍ଚତର ସ୍ତର, ବୈଷ୍ଣବ ମାନଙ୍କର ହଉଛି ସନ୍ନ୍ୟାସୀଟା ଉଚ୍ଚତର ସ୍ତର ଆପଣ କହିପାରିବେ। ସେଇ ଗୋଟେ ଏକା ଜିନିଷ, ବୈଷ୍ଣବ ମାନେ ବୈଷ୍ଣବ ସନ୍ନ୍ୟାସୀ ମାନେ ବି କୌଣସି ବର୍ଣ୍ଣାଶ୍ରମ ଧର୍ମରେ ସେମାନେ ନାହାନ୍ତି, କୌଣସି ବେଉସା ତାଙ୍କର ନାହିଁ କି ସେଥିରେ କୌଣସି ପଇସା ଇନକମ କରୁନାହାନ୍ତି। କିନ୍ତୁ ଦରକାର ପଡିଲେ ଶହ ଶହ ମନ୍ଦିର ଖୋଲା ହବ, ସେ ମନ୍ଦିର ମ୍ୟାନେଜମେଣ୍ଟ ଦାୟିତ୍ୱ କାମ ବି ସେଇଟା କରୁଛନ୍ତି। ଆଜି ଶିଲ ପ୍ରଭୁପାଦ ଏତେ ବଡ ଇନଷ୍ଟିଚ୍ୟୁଟ ସବୁ କରାହେଇଛି, ସେ ଇନଷ୍ଟିଚ୍ୟୁଟ ସବୁ କଣ ସାଧୁ ସନ୍ନ୍ୟାସୀ ମାନେ ସେଇଟାକୁ ସେଥିରେ ହେଡ ଅଛନ୍ତି କି ନାଇଁ, ସେମାନେ ପରମ ବୈରାଗୀ, କିନ୍ତୁ ସେମାନେ କଣ କରୁଛନ୍ତି ସେଥିରେ ହେଡ ହେଇକିରି ଅଛନ୍ତି।
हेड हिग्री आपण जदि थिबे तो सेठी आपण साधारण लोकंक संगे भी आपनको टर्म रखियाकू पड़िबो से माने आसीबे मंदिर आसीबे कि गोटे मंदिर काम करिया पई आसिला गोटे साधारण लोक आसिला ता संगे आपण कथाबार्ता करियाकू पड़िला किंतु गोटे वैष्णव सन्यासी कर्म सन्यास अर्थ कौन है से कृष्ण कर्म 18 घंटा भी दरकार पड़ले करिवो किंतु साधारण कर्म सन्यास हो गला से भाविबो जे नहीं मु आउ आजिठू रंधन करिवि नाही सियाड़े भगवान कर पाई से आउ रंधन करि पारला कि सेही कर्म सन्यास जदि से कला को मायावादी सन्यासी भगवान को पाई जदि इच्छा हैला ताहेले से करि परिबो जेंति रूप गोस्वामी को थरे इच्छा हैला कि मोर भाई मोर सनातन गोस्वामी को पाई मुटी खीरी करि दियंती एमिते तांकर विचार हैला से खीरी प्रस्तुत कले तो गोटे सन्यासी रो कर्म कि खीरी प्रस्तुत करिबा किंतु भगवान को उद्देश्य रे से खीरी तांकर गोटे परम वैष्णव को उद्देश्य रे एटा होची कर्म सन्यास रो दीटा लेवल ऑफ अंडरस्टैंडिंग बुझिबार दीटा स्तर गोटे होची उच्च स्तर जोटा हमर गौड़ीय वैष्णव धारा रे जोटा करा होची सेटा भगवान कर सेवा पाई सब किछि करिवे जेंति आ गोटे उदाहरण मु दउची सिलेई करिवा शर्ट पिंदिबाटा एटा होची हमर वर्णाश्रम धर्मर अंतर्गत जिनस आपण जदि सिलेई करिवा जिनस पिंधि देले ताहले आपण सन्यासी हेई परिबे नाही किंतु आमर परम गुरु महाराज कर गुरुदेव शिल भक्ति सिद्धांत सरस्वती ठाकुर महाराज सेवा करबा पई कोन कले भगवान कर प्रचार नाम प्रचार उद्देश्य रे कोन कले जेते भी ब्रह्मचारी माने थिले से मान को कोन सन्यासी मान को एई टाइप रो जो आमे व्हाइट वस्त्र जो पिंधु जे एटा सिलाई करा हिची एटा तो शास्त्र निषिद्ध किंतु भगवान को प्रचार उद्देश्य रे देखंतु एटा पिंधिबा को पड़िला प्रचार उद्देश्य रे कले एथि किछि दोष रहिला कि से माने बहुत बड़ बड़ सन्यासी जो माने किछि भी माने वस्त्र पिंधु नांती ए माने वस्त्र पिंधिकरी भी तांकर उद्देश्यटा बहुत बड़ हे गला ए कथाटा हमको बुझिया को पड़ियो बुझि पाल तो एमिति करबा द्वारा जने आस्ते आस्ते आत्मा रे स्थित हेबो और सुख और आनंद प्राप्त करिवो जने नियमित भक्ति करूची आ तार नियमित कर्म मध्य करूची किंतु एमिति गोटे समय आसीबो ताबरे कोन हबो से ताबरे शुद्ध भक्ति आड़कू जीव आज सांगे सांगे आपण चाकरी छाड़ी देबार किछि दरकार नै आपण चाकरी करंतु चाकरी रे आपण भाबिबे जे ए समस्त जगत होउची भगवान कृष्णकर मु जो जगह को ऑफिस को काम करिया पई जाउची एडा भगवान कृष्ण तार मालिक एडा एडा कोन मिछ कथा कि भगवान कृष्ण ही सबुतिर मालिक तो भगवान कृष्ण को पई काम कले मास शेष रे आपण किछि दरमा पाइले भगवान कृष्ण कोठो सेटा से दरमा आनी करी कोन करिवे भगवान कर सेवा रे अर्पण करिवे जो घरटा आपण करिसेंती से घर मालिक होचंती भगवान भगवान कर उद्देश्य रे आपण करे जो घरे आपण कर जो स्त्री स्वामी पिला पिल्ली अछंती से माने सब होचंती भगवान कर दास से माने होची आमी तो किंकर आमर संसारटा मोर न भक्ति विनोद ठाकुर कहले कौन कह आमार बोलिते प्रभु आर किछु नहीं तुम्हें आमार माता मात्र पिता बंधु भाई बंधु द्वारा सुता सुत तब दासी दास सेई तो संबंधे तबे आमार प्रयास तापरे कौन कहउछनी धन जन गृह दास तुम्हार बलिया रक्षा करी आमी मात्र सेवक हइया घर को आसिले आपण सेवक हिगिरी आपनकर स्त्री भी सेविका आपनकर पुत्र भी सेवक पुत्री भी सेविका ये सबू भृत्य मानकर गोटे संसार सिटी अछि आ मालिक बसंती भगवान एइडा भक्ति विनोद ठाकुर कहउछनी तोमार कार्यर तरे उपार्जिव धन तोमार संसार व्यय करिव बहन आपनक पई मु उपार्जन करिवि धन आ ए जो संसार जोटा एटा मोर संसार नो ए जो मोर स्त्री पुत्रादि तो आपनकर संसार तांकर माने व्ययटा बहन करिवि माने तांकर जहा भी खर्च बहन करूची सेटा आपनकर संसार रो व्यय मु बहन करूची बोली करी कहउचंती भालो मंद नाही जानी सेवा मात्र करी तोमार संसारे आमी विषय प्रहरी ए जो विषय अछि ए विषय रूपक संसार रो मु भोक्ता नुह मु होची प्रहरी आमे खाली हेबा कोन प्रहरी हेबा आमे भोक्ता हेबा नाही आमे केते बेले भोक्ता हे जाउचे आमे परिवार लोकंक संगे आमे झगड़ा करूचे हे एटा कलेने सेटा कले काहे कि से माने मोर कथा सुनिवा कथा से माने तो कृष्णकर से माने भगवान कृष्ण तांको पई जहा भाबिचंदी विचार करचंदी मु खाली
ତାଙ୍କର ସେବା କରିବି, ଏଇ ବିଚାର ଆମର ରହିବା କଥା। ତୁମାର ସଂସାରେ আমি বিষয় প্রহরী, তোমার ইচ্ছায় মোর ইন্দ্রিয় চালনা, শ্রবণ দর্শন ঘ্রাণ ভোজন বাসনা, নিজ সুখ লাগি কিছু ନାହିଁ କରି ଆର, ଭକତି ବିନୋଦ ବଲେ ତବ ସୁଖ ସାର। ଏଇ ଯୋଉ ଆମେ ସଂସାର କରିଛେ, ସେଇ ସଂସାରରେ ସୁଖ କାହାକୁ ମିଳୁଛି? ସୁଖ ଆମକୁ ମିଳୁଛି କି? ଯଦି ସୁଖ ଆମକୁ ମିଳୁଛି, ଧରା ପଡି ଯିବା କଥା। ଆମ ମନ ଭିତରେ ଆମେ ନିଜେ ଜାଣିବା ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କୁ ସୁଖ ଦେବା ପାଇଁ କରୁଛେ କି? ଘରେ ତିଆରି ହେଲା, ବଢିଆ ପୁରୀ ସବଜି ତିଆରି ହେଇଛି, ପୁରୀ ସବଜି କେମିତି ଗରମ ଗରମ ଖାଇବି, ଏଇଥିରେ ଆମର ସୁଖ ରହିଗଲା। ଭଗବାନଙ୍କୁ ଭୋଗ ଲଗେଇଛନ୍ତି, 15-20 ମିନିଟ ହେଇଗଲାଣି, ଥଣ୍ଡା ହେଇଗଲାଣି। ସେଇ ଥଣ୍ଡାକୁ ଆପଣ ଯାଇକିରି ଆଉ ଗରମ କରିବେ ନାହିଁ। ଆପଣ ଯଦି ଗରମ କରିଦେଲେ ମାନେ କଣ, ଭଗବାନ ଗୋଟେ ଇନ୍ଦ୍ରିୟ ସୁଖ ତ ପାଇଲେ, ତାପରେ ମୁଁ ଏବେ ସେକେଣ୍ଡ ଭଗବାନ ଏଇ ଘରର, ମୁଁ ବି ଟିକେ ଇନ୍ଦ୍ରିୟ ସୁଖ ପାଇବି। ତ କଣ କରିବେ, ଆମର ଯିଏ ଘରେ ସ୍ତ୍ରୀ ଥିବେ, ସେ ଯାଇକିରି ଟିକେ ଗରମ କରିକି ଆଣିବେ। ଏଇଟା ଛୋଟ ଛୋଟ ଜିନିଷରେ ଆମେ ନିଜେ ଜାଣି ପକେଇବା ଆମେ କୋଉ ସ୍ତରରେ ଅଛୁ। ମାନେ କୌଣସି ଏମିତି ହଁ ହରେ କୃଷ୍ଣ ପ୍ରଭୁ, ଏମିତି ଥରେ ମୁଁ ପୁନେରେ ଥିଲା ବେଳେ ଗୋଟେ ରାଧେଶ୍ୟାମ ପ୍ରଭୁ ଥରେ କଣ କଲେ, କିଛି ସବଜି ହେଇଥିଲା, ମୁଁ ଦେଖିଥିଲି ଏଇଟା ନିଜର ଗୋଟେ ପ୍ରାକ୍ଟିକାଲ ବେସ ରେ, ତାପରେ ଆଜ୍ଞା ଜିଜିଡି ବେସ ଜଣେ କୁକିଂ ଯେ କୁକର ଯିଏ, ସେ ତାର କୁକିଂ କଲା ବେଳେ ଆଳୁର ଚୋପା ବି ଛେଲି ନଥିଲା। ତ ସମସ୍ତେ ଚୋପା ବାହାର କରି ଖାଇଲେ, କିନ୍ତୁ ରାଧେଶ୍ୟାମ ପ୍ରଭୁ ଏଟା ବାହାର କଲେନି। କାହିଁକି ନା କହିଲେ ଏଟା ଭଗବାନ ଖାଇଛନ୍ତି, ତୁମେ ଭଗବାନଙ୍କୁ ତ ଦେଇନ ନା ଚୋପା ଛଡେଇକି, ତ ମୁଁ ଆଜ୍ଞା କାହିଁ ସେଟା କାଢିବି। ବହୁତ ସୁନ୍ଦର ବହୁତ ଗୋଟେ ବଢିଆ। ସେ କହିଲେ ଯାହା ବି ତୁମେ ପକେଇଛ ସେଟା ମୋର ମୋ ସେ ଯାହା ଭଗବାନ ଦେଇଛ। ଏମିତି ଆମେ ବେଳେ ବେଳେ କଣ କରନ୍ତି, ଲଙ୍କା ଲୁଣ ଲେମ୍ବୁ ଭଗବାନଙ୍କୁ ନ ଦିଅନ୍ତି, କିନ୍ତୁ ଖାଇଲା ବେଳେ ଆମେ ଆଚାର ଖୋଜନ୍ତି ଲଙ୍କା ଲୁଣ, କିନ୍ତୁ ସେଟା ହଁ ସେଇଟା ମନା ସେଇଟା କରନ୍ତି, ନାଇଁ, ଏଟା ଭଗବାନ ଦେଇନି। ଏଇଟା ପ୍ରତ୍ୟେକ ଦିନ ଏଇଟା ଆମେ ଅନୁଭବ କରୁଛୁ ପ୍ରଭୁ। ଆଜ୍ଞା ଆଜ୍ଞା ଖାଲି କହିଦେଲେ ତ ହବ ନାହିଁ, କିନ୍ତୁ ସେଇଟା ପ୍ରାକ୍ଟିକାଲି ଏବେ ମୁଁ କହୁଛି ପ୍ରଭୁଜୀ ଆପଣ ମାନଙ୍କୁ, କହିଲା ବେଳକୁ ତ ବଢିଆ ଶବ୍ଦ ଦେଇକିରି ଆପଣଙ୍କୁ କହିଦେଲି ଆପଣଙ୍କୁ, କିନ୍ତୁ ହୁଁ ଏବେ ଯେତେବେଳେ ଏଇ କ୍ୟାମେରା ଟା ବନ୍ଦ ହେଇଯିବ, ଆଉ ଏବେ ଯେତେବେଳେ ଜଳଖିଆ ଟା ବଢା ହବ, ମୋର ଚିନ୍ତନ ଟା କଣ ହବା କଥା, ସେଇଟା ଆଜ୍ଞା ଆମେ ଯଦି ଚେଞ୍ଜ ହେଇପାରିବା, ତାହେଲେ ଯାଇ ଏ ଭଗବତ ଗୀତା ପଢିବାର ଆମର ଏଇ ଯୋଉ କ୍ଲାସ ଆଜି ଯୋଉ ଆମେ କରୁଛେ, ତାର ଉଦ୍ଦେଶ୍ୟ ଟା ସଫଳ ହବ। ନହେଲେ ଏମିତି ବହୁତ ବହୁତ ବାସ୍ତବରେ ଜନ୍ମ କରନ୍ତି। ନେବା, ବାରମ୍ବାର ଏମିତି କ୍ଲାସ କରିବା, ବାରମ୍ବାର ସବୁ ହଉଥିବ, କିଛି ଫଳଟା ମିଳିବ ନାହିଁ। ଆଜ୍ଞା ଆଜ୍ଞା ଏଇ ଯୋଉ ଆପଣ ଯୋଉ ପ୍ରଭୁଙ୍କ କଥା କହିଲେ, ଏମିତି ଟାଇପ ର ଭକ୍ତର ସଙ୍ଗ କରିବା କଥା। ସବୁବେଳେ ଭକ୍ତ କଣ ଚେଷ୍ଟା କରିବ, ନିଜଠୁ ଉନ୍ନତ ଜଣକ ସାଙ୍ଗରେ ସଙ୍ଗ କରିବ, ନିଜଠୁ ସମାନ କୁ ଆପଣ ତା ସାଙ୍ଗରେ ମିତ୍ରତା କରିବେ, ତାଙ୍କ ସାଙ୍ଗରେ ଭଗବତ ଚର୍ଚ୍ଚା କରିବେ, ଠିକ ଅଛି, କିନ୍ତୁ ସଙ୍ଗ କରିବେ କଣ, ନିଜଠୁ ଉତ୍ତମ ଭକ୍ତ, ନିଜଠୁ ଶ୍ରେଷ୍ଠ ଭକ୍ତଙ୍କର ସାଙ୍ଗରେ ସଙ୍ଗ କରିବେ। ଆପଣଙ୍କର ଗୁଣ ଯେତିକି ଅଛି, ତାଠୁ ତଳ ଗୁଣ ଲୋକଙ୍କର ସାଙ୍ଗେ ସଙ୍ଗ କଲେ କଣ, ଦି ଜଣ ଯାକ ଢିଲା ହେଇଯିବେ। ଆଜ୍ଞା ଆଜ୍ଞା ବୁଝିପାରିଲେ, କେବେ ବି ନିଜ ସମାନ ଲେଭେଲ ବା ନିଜ ଠାରୁ ମାନେ କନିଷ୍ଠ ମାନଙ୍କ ସାଙ୍ଗରେ ସଙ୍ଗ କରିବେନି। ଆମେ କାହାକୁ କହିବାନି କନିଷ୍ଠ କିମ୍ବା ମଧ୍ୟମ କି ଉତ୍ତମ କହିବାନି, କିନ୍ତୁ ଆମେ ତାର କର୍ମରୁ ଆମେ ନିଜେ ଜାଣିଯିବା। ନ କହିଲେ ବି କଣ ଆମର ଆତ୍ମା ଜାଣିପାରୁନି, ଆମର ସବୁ ବୁଦ୍ଧି ଅଛି, ଆମକୁ କିଛି କେହି ବତେଇବା ଦରକାର ନାହିଁ। ଭାରତ ଭୂମିରେ ଆମେ ଜନ୍ମ ହେଇଛେ, ଶିଲ ପ୍ରଭୁପାଦଙ୍କ କୃପା ପାତ୍ର ହେଇଛେ, ଆମର ସବୁ ବୁଦ୍ଧି ଅଛି, ଆମେ ଖାଲି ଠକିବାରେ ବ୍ୟସ୍ତ। ଏ ଶ୍ଲୋକରେ ଭଗବାନ କଣ କହୁଛନ୍ତି, ଯେ ଆତ୍ମାରେ ସ୍ଥିତ ହୋଇଛି, ତାକୁ ବର୍ଣ୍ଣାଶ୍ରମ ର ନିୟତ ଭୌତିକ କର୍ମ କରିବା ଆବଶ୍ୟକ ନୁହଁ। କର୍ମ ଛାଡିବାର ପ୍ରଚେଷ୍ଟା ନ କରି ଆପେ ଆପେ କର୍ମରୁ ବିରତ ହେଇଯିବା ଉଚିତ। ମାନେ ଯେତେବେଳେ ଆପେ ଆପେ ସେପରି ସିଚୁଏସନ ଆସିଯିବ, ଆମେ ସେଇଟାକୁ ଅପେକ୍ଷା କରିବା କଥା। ଏବେ ଦେଖନ୍ତୁ, ଆପଣ ହିଜ ହୋଲିନେସ ରାଧା ଗୋବିନ୍ଦ ମହାରାଜ ଏବେ ବୃନ୍ଦାବନରେ ଯୋଉ ଅଛନ୍ତି, ସେ କଣ କୌଣସି ଶାରୀରିକ କର୍ମ ଏବେ କରୁଛନ୍ତି କି? ତାଙ୍କ ଜୀବନରେ ଭଗବତ ଗୀତା ଓ ଭାଗବତମ ର ପ୍ରଚାର ଜୀବନ ସାରା କରିଛନ୍ତି, କିନ୍ତୁ ଏବେ କୌଣସି ସେମିତି କର୍ମ ସେ କରିବାର ସକ୍ଷମ ସେ ନୁହନ୍ତି, କେବଳ ସେ ଭଗବାନଙ୍କର ବାଣୀ ଶୁଣୁଛନ୍ତି ଆଉ ଏଇଟା କରୁଛନ୍ତି। ତା ଅର୍ଥ କଣ? ତା ଅର୍ଥ ହେଲା କଣ, ସେ କଣ ତାଙ୍କର ବୈଦିକ ଭକ୍ତିର ନିୟମ ଯୋଉଟା କୋଉ ଜିନିଷ ଯଦି ନ କଲେ, ତ ସେମାନେ ହଉଛନ୍ତି ଶୁଦ୍ଧ ଭକ୍ତ, ପରମ ଭକ୍ତ। ସେମାନେ ସବୁବେଳେ ଭଗବତ ଚିନ୍ତନରେ ଅଛନ୍ତି, ସେମାନଙ୍କୁ କେବେ କୌଣସି ଜିନିଷ ଚେଷ୍ଟା କରିବାକୁ ପଡୁନାହିଁ। ବୁଝିପାରିଲେ?
ପ୍ରଭୁ ଏଇ ମୁଁ ଥରେ ଦେଖନ୍ତୁ କଣ ମୁଁ ଥରେ ପ୍ରଭୁ ମୁଁ ଥରେ ହରେ କୃଷ୍ଣ ମୁଁ ଥରେ ଭାବନଗର ଯାଇଥିଲି। ଆମର ଜଣେ ସନ୍ଥ ପ୍ରଭୁ ବୋଲି ଜଣେ ଅଛନ୍ତି ପରମ ପୂଜ୍ୟ ରାଧାଗୋବିନ୍ଦ ମହାରାଜଙ୍କର ଶିଷ୍ୟ, ସେ ଆମର ବଲାଙ୍ଗୀରି ସେ ଆଜ୍ଞା ରହୁଛନ୍ତି ସେଠି। ମୁଁ ଆଜ୍ଞା ଯାଇଥିଲି ମହାରାଜ ପ୍ରଭୁ, ମୁଁ ସେଠି ଯେତିକି ସମୟ ରହିଥିଲି, ଯୋଉ 2 ସପ୍ତାହ, ପ୍ରଭୁ ମହାରାଜ ନିଜେ ତାଙ୍କ ନିଜର ଲେକ୍ଚର ଶୁଣି ସବୁଦିନ କାନ୍ଦୁଥିବେ, ଭୋ ଭୋ ହେଇକି ନିଜର ଲେକ୍ଚର ଘଣ୍ଟା 1.5 ଘଣ୍ଟା ଶୁଣିବେ। ଗୋଟେ ରୁମ ରେ ବସିକି ନିଜ ଲେକ୍ଚର ଶୁଣିକି ମାନେ ଆଶ୍ଚର୍ଯ୍ୟ ମୁଁ ହେଲି। ପ୍ରଥମେ ସେ ପ୍ରତିଦିନ ମହାରାଜ ପ୍ରଭୁପାଦ ଲେକ୍ଚର ଶୁଣି ତାପରେ ନିଜର ଲେକ୍ଚର ଶୁଣି ଖାଲି ବୋଉ ଭାଇ କାନ୍ଦୁଥିବେ ଧାର ଧାର ଲୁହ। ଏବେ ରିସେଣ୍ଟଲି ପ୍ରଭୁ ବର୍ଷେ ତଳର ମାନେ ମୁଁ ଭାବିଲି ଦେଖନ୍ତୁ ମହାରାଜ ତାଙ୍କ ନିଜର ପ୍ରଭୁପାଦଙ୍କ ସହିତ ବି ତାଙ୍କ ନିଜର କଣ କେତେ ସ୍ୱାସ୍ଥ୍ୟ କରୁଛି। ତାପରେ ସେ ପଚରା ଗଲେ ବେଳେ ବେଳେ କୁହନ୍ତି ଯେ ମୁଁ ନିଜେ କଣ କହେ ଭାଷାସନ ମୁଁ ନିଜେ ଜାଣେ, ଗୁରୁ କୃଷ୍ଣ ମୋର କୁହାନ୍ତି ସେଇଟା, ଆଉ ମୁଁ ତାକୁ ଆଚରଣ କରି ସେଇଟା କରେ। ବହୁତ ଜିନିଷ ମୁଁ ତାକୁ ଶିଖେ କିନ୍ତୁ ପ୍ରଭୁ। ନିହାତି ସତ କଥା। ଦେଖନ୍ତୁ ଖାଲି ଆମକୁ କଣ ଏଥିରେ ନା ଗୋଟେ ଆମକୁ ଯାହାକୁ କୁହାଯାଏ, ଆମେ ଭକ୍ତି ଟା କେତେବେଳେ ଆମର ସାର୍ଥକ ହବ, ନହେଲେ ବିଲକୁଲ ହେଇପାରିବ ନାହିଁ। ଆମେ ଯେତେବେଳେ ତାର ଆମର ଇମାନଦାର ର ଓଡିଆ ଶବ୍ଦ ଟା କଣ? ସେଠି କଣ ଇମାନଦାରୀ ସେଠିକି ଅନେଷ୍ଟଲି ଯଦି ଆମେ ଭଗବାନଙ୍କର ଭକ୍ତି କରୁଛେ ନା, ତାହେଲେ ଭଗବାନ ଆମକୁ ନିଶ୍ଚୟ ଭକ୍ତି ମାର୍ଗରେ ଆମକୁ ଆଗେଇ ଆଗେଇ ନେବେ। କିନ୍ତୁ ଇନ୍ଦ୍ରିୟ ତୃପ୍ତି ଯଦି ମଝିରେ ରହିଗଲା, ନିଜର ଇନ୍ଦ୍ରିୟ ତୃପ୍ତି, ତାହେଲେ କଣ ହବ, ଆମେ ସେଇଥିରେ ରହିଯିବା, ଏଭରେଜ ହେଇକି ରହିଯିବା। ସବୁଠାରୁ ଦୁଃଖର କଥା ହେଇକିରି ଏଭରେଜ ରେ ରହିଯିବା। ଭଗବାନ ତ ଏତେ କୃପାଳୁ, ଆପଣ ଶିଲ ପ୍ରଭୁପାଦଙ୍କର ମାନେ ଆଶ୍ରୟରେ ଅଛନ୍ତି, ଆପଣ ଏଭରେଜ ରେ ରହିବି ଯିବେ ବି ଆପଣଙ୍କ ଉପରେ କୃପା ହେବାଟା କିଛି ବଡ କଥା ନୁହଁ। କିନ୍ତୁ ଆପଣ ନିଜେ ଭାବନ୍ତୁ ତ, ଆମେ କଣ ନିଜ ହିସାବରେ କେବେ ଭଲ ସେ ଆମେ ଭଗବାନଙ୍କ ପାଇଁ ଭାବୁଛେ କି? ସବୁବେଳେ ଆମେ ଭଗବାନଙ୍କର ଚିନ୍ତନରେ ଗୋଟେ ଇମାନଦାରରେ ଆମେ ରହିବା। କୌଣସି ଗୋଟେ ଆମେ ଯେମିତି ଗୋଟେ ଆମେ କଣ ଗୋଟେ ପ୍ରସାଦ ଅର୍ପଣ କଲେ, ଭଗବାନ ପାଇଲେ, ଆମେ ତାପରେ ଆମେ ଭୋଗ ଭଗବାନଙ୍କୁ ଅର୍ପଣ କଲେ, ପ୍ରସାଦ ହିସାବରେ ଆପଣ ପାଇଲେ, ସେଥିରେ ଆମେ ନିଜର ସୁଖ ବିଚାର କରିବା ନାହିଁ। ଏମିତି ପ୍ରତ୍ୟେକ ଜିନିଷରେ ଭଗବାନ ଚିନ୍ତନର ଯଦି ଆମେ ଅନେଷ୍ଟଲି ଆମେ କରିବା, ତାହେଲେ ଯାଇ ଆମେ ଏଇଟା କରିପାରିବା। ଏଇ ଯୋଉ ଆମେ ଯୋଉ ଏଇ ଶ୍ଲୋକରେ ଭଗବାନ ଯୋଉ କହୁଛନ୍ତି କି ନିଜ ନିଜର ଆ ବେଉସା ଟା କେମିତି ତ୍ୟାଗ ହବ, କାଲି ଯୋଉ ସେ ପ୍ରଭୁ ପ୍ରଶ୍ନ ପଚାରିଥିଲେ, ଆଉ ସେ ଆଜି ଆସିନାହାନ୍ତି ବୋଧେ, ଆମର ପ୍ରଭୁ କାଲି ଯୋଉ ପ୍ରଶ୍ନ ପଚାରିଥିଲେ ଯେ କେମିତି ପାପ କର୍ମରୁ କେମିତି ହବ, ମାଛ ମାରିବାଟା ତ ନିହାତି ପାପ କର୍ମ। ତ ଏଇ ପ୍ରଶ୍ନରୁ ମୁଁ କାଲି ଆକ୍ଚୁଆଲି ଟିକେ ଦେଖୁଥିଲି କି କଣ ମାନେ ତାର ଏଇଟା ମତେ ଗୋଟେ ମୁଁ ଦେଖିଲି, ରଘୁ ବେହେରା ବୋଲିକିରି ଜଣେ ଭଗବାନ ଜଗନ୍ନାଥଙ୍କର ଭକ୍ତ ଅଛନ୍ତି, ଆପଣ ମାନେ ସମସ୍ତେ ଜାଣିଛନ୍ତି। ତ ରଘୁ ବେହେରା ଧୀବର ମାନେ ସେ କୂଳରେ ଜନ୍ମ ହେଇଛନ୍ତି। ଆଉ ସେ କଣ ତାଙ୍କର ବେଉସା ଥିଲା, ସକାଳୁ ଉଠି ଯିବେ, ମାଛ ମାରିକି ଆଣିବେ, ସେଟା ବିକ୍ରି କରିବେ, ତାପରେ ସେଟାକୁ ସେମାନେ ପରିବାର ଚଳୁଥିଲା। କିନ୍ତୁ କଣ ହେଲା, ସେ ଭଗବାନଙ୍କର ଯେହେତୁ ଭକ୍ତ ଥିଲେ, ଭକ୍ତି କରିବା ଆରମ୍ଭ ଯେତେବେଳେ କରିଛନ୍ତି, ଜଗନ୍ନାଥର ଭକ୍ତ ହେଇଛନ୍ତି, ତ ଆସ୍ତେ ଆସ୍ତେ ସେ କଣ କଲେ, ସାଧୁ ସଙ୍ଗ କଲେ, ଭଗବାନଙ୍କର ବିଷୟରେ ତାପରେ ଶୁଣିବାକୁ ପାଇଛନ୍ତି। ଶୁଣିବାକୁ ପାଇଲାରୁ ତାଙ୍କର ଇଚ୍ଛା ହେଲା ଯେ ସେ ଜାଣି ପାରିଲେ ଯେ ଏମିତି ପଶୁ ହତ୍ୟା ଏସବୁ କରିବାଟା ନିହାତି ଏଇଟା ବର୍ଜନୀୟ କାମ, ମୁଁ ଏଇଟା କରିବି ନାହିଁ। ତ ସେ କଣ କଲେ, ଆଉ ମାଛ ମାରିବା ପାଇଁ ଗଲେ ନାହିଁ। ମାଛ ମାରିବା ପାଇଁ ଯେତେବେଳେ ଯାଇନାହାନ୍ତି, ତାଙ୍କ ଘରେ ଯୋଉ ସ୍ତ୍ରୀ ଆଉ ତାଙ୍କର ମା ଥିଲେ, ସେମାନେ ରଘୁ ବେହେରାକୁ ଗାଳି କରିଛନ୍ତି। ଗାଳି କରିଛନ୍ତି, କାହିଁକି ତମେ ମାନେ ବାହା ହେଇସାରିଛ, ଛୋଟ ଛୋଟ ଛୁଆ ଅଛନ୍ତି, ତମେ କିଛି କାମ କରିବୁନ, କୋଉ ହିସାବରେ ଆମର ପରିବାର ଚଳିବ? ଏମିତି ବହୁତ ଦିନ କାମ କରିବାକୁ ନ ଗଲାରୁ, ତାପରେ ଭୋକ ଉପାସରେ, ତାପରେ ଗାଳି ଶୁଣିକି, ତାପରେ ସେ ଯାଇଛନ୍ତି ପୁଣି ମାଛ ଧରିବା ପାଇଁ। ଆଉ ମାଛ ଧରିବା ପାଇଁ ଯେତେବେଳେ ସେ ଗଲେ, ଗୋଟେ ବହୁତ ବଡ ମାଛ ତାଙ୍କର ଜାଲରେ ପଶିଛି। ମାଛକୁ ଦେଖିକି ସେ ଭାବୁଛନ୍ତି, କେମିତି ମାନେ ମୁଁ ମାଛକୁ ଏଇଟା ନେଇକରି ମାରି ପାରିବି? ଆକୁ ତ ମୁଁ ମାନେ ମାରିବା ମୋର ଉଚିତ ନୁହଁ। କାହିଁକିରି ସେ ସତ୍ସଙ୍ଗରେ ଶୁଣିଥିଲେ ଯେ ଭଗବାନ ମତ୍ସ୍ୟ ଅବତାର ହେଇଛନ୍ତି। ସେ ଭାବିଲେ ଏଇଟା ତ ଭଗବାନ ମତ୍ସ୍ୟ ଅବତାର। ତାପରେ ଜଗନ୍ନାଥଙ୍କ ଲୀଳା ଦେଖନ୍ତୁ, ସେ କଣ କଲେ, ସେ ମାଛକୁ ଯେତେବେଳେ ତାଙ୍କ ତଣ୍ଟି ଚିବା ପାଇଁ ଯାଉଛନ୍ତି ମାରିବା ପାଇଁ, ସେ ମାଛ ଟା ନାରାୟଣ ନାରାୟଣ କହିକିରି ସେ ଉଚ୍ଚାରଣ କରିଛି। ଭଗବାନ ତାଙ୍କର ଭକ୍ତକୁ ତାଙ୍କର ଅନ୍ତରଙ୍ଗା ଶକ୍ତି ଦ୍ଵାରା ସେଇ ଟାଇପ ର ଦେଖେଇଲେ କି ତାଙ୍କୁ ମାଛ ମୁହଁରୁ ନାରାୟଣ ଶବ୍ଦ ଶୁଭିଲା। ନାରାୟଣ ଶବ୍ଦ ଶୁଣିକିରି ଆଚମ୍ବିତ ହେଇଗଲେ। ଆଉ ତାଙ୍କ ଭିତରେ ଗୋଟେ ମାନେ ମୁଁ କୋଉ ଟାଇପ ର ଘୃଣିତ କର୍ମ କରିବା ପାଇଁ ଯାଉଥିଲି। ଏ ମାଛକୁ ମାରିବା ପାଇଁ ଯାଉଥିଲି। ସେ କଣ କଲେ, ମୁଁ ଆଉ ମାଛକୁ ମାରିବି ନାହିଁ। ସେ କଣ କଲେ, ଏଇ ମାଛକୁ ଧରି କହିକି ଗୋଟେ ପୋଖରୀ ଟାଇପ ର କରିକି ମାଛକୁ ସେଠି ରଖିଲେ। ଆଉ ସେଇଠି ବସିଲେ ଆଉ କହିଲେ ଯେ, ଯୋଉ ମାଛ ଏଇଟା ଭଗବାନଙ୍କର ନାମ ଯୋଉ ଧରିଛି ନାରାୟଣ, ସେଇ ନାରାୟଣ ଯେ ପର୍ଯ୍ୟନ୍ତ ମତେ ଦର୍ଶନ ନ ଦେଇଛନ୍ତି,
ମୁଁ ତାହେଲେ ଭୋକ ଉପାସ ରେ ମରିଯିବି ପଛକେ ମୁଁ ଆଉ ଯିବି ନାହିଁ। ଏମିତି ହେଇକିରି ତାପରେ ସେ ସେଠି ବସି ରହିଲେ ଆଉ ଭଗବାନଙ୍କ ଧ୍ୟାନରେ ରହିଲେ। ନ ଖାଇ ନ ପିଇକିରି ତାପରେ କଣ 3 ଦିନ ଯେତେବେଳେ ବିତି ଯାଇଛି ସେତେବେଳେ ଭଗବାନ ଜଗନ୍ନାଥ ବ୍ରାହ୍ମଣ ବେଶରେ ଆସିଛନ୍ତି। ଆଉ ଭଗବାନ କହୁଛନ୍ତି କି ଆରେ ତମେ କଣ ପାଇଁ ଏମିତି ହେଇଛ, ତମେ ଏଇଠି କଣ ବସିଛ? ସେ କହିଲେ କି ନାଇଁ ଭଗବାନ ଏମିତି ଏମିତି କଥା, ଆଉ ମାଛ ଏମିତି କହିଲା। ସେ କହିଲେ ତମେ ଗୋଟେ ଧୀବର ଜାତିର ଲୋକ, ମାଛ ମାରି ତମର ବେଉସା, ତମେ ତ ମାଛ ନ ମାରିଲେ ହବନି, ତମର ପାପ କର୍ମ ଏଇ ଟାଇପ ର କରୁଛ। ଭଗବାନ ତମକୁ ଦର୍ଶନ ଦେଲେ ବୋଲି ତମେ କହୁଛ ମାଛ ପୁଣି କେବେ ନାରାୟଣ କହେ କି? ସେ କହିଲେ ଦେଖନ୍ତୁ ତାହେଲେ ଯଦି ମୋର ଯଦି ଏଇ ଅବସ୍ଥା ଠିକ ହେଇପାରିବ ନାହିଁ, ତାହେଲେ ମୋ ପାଇଁ ଶ୍ରେୟସ୍କର ହେଇଯିବ ଯେ ମୋ ଜୀବନଟା ମୁଁ ଦେଇଦେବି, କାହିଁକି ମୁଁ ଆଉ ଏ କୂଳ ବ୍ୟବସାୟ ଟା କରିପାରିବି ନାହିଁ। ତ ଏମିତି କହିକିରି ଯେତେବେଳେ ତାଙ୍କ ଦୃଢତା ଦେଖିଲେ ଜଗନ୍ନାଥ ଭଗବାନ, 3 ଦିନ ଉପରେ ହେଲାଣି ସେ ଖାଇନାହାନ୍ତି, ତ ଭକ୍ତଟା ମୋର ତାର ଜୀବନ ଚାଲିଯିବ କହିକିରି ଭଗବାନ ତାଙ୍କର ପ୍ରକାଶ କଲେ। ତାପରେ ଭଗବାନଙ୍କର ଦର୍ଶନ ପାଇକି ତାପରେ ସେ ବହୁତ ଖୁସି ହେଇଯାଇଛନ୍ତି ରଘୁ ବେହେରା। ତାପରେ ସେ 3 ଦିନ ପରେ ଘରକୁ ଯେତେବେଳେ ଯାଇଛନ୍ତି, ପୁଣି ତାଙ୍କର ଚିତା ଚୈତନ୍ୟ ଦେଖିକିରି ତାଙ୍କର ସ୍ତ୍ରୀ ଆଉ ଏଇଟା ଯୋଉମାନେ କାନ୍ଦୁଥିଲେ କୁଆଡେ ଚାଲିଗଲା, କାହିଁକି ନା ତାଙ୍କର ଗୋଟେ କିଛି ଲାଭ ଆଶାରେ କାନ୍ଦୁଥିଲେ। ପୁଣି ଯେତେବେଳେ ଦେଖିଲେ ସେ କହିଲେ ଆରେ ଇଏ ତ ପୁଣି କଣ ବୈଷ୍ଣବ ବେଶ ଧାରଣ କଲାନି, କିଛି କାମ କରୁନି, କଣ କରିବ? ତ କିନ୍ତୁ ଆଉ କଣ କଲେ ସେ ତାପରେ ଆଉ ସେ ମାଛ ମାରିବା ପାଇଁ ଆଉ କେବେ ଗଲେନି। ତ ଆମର ଯୋଉ ପ୍ରଶ୍ନଟା ଥିଲା କେମିତି କୂଳ ବ୍ୟବସାୟଟା ଆମେ ଛାଡି ପାରିବା ପାପ କର୍ମ, ସେ ସାଙ୍ଗେ ସାଙ୍ଗେ ଛାଡି ନାହାନ୍ତି। ଦେଖନ୍ତୁ ଯାଇଛନ୍ତି, ଭଗବାନ ପ୍ରେରଣା ଦେଇଛନ୍ତି, ତାପରେ ଆଉ ଗଲେନି। ତାପରେ ଭିକ୍ଷା ବୃତ୍ତି କରିଛନ୍ତି। ଭିକ୍ଷା ବୃତ୍ତି କରି ଭଗବାନଙ୍କର ନାମ ନିରନ୍ତର, ଭଗବାନଙ୍କର ଦର୍ଶନ ପାଇବାରୁ ତାଙ୍କର ସେଇଭଳି ସ୍ଥିତି ଆସିଗଲା, ନିରନ୍ତର ନାମ କରିଛନ୍ତି। ନାମ କରିଛନ୍ତି ତ କଣ ହେଲା, ତାପରେ ଭଗବାନ କୃପା କରିକି ତାପରେ ଗୋଟେ ଅଲୌକିକ ଘଟଣା ଥରେ ହେଲା। ତାଙ୍କୁ କେତେଟା ବଦମାସ ମାନେ ଆସିଲେ, ବାଳକ ମାନେ ପିଲାମାନେ ଆସିକି ତାଙ୍କୁ କିଏ ଜଣେ ତାଙ୍କୁ ଲୁହା କଣ୍ଟା ବାଡି ତାଙ୍କୁ ବାଡେଇ ଦେବାରୁ ତାଙ୍କୁ ବହୁତ କଷ୍ଟ ହେଲା, ତାଙ୍କର ଅଣ୍ଟା ବହୁତ ଦରଜ ହେଲା। ତ ସେଇଟା କରିବା ସାଙ୍ଗେ ସାଙ୍ଗେ ସେ ମାନେ ବାଳକର ମୃତ୍ୟୁବରଣ ହେଇଯାଇଛି। ତା ମା ଆଉ ବାପା ଆସିକିରି ତାପରେ ରଘୁ ବେହେରାଙ୍କ ପାଖରେ କାନ୍ଦିଛନ୍ତି କି ତମେ ଆକୁ ଯେମିତି ହେଲେ ବି ଠିକ କରିଦିଅ। ଆଉ ରଘୁ ବେହେରା ଯେତେବେଳେ ଜଗନ୍ନାଥଙ୍କ ଆଗରେ ଜଣାଣ କରିଛନ୍ତି, ପୁଣି ସେ ପିଲାଟା ବଞ୍ଚି ଯାଇଛି। ଏଇଟା ହେଇସାରିଲା ପରେ ଚାରିଆଡେ ତାଙ୍କର ନାଁ ଖ୍ୟାତି ହେଇଛି। ତାପରେ ସେଇଟା କଣ ରାଜାଙ୍କ ପାଖକୁ ତାପରେ ସେ ଖବରଟା ଯାଇଛି। ରାଜା ତାପରେ ସ୍ଵୟଂ ଆସିକିରି ଗୋଟେ ଚୌରି ଗୃହ ତାଙ୍କ ପାଇଁ ନିର୍ମାଣ କରିଛନ୍ତି ମନ୍ଦିର ପାଖରେ। ଆଉ ସେ ଚୌରି ଗୃହରେ ରଘୁ ବେହେରା ତାପରେ ରହିକିରି ରାଜା ତାଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଦେଇଛନ୍ତି। ଆଉ ଜଗନ୍ନାଥ ତାପରେ ଭକ୍ତିରେ ତାଙ୍କର ଜୀବନଟା କଟେଇଲେ। ତ ଏଇଥିରେ ଆମେ କାଲିର ପ୍ରଶ୍ନ ଯୋଉ ଥିଲା କିପରି ଆମେ ପାପ କର୍ମରୁ ଆମେ ନିରତ ହେବା, ନା ଭଗବତ ଇଚ୍ଛାରୁ ଆମେ ଯେତେବେଳେ ସେ ମାର୍ଗରେ ଆମେ ଯିବା, ଗୋଟେ ଆମକୁ ବିଶ୍ୱାସ ହବା କଥା ଯେ ମତେ ଭଗବାନ ଗୋଟେ କଣ ଗୋଟେ ମାର୍ଗ ଦେଖେଇବେ। ଆସ୍ତେ ଆସ୍ତେ କଣ ହବ, ଭଗବାନ ସେ ମାର୍ଗ ଦେଖେଇବେ, ଆମେ ତାପରେ ଶୁଦ୍ଧ ଭକ୍ତି ଆଡକୁ ଯିବା। ବହୁତ ଗୁଡେ ଏମିତି ଉଦାହରଣ ଅଛି। ମୃଗାରୀର ଉଦାହରଣ ଅଛି। ସେ କଣ ଡକାୟତି କରିକିରି ନାଇଁ ଡକାୟତି ନାଇଁ ଆପଣ ବହୁତ ପ୍ରକାର ଜୀବ ମାନଙ୍କୁ ହତ୍ୟା କରିକିରି ସେଟା ବିକ୍ରି କରିକିରି ଚଳୁଥିଲା। କିନ୍ତୁ ପର୍ବତ ମୁନି ସାଙ୍ଗରେ ଆସିକିରି ନାରଦ ମୁନିଙ୍କ କୃପା ହେଲା, ତାର ଭଗବତ ପ୍ରାପ୍ତି ହେଲା। ଡକାୟତ ଟା ହଉଛି ସେ ଯୋଉ ଆମର ବାଲ୍ମୀକି ମୁନି। ଏମିତି ଆମର ବହୁତ ଉଦାହରଣ ଅଛି ଯୋଉମାନଙ୍କର ବେଉସା ଭୁଲ ଥିଲା, କିନ୍ତୁ ସେମାନେ ଏବେ ବଢିଆ ହେଇଯାଇଛନ୍ତି। ବୁଝିପାରିଲେ? ତାପରେ ଶ୍ଲୋକ ନମ୍ବର 50ରେ ସିଦ୍ଧିಂ ପ୍ରାପ୍ତ ଯଥା ବ୍ରହ୍ମ ତଥାପ୍ନୋତି ନିବୋଧ ମେ ସମାଜ ସମାସେନୈବ କୌନ୍ତେୟ ନିଷ୍ଠା ଜ୍ଞାନସ୍ୟ ଯା ପରା। ହେ କୁନ୍ଥୀପୁତ୍ର, ବ୍ୟକ୍ତି କିପରି ଚରମ ସିଦ୍ଧି ଅବସ୍ଥା ବ୍ରହ୍ମବସ୍ଥା ଲାଭ କରିପାରେ, ତାହା ମୁଁ ବର୍ତ୍ତମାନ ସଂକ୍ଷେପରେ ବର୍ଣ୍ଣନା କରିବି ବୋଲି ଭଗବାନ କହୁଛନ୍ତି। ତାହା ମୋ ଠାରୁ ଶୁଣ। ଭଗବାନ କହୁଛନ୍ତି ଯେ ହେ କୁନ୍ଥୀପୁତ୍ର, ସିଦ୍ଧି କେମିତି ପାଇପାରିବ? ଏଇ ଅବସ୍ଥାରେ ଯୋଉ ଆମେ ଯୋଉ ଏତେ ଉଦାହରଣ ସବୁ ଦେଲେ ଭକ୍ତ ମାନଙ୍କର, ଆମେ ଦେଖିଲେ କେମିତି ସେମାନେ ସିଦ୍ଧି ପାଇଛନ୍ତି। ଭଗବାନ ଏବେ କହୁଛନ୍ତି ଯେ କେମିତି ସିଦ୍ଧି ପାଇପାରିବ, ମୋ ଠାରୁ ଶୁଣ ବୋଲିକିରି କହୁଛନ୍ତି। ଭାବାର୍ଥରେ ଶିଳ ପ୍ରଭୁପାଦ କଣ କହୁଛନ୍ତି? ଭଗବାନ ଅର୍ଜୁନଙ୍କ ପାଇଁ ଚରମ ସିଦ୍ଧି ଅବସ୍ଥା ପ୍ରାପ୍ତ ହେବା କଥା ବର୍ଣ୍ଣନା କରିଛନ୍ତି। ବ୍ୟକ୍ତି କିପରି କେବଳ ସ୍ୱକର୍ମକୁ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରୀତିର୍ଥେ ସମ୍ପାଦନ କଲେ ପରମ ସିଦ୍ଧି ପ୍ରାପ୍ତ ହୋଇପାରିବ, ସେଇ କଥା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି। ତ ଆମେ କଣ କରିବା, ଯୋଉ ବି ଚେତନାରେ ଆମେ ଅଛୁ ବା ଯୋଉ ବି ଆମେ କୂଳ ବ୍ୟବସାୟରେ ଅଛୁ, ସେଇ ସବୁ କର୍ମକୁ ଫଳକୁ ଆମେ ଅର୍ପଣ କରିବା ଭଗବାନ। ଶାସ୍ତ୍ରର ନିୟମ ଅନୁସାରେ 50% ଭଗବାନଙ୍କର ସେବାରେ ଆମେ ଉପଯୋଗ କରିବା କଥା।
जदि भी ये घोर कलिजुग हिसाब से आम 50% न कर पारे एटलिस्ट आम 10-20% आम जदि करवा ताहले आम यही टाइप पापर आम मुक्ति पाई 51, 52, 53 तीनटा श्लोक एका संगे दिखाई पाठ कर अर्चना माता जी आपण पाठ कर हरे कृष्ण प्रभु जी सादर प्रणाम। बुद्ध्या विशुद्धया युक्त धृत्यातानं नियम्यत सप्तादीनां विषयां त्यक्त रागद्वेषयुध्यस्य च विविक्तसेवी लघ्वासि यद्वाक्काय मानसः ध्यानयोगपरः नित्यं वैराग्यं समुपाश्रितः अहङ्कारं बलं दर्पं कामं क्रोधं परिग्रहं विमुच्य निर्ममः शान्त ब्रह्म भूयाय कल्पते। अनुवाद ଯେଉଁ ବ୍ୟକ୍ତି ଶୁଦ୍ଧ ବୁଦ୍ଧି ବଳରେ ନିଜକୁ ବିଶୁଦ୍ଧ କରିପାରିଥାଏ ଏବଂ ଦୃଢ଼ ମନୋବଳ ସହ ମନ ସଂଯମ କରି ଇନ୍ଦ୍ରିୟ ସୁଖ ଭୋଗ ବିଷୟବସ୍ତୁକୁ ତ୍ୟାଗ କରି ରାଗ ଦ୍ୱେଷରୁ ମୁକ୍ତ ହୋଇ ଏକାନ୍ତ ସ୍ଥାନରେ ବାସ କରୁଥାଏ, ଅଳ୍ପ ଆହାର କରୁଥାଏ ଏବଂ ଶରୀର ଓ ଜିହ୍ବାକୁ ସଂଯତ କରିପାରିଥାଏ ଏବଂ ସର୍ବଦା ଧ୍ୟାନସ୍ଥ ହୋଇଥାଏ ଏବଂ ଅନାସକ୍ତ ଭାବରେ ରହିଥାଏ ଏବଂ ଯେ ମିଥ୍ୟା ଅହଙ୍କାର, ଦର୍ପ, କାମ, କ୍ରୋଧ ଆଦିକୁ ତ୍ୟାଗ କରିଥାଏ ଏବଂ ଯେ କୌଣସି ପ୍ରକାର ଭୌତିକ ବିଷୟବସ୍ତୁକୁ ଗ୍ରହଣ କରେ ନାହିଁ, ସେ ପ୍ରକାର ବ୍ୟକ୍ତି ନିଶ୍ଚିତ ରୂପେ ବ୍ରହ୍ମଭୂତ ସ୍ତରକୁ ଉନ୍ନୀତ ହୁଏ। ହରେ କୃଷ୍ଣ। धन्यवाद। ब्रह्मभूत स्तर केमिति जने व्यक्ति प्राप्त करि परिबो सेही कथा ए श्लोक रे कहै तीनटा श्लोक रे कहै गीता भूषण टीका कौन कही देखते बुद्धिया विशुद्धया युक्ते अर्थात सात्विक बुद्धिर उपयोग करी सात्विक बुद्धि कोटा को आम कही पूर्व अध्याय आम वर्णना करते पूर्व श्लोक मानक भगवत प्राप्ति जो बुद्धिर लक्ष्य माने मु हूँ भगवान दास जीवे स्वरूप हे कृष्ण नित्य दास यही टाइप जार बुद्धि अच्छी तार सात्विक बुद्धि बुद्धिया विशुद्धया युक्त शुद्ध बुद्धि युक्त होई माने भगवत प्राप्तिर लक्ष्य नहीं धृत्यात्मान नियम्य सात्विक धृति बा मनरे भक्तिर दृढ़ता थाई काली मु धृति कथा बहुत उदाहरण देकरी आपन को वर्णना करथिली जदि आपनकर मनरे सबुबेले गोटे दृढ़ता गोटे निश्चयता रहउची जे मु केमिति भगवान भक्ति प्राप्त करी से निश्चितता जदि रहउची सेही धृति को नहीं एक कथा देखो पुणी कहगला जोटा भगवान पूर्व श्लोक मान वर्णना कर तीनटा श्लोक फाइनाल कंक्लूजन दौरान श्रद्धाधीन विषयान त्यक्ता माने समस्त इंद्रिय भोग वस्तु आदि त्याग करी राग और द्वेषरु दूर है राग द्वेषे बुधस्य बोली कहले माने समस्त इंद्रिय भोग वस्तु आपनकर मनटा को त्याग करिवे मनरु त्याग करिवे इंद्रिय भोग वस्तु तापरे राग और द्वेष दीटा जिनस कौन जे आमर अनुकूल ता प्रति आमर राग पळे आसिला राग माने कौन आमे ता प्रति अनुरक्त हो गले एटा मोर माने परिवार लोके ए परिवार लोकंक पई मु जहा करिवि सब करिवि तांको पई सब प्रकार सुविधा करिवि जेटा राग आ ये मोर प्रतिकूल व्यक्ति ये मोर ये होची मोर द्वेष आसीगला ता प्रति शत्रुता तो बंधु ये मोर बंधु ता पई बहुत खटिबी ये मोर शत्रु ताको हैरान करिवि राग द्वेषरु मुक्त हेजिबि से होची ब्रह्मभूत स्थिर विविक्त सेवी तापरे गोटे शब्द आसिला देखंतु विविक्त सेवी माने एकांत स्थान रे वास करिवे एकांत स्थान रे वास करिवे अर्थ आमे को पर्वत माने जीवा पहाड़ पर्वत खोजिबा कि ना एकांत स्थान तो नाही कोठी आपण जोठी जिवे हजार हजार लोक अछंती जो जगह रे अभक्त नथिबे सेटा होची एकांत आपण जदि अभक्त मानकर संग करचंती ताहेले आपण एकांत रे नाहंती आपण सबुले भिड़ रे अछंती किंतु आपण जदि भक्तकर संगे संग करचंती ताहेले होउचंती आपण विविक्त सेवी लघ्वासी माने कोन लघु आसी अल्प आहार करिवा बहुत आहार जदि करचंती ताहेले मध्ये आपण कोन नहुंती आपण ब्रह्मभूत स्तर रे आपण नाहंती जद बाक काय मानस मन बाणी शरीर को भगवान को सेवा रे लगाइबा ध्यान जोग पर सर्वदा कृष्ण चित्रणशील होई रहइबा नित्य वैराग्य सदा अनासक्त नित्य वैराग्य माने कौन
आपणकर भक्ति ठीक होउची अबा न होउची तार कसटी पत्थरटा केमती आपण जानिबे तार कसटी पत्थर हैला आपणकर भितरे केते वैराग्य केते मात्रा रे जात हेलाणी जदि आपणकर मनरे वैराग्य जात हेई नाही ताहले आपण इस्कन 20 वर्ष हेलाणी इस्कन संगरे जोड़ी गिरी भी किछि लाभ मिलिबो नाही किंतु वर्षे भितरे भी आपणको भितरे जदि वैराग्य पळे आसिला ने आपणको भगवान कर कथा छडा अलगा किछि इच्छा लागु आपण जो समय रे भी हेले भगवान को स्मरण करछन पुनी देखंतु आर अर्थ भूल बुझिबे नाही कि आपण निजर स्थिति छाड़ी देबे सेही कथा भगवान क्लियर करि साइछन्ति आपण जो स्थिति जो कुल व्यवसाय अछंती आपणकर चिंतन रे भगवान अछंती कि नाही जदि अछंती ताहले आप एठी जो कहा गला नित्य वैराग्य आपण कोन आपण जने डाकिला चलो आमे जिबा बाहागर जिबा गोवा बोली जिबा नहले कौन से गोटे सांग सांगरे अध घंटा कथा हेई जिबा आपणकर वैराग्य नाही आपण भगवान कर कथा छड़ा अलगा किछि कथा हेबे नाही 20 वर्ष तळे पुराना सांग गोटे भी देखा ही गला आपण बुलेई बालेगिरी भगवान कर कथा जदि होउचंदी ताहेले ही आपण होउचंदी नित्य वैराग्य युक्त नहले कोन राग पळे आसिला राग माने कोन ता प्रति इंटरेस्ट कौन सी गोटे विषय आपण सामने आसिला सेइथरे आपण भासी गेले सेडा ब्रह्मभूत स्टेज रे नाहंती एई आमर आपण देखिबे आम भितरे आमे जो आमर बहुत जण एमती जेमती प्रभु प्रेमावतार प्रभु कहिले से जो महाराज का कथा कहिले तापरे आउ गोटे प्रभु को कथा कहिले से माने ब्रह्मभूत स्टेज रे अछंती माने निहाती असंभव जिंस गोटे आमे पढुचे डिस्कस करूचे सेमती नो आम सामने रे सेमती लोक अछंती आमे तांको देखा करूचे आमे तांको संगरे मिसुचे से माने हमकु बहुत उपदेश भी दउचंती आमे पारुने सेटा गोटे अलगा कथा आमे सेटा चेष्टा करिबा ध्यान जोग पर सर्वदा कृष्ण चेतनशील नित्य वैराग्य एटा आमे डिस्कस कले अहंकार परिग्रह निजर परिचय शरीर न भाविबा निजको आत्मा बोली जानिबा परिचय कौन आमर परिचय हे गला आमर शरीर आपण परिचय जदि किए पचारला आमको कौन ना दिया हैला एबे धरंतु प्रभुंकर ना हैला प्रेमावतार चैतन्य दास तो एई ना रे एटा शरीर परिचय अछि कि आत्मार परिचय अछि आपण निजे कहन एटा आत्मार प्रभु परिचय परिचय शरीर परिचय नहीं। अरे अच्छा अच्छा काहे कि देखंतु आमर जो नाटा रहिला धरंतु मोर ना संजीव पंडा माने कोन पंडा फैमिली रे जन्म हेतिबा गोटे मनीष संजीव पंडा एटा होची मोर शरीर परिचय मोर सब कागज पत्र मान एटा अछि शरीर रिलेटेड जिंस रे एटा करछि किंतु गुरु का कृपा रु जेते बेले मते एबे मिलला कोन सदापुत कृष्ण दास माने दास ही गेले भगवान का दास ही गेले जीवेर स्वरूप हे कृष्ण नित्य दास आमे सेटा को अनुभव करिबा कथा किंतु आमे कोन करिबा कृष्ण दास ना ही गेला किंतु हमर सेही पूर्ववत आमे रहिबा सेही पंडा हिसाब रे रहिले किया प्रेमावतार प्रभु को कोन गोटे ना जोटा थिबो से ना रे से रहिले तो सेइद्रे सेटा हमर हेई परिबो नाही अहंकार को हमको कौन आमर जो असत अहंकार अच्छी सेटा को त्याग करवा सत अहंकार आपण मान भितर केते जण अछंती जो माने सबुदिन खुशी होती जाहु मते गुरु कृपा कले मोर ना होची एटा आपण एंती खुशी होंती कि आज्ञा मु तो खुशी बेसी होउचंती बहुत खुशी हेवा कथा केते माने एते गर्व अनुभव करिया कथा जदि से गर्व आसुची माने ठीक रास्ता रे अछंती हां मिलिची कोन अछि हां समस्ते नउचंती माने एवरेज सबू हेबे एवरेज हेबे नहीं केबे एवरेज हेला मात्र के असंख्य जन्म पळेबो बहुत गोटे माने सात्विक अहंकार गोटे रहइबो कि नाए माने आमे आमे होची भगवान कर लोक एटा गर्व नुह बुझिबाले गर्व हे गेले असुविधा से आपण से सूक्ष्म जिंसडा आपण बुझी जानतु मु ता ऊपर एक एक्सप्लेनेशन देई परिबी नाही सात्विक अहंकार कोन आ गर्व कोन आपण निजे बुझी जानतु आपण गोटे मन भितर गोटे खुशी रहिबा कथा से एते कोटिपति हिगला रे केते खुशीर कथा भगवान बहुत बढ़िया भगवान ताको कोटिपति करचंती माने माने जो से आपण होची मोर पूज्य माने भगवान आपण सामना रे से 10टा गाड़ी रो मालिक ही गला केते खुशीर कथा भगवान ताको 10टा गाड़ी रो मालिक करचंती
आपण ता पई आपण एते आपण को इच्छा हे गेला आपण जा हो ताको आशीर्वाद टे मन भीतर दे देले जा हो 10टा पाइला आसी भगवान कृष्ण माने से निश्चय से परि कर्म करछि जे भगवान कृष्ण ताको से परि स्थिति देइछन्ति प्रभु एटा हरे ब्रह्म कृष्ण ଗୋଟେ आज्ञा ଅହଙ୍କାର ଏଇ ଯୋଉ ଆପଣ ଯୋଉ ଯୋଉଟେ ଗର୍ବ ଆଉ ଖୁସି ଭିତରେ ଟିକେ ଆପଣ ଟିକେ ବିସ୍ତାର ମାନେ କଣ ଧର ନାଁ ଦେଇଛନ୍ତି ଗୁରୁ ମହାରାଜ କି ମତେ ଗୋଟେ ସେବା ମିଳିଛି ଏଇଟା ତ ଖୁସି କିନ୍ତୁ ଅହଙ୍କାର ଟା କେତେବେଳେ କି ଗର୍ବ କେତେବେଳେ ଆସିବ କେତେବେଳେ ସେଇଟା मिथ्या मिथ्या अहंकार आउ जोटा गोटे होची सत आउ असत सत अहंकार माने कौन मु कृष्ण दास सत अहंकार हे गेला सेथिरे जो खुशीटा आपन को मिलिला से खुशीटा होची सात्विक अहंकार जनित खुशी सेथिरे दोष नाही किंतु असत जिंस गोटे 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 लोक कहନ୍ତି ମୁଁ ଅମୁକର ଲୋକ ମୁଁ ଅମୁକ ଏସପି ର ଲୋକ ମୁଁ ଅମୁକ କଲେକ୍ଟର ମୁଁ ପୁଅ ଜାଣିଛ କିଏ ମୁଁ କିଏ କହିବ ମୁଁ ଅମୁକର ମାନେ ଅମୁକ ଘରର ବୋହୂ ସେଇଟା କଣ ହେଲା ମିଥ୍ୟା ଅହଙ୍କାର ହେଇଗଲା ଆମେ ଯୋଉ ନା ଖୁସି ହେଲେ କି ଆମର ଗୁରୁ ମହାରାଜ ଯୋଉ ପ୍ରଦତ୍ତ ନାମରେ ଆମେ ଖୁସି ହେଲେ ସାତ୍विक ଅହଙ୍କାର ହେଇଗଲା ଭଗବାନ କୃଷ୍ଣଙ୍କ ସାଙ୍ଗେ ଯୋଡି ହେଇକିରି ଆମେ ଅହଙ୍କାର କଲେ ବୁଝିପାରିଲେ ଏଇଟା କେମିତି ହବ ଜଣେ ଯେମିତି କହନ୍ତି ଜଣେ ବେଳେ କହନ୍ତି ବେଶୀ ତୋର ଭଗବାନ ସେବା କରୁଛୁ ଏମିତି ଅଛି କି ମାନେ ତୁ ଏଇଟା କରୁଛୁ ବୋଲି ବେଶୀ ତୋର ଗର୍ବ ହେଇଗଲାଣି କି ଅହଙ୍କାର ହେଇଗଲାଣି ଏମିତି ଭକ୍ତିରେ କିଛି ଅଛି କି ଧର ଜଣେ କୀର୍ତ୍ତନ କରିପାରେ କିମ୍ବା ଭଲ ରୋଷେଇ କରିପାରେ କିମ୍ବା ଭଲ ସେବା କରିପାରୁଛି ଯଦି ଆମେ ତାକୁ ଧର କୌଣସି କଥା ଆମକୁ ଲାଗିଲା ସେ ଶୁଣୁନି ଆମ କଥା ଆଭଏଡ କରୁଛି ଯଦି ଆମକୁ ଲାଗିଲା ଆମେ ବେଳେ ବେଳେ କହୁଛନ୍ତି ତାର ବେଶୀ ଅହଙ୍କାର ହେଇଗଲାଣି ବେଶୀ ଗର୍ବ ହେଇଗଲାଣି ଏଇଟା ଠିକ ନା ଭୁଲ ପ୍ରଭୁ ଦେଖନ୍ତୁ କଣ ଦେଖନ୍ତୁ ଯେହେତୁ ଭକ୍ତି ରସାମୃତ ସିନ୍ଧୁରେ ତିନିଟା ଭକ୍ତର କଥା ରୂପ ଗୋସ୍ୱାମୀ ଦେଇଛନ୍ତି କନିଷ୍ଠ ଆଚ୍ଛା ମଧ୍ୟମ ଆଉ ଉତ୍ତମ ତ ଆମେ ମାନେ ଦେଖିବା ଯେ ସେ କନିଷ୍ଠ ଭକ୍ତଟା ସେ ଏବେ ବୁଝି ପାରି ନାହିଁ ଆଚ୍ଛା କିନ୍ତୁ କିନ୍ତୁ ଆମେ ଆମେ ବି କନିଷ୍ଠ ନିହାତି କନିଷ୍ଠ ଆମେ କିନ୍ତୁ ମୁଁ କହୁଛି ଗୋଟେ ଶୁଦ୍ଧ ଭକ୍ତ ଗୋଟେ କି ମଧ୍ୟମ ଭକ୍ତଟେ କଣ ଭାବିବ ସେ ଭାବିବ ଯେ ଏଇ ଯୋଉ ଗୁଣ ଟା ମତେ ଦେଲେ ମୁଁ ଗୋଟେ ଭଲ ଗାଇ ପାରୁଛି ଆପଣ ଗୋଟେ ଭଲ ସ୍ୱର ଭଗବାନ ଦେଇଛନ୍ତି ସେ ସ୍ୱର କେତେବେଳେ ବି ଭଗବାନ ନେଇଯିବେ ଚାହିଁଲେ ଏବେ ସାଙ୍ଗେ ସାଙ୍ଗେ ମାନେ ଦେଖନ୍ତୁ ପାରାଲିସିସ୍ ହେଇଗଲା ମୁହଁ ଗୋଟେ ସାଇଡ ବନ୍ଦ ହେଇଗଲା ଆପଣ ଆଚ୍ଛା ଏତେ ସ୍ୱର ଭଲ ସ୍ୱରରେ ଗାଉଥିଲେ ଆଉ ଗୋଟେ ଆଚ୍ଛା ମାନେ କିଛି ଗୋଟେ ଶବ୍ଦ ବି ବାହାରିବ ନାହିଁ ଆଜ୍ଞା ଆପଣ ଆଜ୍ଞା ଭଲ ରୋଷେଇ କରୁଥିଲେ ଭଗବାନ କେମିତି ହବ ଭଗବାନଙ୍କ ମୁଣ୍ଡ ଖରାପ ହେଇଯିବ ଆପଣ ଆଉ ଯୋଉ ଭଲ ଭଲ ମସଲା ଦେଇକିରି ବଢିଆ କରିଦଉଥିଲେ ସମସ୍ତେ ପ୍ରଶଂସା କରୁଥିଲେ ଆଉ ତାପରେ କହିବେ ଏ ଲୋକକୁ ମାନେ ରୋଷେଇ ଘରକୁ ମାନେ ତାକୁ ବାହାର କର ଦେଖିଲେ ଯୋଉ ଆଜ୍ଞା ଭଗବାନ ନଷ୍ଟ କରିଦଉଛି କହିବେ ବୁଝିପାରିଲେ ଆଜ୍ଞା ଆମେ ଆଜ୍ଞା ପର୍ଯ୍ୟନ୍ତ ସେଇ ଟାଇପ ର ଆପଣଙ୍କୁ କିଏ ବି ଯଦି ପ୍ରଶଂସା କରିଦେଲା ଆପଣ ସାଙ୍ଗେ ସାଙ୍ଗେ ତାଠୁ ଟିକେ ଡିଷ୍ଟାନ୍ସ ତାକୁ ନ ଜଣେଇଲେ ବି ଦୂରୁ ପ୍ରଣାମ କରିଦେବେ ପ୍ରଶଂସା ଆଚ୍ଛା କେବେ ନେବେ ନାହିଁ ପ୍ରଶଂସା ଟା ବହୁତ ଡେଞ୍ଜର ଆପଣ କୌଣସି ଗୋଟେ ଜିନିଷ ଏଇଟା ମୁଁ କହୁନି ଏସବୁ ଜିନିଷ କାହିଁକି ମୁଁ ସେଇଭଳି ସ୍ଥିତିରେ ନାହିଁ କିନ୍ତୁ ହଳଧର ମହାରାଜଙ୍କର ମୁଁ ଏଇଟା ଅଡିଓରେ ଶୁଣିଛି ମୁଁ ଶୁଣିଛି ସେଇଟା ଆଜ୍ଞା ବହୁତ ପ୍ରଭୁଜୀ ମାନେ ଏଇଟା ତ ଯେତେ କଲେ ବି ଟିକେ ରହିଯାଉଛି କିଏ ଟିକେ ହଁ ମନେକର ମନେକର ଟିକେ ଭଜନ ବହୁତ ବଢିଆ ଗାଇଲ କହିଲେ ଟିକେ ନିଜକୁ ଟିକେ ଖୁସି ଲାଗୁଛି ତାପରେ ନାଇଁ ସେଟା ଏଇଟା କିଛି ରଖି ବୈଷ୍ଣବ ମାନେ ଯୋଉ କହୁଛନ୍ତି ସେଇଟା ଟିକେ ମାନେ ଗୋଟେ ଜୀବକୁ ଟିକେ ଦରକାର ନା ମାନେ ଟିକେ ଆପଣ ତାକୁ ଟିକେ ପ୍ରଶଂସା motivation କରିଦେବେ ବୈଷ୍ଣବ ମାନଙ୍କର ସେଇଟା କିଛି ଖରାପ ନୁହଁ କିନ୍ତୁ ଯାହାକୁ ପ୍ରଶଂସା କରାଗଲା ସେଇଟାକୁ ସେ ଦେହକୁ ନବା କଥା ନୁହଁ କିନ୍ତୁ ବୈଷ୍ଣବ ମାନେ କିନ୍ତୁ ତ କରିବେ ଭକ୍ତି ଆମେ ଲାଇନରେ ବି ବୈଷ୍ଣବ ତ ମାନେ କେତେ ଲୋକ ମାନେ ଆମେ ଦେଖୁଛୁ କି ସେମାନେ ବି ତ ଭକ୍ତି କରୁଛନ୍ତି କିନ୍ତୁ ଅଲଗା ଲୋକ ଗୋଟେ ଭଲ ଗାଇଲେ ବି ତ ସେମାନେ ଟିକେ ଟିକେ ସହି ବି ପାରନ୍ତିନି ମାନେ ଏଇଟା ବି ଦେଖିବି ଆମେ ଟିକେ ସେଇଟା ଟିକେ ନାମ ଜପ ଦ୍ଵାରା ହିଁ ଏଇଟା ହେଇପାରିବ ଆଜ୍ଞା ଏଇଟା ତ ଆଜ୍ଞା process, ଏଇଟା ତ ସେଇ ପ୍ରୋସେସ ଯୋଉଥିରେ ଆମେ ମାନେ ସମସ୍ତେ ଅଛୁ ଯଦି ଏଇଟା କ୍ଲିୟର ହେଇଗଲା ଭଗବତ ପ୍ରାପ୍ତି ହେଇଗଲା ଆଜ୍ଞା ଆଜ୍ଞା ଏଇଟା କେବେ କ୍ଲିୟର ହେବ ଗୋଟେ ଜନ୍ମରେ 5ଟା ଜନ୍ମରେ 10ଟା ଜନ୍ମରେ ସେଇଟା ଡିପେଣ୍ଡ କରୁଛି ଆଚ୍ଛା ଆଚ୍ଛା କାହାର ଜଲ୍ଦି ହେଇଯିବ କାହାର କମ ହେଇଯିବ ଗୁରୁଙ୍କ କୃପା ହେଲେ ହେଇଯାଏ ଆମେ ଯଦି ଯେତେ ବେଶୀ ଭଲ ନାମ ଜପ ହବ ସେତେ ଗୁରୁ ନିଷ୍ଠା ଆପଣଙ୍କର ଯଦି ଗୁରୁ ନିଷ୍ଠା ଅଛି ନାମ ଜପ ଭଲ ହବ ନାମ ଜପ ଭଲ କରିବେ ଗୁରୁ ନିଷ୍ଠା ହେବ ଏଇ ଦିଟା ଜିନିଷ ସେଇ ଷ୍ଟେଜକୁ ନେଇଯିବେ ଆପଣଙ୍କୁ ତାପରେ ଯିଏ ଯେତେ ପ୍ରଶଂସା କଲେ ବି ଆପଣଙ୍କୁ ଆଉ କିଛି ଫରକ ପଡିବନି ଆପଣ ଯାହାବି କରିବେ ଭଗବାନଙ୍କ ପାଇଁ ତାପରେ କରିବେ ଏବେ କିନ୍ତୁ ସେମିତି ହେଇନାହିଁ ସତ କଥା କହିବାକୁ ଗଲେ ହେଇନାହିଁ ଏବେ ଟିକେ ମୋ ଇଚ୍ଛା ଲାଗୁଛି ମୁଁ ଏତେ ପରିଶ୍ରମ କଲି ଦି ପଦ ହେଲେ ଟିକେ କହିଲେ ଆଉ ବୈଷ୍ଣବ ମାନେ ଦେଖନ୍ତୁ ସେମିତି କରନ୍ତି ବି ଟିକେ ପ୍ରଶଂସା ଦିଅନ୍ତି ସେ ପ୍ରଶଂସା କିଛି ଖରାପ ନୁହଁ ସେଇଟା ପ୍ରସାଦ ହିସାବରେ ଗ୍ରହଣ କରନ୍ତୁ ଆଉ ଦଦାତି ଗୋଟେ ପ୍ରତିଗୃହ୍ଣାତି ଆଉ ଗୋଟେ lecture ମୁଁ ଶୁଣିଥିଲି ବି ଯୋଉଟା ମାତାଜୀ ଏବେ କହିଲେ ଯଦି ହୁଁ ମହାରାଜଙ୍କ ଲେକ୍ଚର ମୁଁ ଶୁଣିଥିଲି ଯଦି ଆମର ମନରେ
ଆମେ ଯେତେ ବି ଜପ ସେବା ଯାହା ବି କରିବ ଯଦି ଆମ ମନରେ କାହା ପ୍ରତି ଟିକେ ବି ଦ୍ୱେଷ ଭାବ ମାନେ ସୂକ୍ଷ୍ମ ହିସାବରେ ଯଦି ବି କେବେ ଟିକେ ହଁ। ଆସିବ ହୁଁ। ଏଇଟା ବି ସେ ବୈକୁଣ୍ଠ ବା ଭଗବତ ପ୍ରାପ୍ତି ହବା ପାଇଁ ତମ ପାଇଁ ସେଟା ବାଧକ ହେଇଯିବ। ବହୁତ ଏଇଟା ବି ବହୁତ ସେ ଅଳ୍ପ ସ୍ତରଟା ଟିକେ actually ସେ ସ୍ତରଟା ଆଣିବାଟା ବହୁତ କଷ୍ଟ କଥା। ଏମିତି ଆମେ କଷ୍ଟ। ଲାଗି ରହିଥିବା ଆଉ ଏଇଟା ଭଗବାନଙ୍କ କୃପାରୁ ଗୁରୁଙ୍କ କୃପାରୁ ଦିନେ ହବ। ଆଜ୍ଞା ହବ କିନ୍ତୁ ସେଇଟା ବୁଝିପାରିଲ? ସେଇଟା ବି ଏଇଟା ଗୋଟେ ଏଇଟାକୁ କଣ ଦେଖନ୍ତୁ ଏଇଟା ଗୋଟେ ଅଛି ଭକ୍ତିରେ ଗୋଟେ ଏଇଟା ଅଛି ଯେ ବିଶ୍ୱାସ ଉପରେ ଗୋଟେ ଅଛି କି ହୁଁ ଭଗବାନ ମାନେ ନିଶ୍ଚୟ ଗୋଟେ ଦିନେ ନା ଦିନେ ତାମାନେ ମତେ ମାନେ ମୁଁ ଭକ୍ତି ଟା ପାଇବି। ଆପଣ ସେ ବିଶ୍ୱାସ ଟା ଯଦି ଷ୍ଟ୍ରଙ୍ଗ ଅଛି ଆପଣ ପାଇଯିବେ। ନହେଲେ କଣ ମଝିରେ ଯଦି ଆପଣଙ୍କର ଗୋଟେ ଫ୍ରଷ୍ଟ୍ରେସନ ପଳେଇ ଆସିଲା ଏଇଟା ଅସୁବିଧା। ଆରେ ଏତେ କିଛି ହେଲା ମୁଁ ଫେର ବି ଚେଞ୍ଜ ହେଇପାରିଲି ଏମିତି ମନକୁ ଆସେ। ଫ୍ରଷ୍ଟ୍ରେଟେଡ ହେବାର ନାହିଁ କାହିଁକି ଆମେ ଯାହାହେଲେ ବି ଜନ୍ମ ଜନ୍ମାନ୍ତରୁ 3 ଗୁଣରେ ପଡିକିରି ଆମେ ସବୁ ଆମର ଇନ୍ଦ୍ରିୟ ମାନେ ସେଇ ଟାଇପ ର ହେଇଛି ନା। ବାରମ୍ବାର ଭକ୍ତି କରିକିରି ବାରମ୍ବାର ଏଇଟା କରିକିରି ଆଉ ଗୋଟେ କଣ ଜାଣିଛନ୍ତି ମତେ ଏମିତି ଲାଗେ ମୁଁ ମାନେ ଜାଣିନି ଏଇଟା ମୁଁ କହିବା କଥା କି ନାହିଁ ମତେ ସେମିତି ଫିଲ୍ ହୁଏ ଆଉ ମୁଁ ତ କୌଣସି ଗୋଟେ ଶୁଦ୍ଧ ଭକ୍ତ ନୁହଁ ଯେ ଏଇଟା ମୁଁ ଖାଲି ଆପଣଙ୍କ ଆଗରେ ଗୋଟେ ସେୟାର କରୁଛି। ମତେ କଣ ଲାଗେ କହିଲେ କି ଏଇ ଯୋଉ ଏମିତି ମାନେ ଆସିଲା ଆପଣଙ୍କର ଯୋଉ ପୁରୁଷୋତ୍ତମ ଆସିଲା କାର୍ତ୍ତିକ ମାସ ଆସିଲା ପୁରୁଷୋତ୍ତମ ମାସ ଆସିଲା ଏଇଥିରେ କୁହାଯାଉଛି ଶାସ୍ତ୍ର କହୁଛି ଲକ୍ଷେ ଗୁଣା ମିଳିଗଲା ଆପଣ ସେଠି ଗଲେ ଏମିତି ହେଇଗଲା। ଏଇଟା ଏମିତି ସର୍ଟକଟ ଆମ ପାଇଁ ଏଇଟା ଭଗବାନ ଦେଇଛନ୍ତି। ଏଇ ଆଜ୍ଞା ସାଧନା ବୋଧେ ମତେ ଯାହା ଲାଗୁଛି ଜଲ୍ଦି ହବ ନହେଲେ ଆମ ପାଖରେ ଉପାୟ କଣ ଅଛି କହିଲେ? ଆପଣଙ୍କ ଭିତରେ ସେ ଲୋଭ ଟା ଆଣନ୍ତୁ ନା ମୁଁ ଆଜ୍ଞା ଏମିତି ଆଜ୍ଞା କରିବି। ବୁଝିପାରିଲେ? ହୁଁ, ଏଇ ଆଜ୍ଞା ଯୋଉ ଆଜ୍ଞା ବିଷୟ ସଂଘର୍ଷ ଯଦି ଟିକେ ହେଇଗଲା ନା ଏବେ ଦେଖନ୍ତୁ ଆମେ ଏଇ ସବୁ ଡିସକସନ କରୁଛେ ଆମ ଭିତରେ ଗୋଟେ ଉତ୍ସାହ ଉଦ୍ଦୀପନା ଗୋଟେ ଅଛି ଭକ୍ତି ପାଇଁ। ନିଶ୍ଚିତ। ତାପରେ କିଛି ସମୟ ପରେ ଅଲ୍ ଦେଖନ୍ତୁ ଗ୍ଲୋରିଜ ଟୁ ଶିଲ ପ୍ରଭୁପାଦ କି ମାନେ ଆମେ ମତେ ଏତେ ଉପରକୁ ଉଠିନୁ ଫେର ବି ଲାଗୁଛି ଆଜ୍ଞା ମାନେ ଦିନରେ ସକାଳୁ ଯୋଉ ବ୍ରହ୍ମ ମୁହୂର୍ତ୍ତରେ ଉଠୁଛୁ ତାପରେ ଆଜ୍ଞା ରାତି ଶୋଇଲା ପର୍ଯ୍ୟନ୍ତ ଆଟଲିଷ୍ଟ କାର୍ତ୍ତିକ ମାସ ଟା ଲାଗୁଛି କି ଆଉ ଟିକେ କରିଦେବି କି ଆଉ ଗୋଟେ ହଁ। ଏଇଟା କଲେ ଏଇଟା ହବ ଏଇଟା କଲେ ଏଇଟା ମାନେ ଆକ୍ଚୁଆଲି ସେଇଟା ମାନେ ସତ କଥା। ସମସ୍ତଙ୍କର ହଉଛି। ଏମିତି ନିୟମ ଟା ମାନେ ଶିଲ ପ୍ରଭୁପାଦ ଦେଇ ଦେଇଛନ୍ତି ଆମ ଭଳିଆ ଲୋକ ବି ବାନ୍ଧି ହେଇ ପଡିଛନ୍ତି। ନହେଲେ କେବେ ବି ଆମେ କିଛି କରିପାରିନଥାନ୍ତେ। ବୁଝିପାରିଲେ? ତାପରେ ଆସିଲା ଅହଙ୍କାର ପରିଗ୍ରହ ପରେ ବଳମ ଆସିଲା। ବଳମ ମାନେ କଣ ଅନାଦି ସଂସ୍କାରରୁ ନିଜକୁ ମୁକ୍ତ କରିବା ଏଇଟା ହରେକୃଷ୍ଣ ଜପ ଦ୍ଵାରା ସମ୍ଭବ। ମାନେ ସେଇ ଯୋଉ ସଂସ୍କାରର ବଳଟା ଯୋଉଟା ସେଇଥିରୁ ଆପଣ ବାହାରି ପାରିବେ। ଦର୍ପମ ଦେହ ଅଭିମାନରୁ ଜାତ ମିଥ୍ୟା ଗର୍ବ ସେଇଥିରୁ ବାହାରିବେ। କାମମ ପ୍ରାରବ୍ଧ ସରିଗଲେ ମିଳିଥିବା ବସ୍ତୁ ମଧ୍ୟ ଚାଲିଯାଏ। ତାର କାମନା ବା ଇଚ୍ଛାର ତ୍ୟାଗ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଦେଖନ୍ତୁ। ଗୀତା ଭୂଷଣ ଟୀକାରେ ଦିଆ ହେଇଛି ସମସ୍ତେ ଧ୍ୟାନ ଦେଇ ଶୁଣନ୍ତୁ। କାମ ଅର୍ଥ କଣ? କାମନା ତ ଅର୍ଥ ଆମେ ସମସ୍ତେ ଜାଣିଛେ ବିଭିନ୍ନ ବସ୍ତୁର କାମନା କରିବା। କିନ୍ତୁ ଏଇଠି କଣ ଲେଖିଛନ୍ତି ଯେ ପ୍ରାରବ୍ଧ ସରିଗଲେ ମିଳିଥିବା ବସ୍ତୁ ଆପଣଙ୍କ ପାଖରୁ ଚାଲିଯିବ। ଆଜି ଯୋଉ ବସ୍ତୁ ଆପଣଙ୍କ ପାଖରେ ନାହିଁ କାରଣ ହେଲା ଆପଣଙ୍କ ପ୍ରାରବ୍ଧରେ ସେଇଟା ନାହିଁ। ତ ସେଇଭଳି ବସ୍ତୁ ଯେତେବେଳେ ଆପଣଙ୍କ ପାଖରୁ ନାହିଁ କିମ୍ବା ଥିଲା ଆଉ ଚାଲିଗଲା ସେଇଟା ର ତ୍ୟାଗ ହଉଛି କାମନାର ତ୍ୟାଗ। ଏଇ କଥା ବିଚାରକୁ ଆସିବା କଥା କି ଏଇଟା ମୋର ଭାଗ୍ୟରେ ନାହିଁ ଦୁଃଖ କରିବାର କିଛି ନାହିଁ। କ୍ରୋଧ ପରିସ୍ଥିତି ନିୟନ୍ତ୍ରଣରେ ନ ରହିଲେ ବା ଅନୁକୂଳ ନହେଲେ କ୍ରୋଧ ଆସେ। ସେଇଟା ବି ପରିତ୍ୟାଗ କରିବା। ଏଇଭଳି ଯଦି ବହୁତ ଜିନିଷ ଗୁଡା ସବୁ ଯୋଉ କୁହାଗଲା ଏଇ ସବୁ ହଉଛି ବ୍ରହ୍ମଭୂତ ଅବସ୍ଥା। ଏଇ ବ୍ରହ୍ମଭୂତ ଅବସ୍ଥା ବହୁତ ବଡ ଜିନିଷ ଆମ ପାଇଁ ନୁହଁ ଏମିତି ବିଚାର କରିବା କଥା ନୁହଁ ଏ ପ୍ରତ୍ୟେକ ସାଧକ ଏଇଟାକୁ ଚେଷ୍ଟା କରିବା କଥା କି ଏଇ ଗୁଣ ମାନେ ମୋ ଭିତରେ ଅଛି କି ନାହିଁ। ଆମେ କାହିଁକି ଆମେ ପଢିବା 13 ରୁ 18 ଅଧ୍ୟାୟ 13 ରୁ 18 ଅଧ୍ୟାୟ ପଢିବାର କାରଣ ହେଲା ସାର୍ଟିଫିକେଟ ନୁହଁ। ଏଇ ଗୁଣ ମାନେ ଆମ ଭିତରେ କେମିତି ଆମେ ଡେଭଲପ କରିବା। ଯଦି ଡେଭଲପ କରିପାରିଲା ତାହେଲେ 13 ରୁ 18 ଅଧ୍ୟାୟ ଆମେ ପଢିଲେ ଆମର କିଛି ଗୋଟେ ଲାଭ ହେବ। ଶ୍ଲୋକ 54 କୁ ଯିବା। ब्रह्मभूतः प्रसन्नात्मा न शोचति न काङ्क्षति समः सर्वेषु भूतेषु मद्भक्ତି ଲଭତେ ପରାମ୍। ଯେ ଏହି ପ୍ରକାରେ ଦିବ୍ୟ ସ୍ତରରେ ଅବସ୍ଥାନ କରେ ସେ ସାଙ୍ଗେ ସାଙ୍ଗେ ପରମ ବ୍ରହ୍ମକୁ ଜାଣିପାରେ। ସେ କୌଣସି ପ୍ରକାର ଦୁଃଖ ପ୍ରକାଶ କରେ ନାହିଁ କିମ୍ବା କିଛି ପାଇବାକୁ ଇଚ୍ଛା କରେ ନାହିଁ। ସେ ସମସ୍ତ ଜୀବଙ୍କୁ ସମାନ ଭାବରେ ଦେଖେ। ସେ ଅବସ୍ଥାରେ ସେ ମୋର ଶୁଦ୍ଧ ଭକ୍ତି ଲାଭ କରେ। ହରେ କୃଷ୍ଣ। ବ୍ରହ୍ମଭୂତ ସ୍ଥିରରେ 3ଟି ଲକ୍ଷଣ କଥା ଭଗବାନ କହିଛନ୍ତି। ଯେ କଣ ଯେ ବ୍ରହ୍ମଭୂତ ସ୍ତରରେ ଅଛି କି ନାଇଁ ଅଛି କେମିତି ଜାଣିବେ ଆପଣ?
तार गोटे कौन गोटे कसोटी पत्थर थिया कथा ना आमे जानी परिबानी आमे ब्रह्मभूत स्तर रे अछु कि नै कहीं गुण गुड़ा केतेटा गुण देले 1 2 3 4 5 6 7 8 9 10 11 12 ये 12 ରୁ 15 ଭିତରେ ଯୋଉ ଗୁଣ ସବୁ ଦିଆଗଲା ସେ ଗୁଣଟା ଆମ ଭିତରେ ଆସୁଛି ନ ଆସୁଛି ଜାଣିବାଟା ଗୋଟେ କଷ୍ଟକର ବ୍ୟାପାର ତ ଭଗବାନ ତାପର ଶ୍ଲୋକରେ କହିଦେଇଛନ୍ତି ଯେ କେମିତି ତିନିଟି ଲକ୍ଷଣ କଣ କଣ ଯେ କଣ ଆପଣ ସର୍ବଦା ପ୍ରସନ୍ନ ରହୁଛନ୍ତି କି ଆପଣ କେବେ ଦୁଃଖ କରୁଛନ୍ତି କି ଆପଣଙ୍କର କୌଣସି ଇଚ୍ଛା ହେଉଛି କି କୌଣସି ନୂଆ ଜିନିଷ ପ୍ରତି ଆପଣ ସମସ୍ତଙ୍କ ପ୍ରତି ସମଭାବାପନ୍ନ ଅଟନ୍ତି କି ଯାହାକୁ ଦେଖୁଛନ୍ତି ଆପଣଙ୍କର ପୁଅ ହେଇଥାଉ ୟା ବାହାରେ ବୁଲୁଥିବା ଗୋଟେ ସାଧାରଣ ବାଳକ ହେଇଥାଉ ଦି ଜଣଙ୍କ ଭିତରେ କୌଣସି ଫରକ ନାହିଁ ଇଏ ବନ୍ଧୁ ଆସିଲେ ମତେ ଭଲ ଲାଗେ ଇଏ ମତେ ଭଲ ଭଲ କଥା କହେ ସେ ବନ୍ଧୁ ଆସିଲେ ମୁଁ ଲୁଚିବି ଏଇ ଟାଇପର ବ୍ୟବହାର ଅଛି କି ଆପଣଙ୍କର ନାଇଁ ଯେ କେହି ବି ଆସିଲା ଆପଣ ସମାନ ଦୃଷ୍ଟି ସମସ୍ତଙ୍କର ଏଇ ଯୋଉ ତିନିଟି ଲକ୍ଷଣ ଯଦି ଉପସ୍ଥିତ ହେଇଗଲା ତାହେଲେ ଆପଣ ଜାଣିବେ ଯେ ଆପଣ ବ୍ରହ୍ମଭୂତ ସ୍ତରରେ ଅଛନ୍ତି ବ୍ରହ୍ମଭୂତ ସ୍ତର ଦି ପ୍ରକାର ଲୋକ ଦି ପ୍ରକାର ହିସାବରେ ବୁଝନ୍ତି ଶିଳ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟରେ ଦିଆହେଇଛି ଯେ ଗୋଟେ ହଉଛି ମାୟାବାଦୀ ମାନଙ୍କର ଗୋଟେ ଭାବିବା କଥା ଯେ ସେମାନେ ବ୍ରହ୍ମଭୂତ ସ୍ତର କାହାକୁ କହନ୍ତି ସେଇଟା ମାୟାବାଦୀ ମାନେ କିଏ ଯୋଉମାନେ ନିର୍ଗୁଣ ନିରାକାରବାଦୀ ଯୋଉମାନେ ଯେ ଭଗବାନଙ୍କର କୌଣସି ରୂପ ନାହିଁ ଯୋଉମାନେ ବିଚାର କରନ୍ତି ସେମାନେ କଣ ସେଇ ଯୋଉ ବ୍ରହ୍ମବାଦୀ ମାନେ ସେମାନେ କଣ କହୁଛନ୍ତି ସେମାନେ ବ୍ରହ୍ମଭୂତ ସ୍ତର ଅର୍ଥ ବ୍ରହ୍ମ ସହିତ ଏକ ହେଇଯିବା ବ୍ରହ୍ମଭୂତ ସ୍ତର ପାଇଗଲୁ ଆମେ ବ୍ରହ୍ମ ସହିତ ଏକ ହେଇଗଲୁ ଆଉ ଭକ୍ତ ପକ୍ଷରେ କଣ ଯୋଉଟା ସଗୁଣ ସାକାରବାଦୀ ସେମାନେ କଣ କହିଲେ ଭଗବାନଙ୍କର ସେବାରତ ଯୋଉମାନେ ହେଇଯାଇଛନ୍ତି ଦିନ ରାତି ଭଗବାନଙ୍କର ସେବାରେ ଅଛନ୍ତି ସେମାନେ ମୁକ୍ତ ଅଟନ୍ତି ସେମାନେ ବ୍ରହ୍ମଭୂତ ଅବସ୍ଥା ପ୍ରାପ୍ତ କରିସାରିଛନ୍ତି କାହିଁକି କୌଣସି ବି ଯୋଉଟା ବି କର୍ମ ସେମାନେ କରୁଛନ୍ତି ସେଟା ସେ ନିଜ ପାଇଁ ସେ କର୍ମଟା କରୁଥିଲେ ସିନା ସେମାନେ ବାନ୍ଧି ହେଇଥାନ୍ତେ ସେ କର୍ମ ଭଗବାନଙ୍କ ପାଇଁ କଲେ ଆଉ ଭଗବତ କର୍ମଟା କଣ ବନ୍ଧନ ହବ ନାହିଁ ତ ମୁକ୍ତ ଷ୍ଟେଜ ସେଟାକୁ ବ୍ରହ୍ମଭୂତ ସ୍ତର ବୋଲି କୁହାଯାଏ ଭକ୍ତିର ଉଚ୍ଚ ସୋପାନରେ ସେବ୍ୟ ଆଉ ସେବକ ମଧ୍ୟରେ କୌଣସି ଭେଦ ନଥାଏ ଏଇ ଯୋଉ କୁହାଗଲା ଏଇଠି ଭଗବାନ ଏଇ ଶ୍ଲୋକରେ କଣ ଦେଖନ୍ତୁ ଏଇ ଶ୍ଲୋକରେ ଗୋଟେ ଜିନିଷ କୌଣସି ମାୟାବାଦୀ ଆପଣଙ୍କୁ କହିପାରେ କି ଏଠି କଣ ଲେଖା ହେଇଛି ଏଟା ଗୋଟେ ଜାଗାରେ ଏମିତି ଲେଖା ହେଇଛି ଯେ ସେଠି କହୁଛନ୍ତି କି ମୋ ଭିତରେ ପଶିଯାଏ ବୁଝିପାରିଲେ ବିଶତେ ତଦନ୍ତରମ 55 ରେ ଅଛି ମୁଁ ଆପଣଙ୍କୁ କହିବି ସେଇଟା କିନ୍ତୁ ଏଇଥିରେ କଣ ଏଇଥିରେ ଅର୍ଥଟା ଅଲଗା ହେଇଯିବ ଯେତେବେଳେ ଆପଣ ଗୋଟେ ଉଚ୍ଚ ସ୍ତର ପ୍ରାପ୍ତ କରିବେ ଭକ୍ତିର ସୋପାନରେ ସେତେବେଳେ ଆପଣ ଭକ୍ତ ଆଉ ଭଗବାନ ଆଉ ଅଲଗା ହେଇକି ରହିବେ ନାହିଁ ଏକ୍ସାମ୍ପଲ କଣ ବ୍ରହ୍ମ ବିବନ ଲୀଳାରେ ଭଗବାନ ଶ୍ରୀକୃଷ୍ଣ ଗୋପ ସଖା ମାନଙ୍କ ସାଙ୍ଗରେ ଏକା ସ୍ତରରେ ହେଇକି ଲୀଳା କରୁଛନ୍ତି ତାଙ୍କ ମୁହଁରୁ ଅଇଁଠା ଆଣିକି ନିଜେ ଖାଉଛନ୍ତି ଆଉ ଗୋପ ସଖା ମାନେ ବି ଭଗବାନଙ୍କ କୃଷ୍ଣଙ୍କ ମୁହଁରୁ ନେଇକରି ଖାଉଛନ୍ତି ତ ଏଇ ଟାଇପରେ ଭକ୍ତ ଆଉ ଭଗବାନ ତତ୍ଵ ଅନୁସାରେ ସିନା ଭଗବାନ ବହୁତ ବଡ ଆମେ ବହୁତ ଅଣୁ ସେ ବହୁତ ବିଭୁ କିନ୍ତୁ ଭକ୍ତିରେ ଆଉ ସେ ବିଭୁ ଆଉ ଅଣୁ ରହିଲା କି ସେମାନେ ଗୋଟେ ସ୍ତରରେ ଭଗବାନ କୃଷ୍ଣଙ୍କ ସାଙ୍ଗରେ ଲୀଳା କରୁଛନ୍ତି ବୁଝିପାରିଲେ ତ ଏଇଥିରେ ଯୋଉ ଭଗବାନଙ୍କ ମାନେ ବ୍ରହ୍ମ ସହିତ ଏକ ହେଇଯିବା କଥା ଯୋଉ ଲେଖା ହେଇଛି ଆପଣ ସେଇଟା ବୁଝି ଯାଆନ୍ତୁ ସେ ଏକ ହେଇଯିବାଟା କଣ ଭକ୍ତ ପାଇଁ ଏଇ ଟାଇପର ଏକ ହେଇଯିବା କିନ୍ତୁ ମାୟାବାଦୀ ମାନେ କଣ କହୁଛନ୍ତି ଲାଇଟରେ ଲାଇଟ ମିଶି ଗଲା ଏଇଟା ନୁହଁ ଭକ୍ତ ଯୋଉ ଏକ ହଉଛି ସେଇ କଥା କୁହାଯାଉଛି ଛୋଟ ଜିନିଷ ଖାଲି ସେଟା ଦେଖିପାରିବା କଥା ଶୁଦ୍ଧ ଭକ୍ତ ବ୍ରହ୍ମଭୂତ ସ୍ତରର ସମସ୍ତ ମାନବ ଦଣ୍ଡକୁ ପୂର୍ଣ୍ଣ କରେ ଯଦି ଜଣେ ଜଣେ କହିବ ବ୍ରହ୍ମଭୂତ ତମେ କେମିତି ହେଲ ବ୍ରହ୍ମ ୱାର୍ଡ ଟା ଲଗା ହେଇଛି ନା ବ୍ରହ୍ମଭୂତ ଏଟା କଣ ମାୟାବାଦୀ ମାନଙ୍କ ପାଇଁ କି ବ୍ରହ୍ମଭୂତ ଅବସ୍ଥା ନା ବ୍ରହ୍ମ ସାଙ୍ଗେ ଏକାକି ହେଇଗଲା ନାଇଁ ଭକ୍ତ ପାଇଁ ବ୍ରହ୍ମଭୂତ ଅବସ୍ଥା କଥା ମୁଁ କହିଲି ଯୋଉ ଉଦାହରଣଟା ଆପଣଙ୍କୁ ଦେଇଦେବି ଭକ୍ତ ଓ ଭଗବାନ ଏକ ହେଇଯାଇଛନ୍ତି ଆଉ ତାଙ୍କ ଭିତରେ କୌଣସି ଡିଫରେନ୍ସ ନାହିଁ ଯେ ପ୍ରସନ୍ନ ଆତ୍ମା ଭଗବାନ କହିଲେ ସେ ସବୁବେଳେ ଶୁଦ୍ଧ ଭକ୍ତ କୃଷ୍ଣ ଚିନ୍ତା ଛଡା ଅନ୍ୟ କୌଣସି ଚିନ୍ତା ନଥିବାରୁ ସ୍ୱଭାବତଃ ସେ ସର୍ବଦା ହର୍ଷୋତ୍ଫୁଲ୍ଲ ଅବସ୍ଥାରେ ଥାଏ କୌଣସି ଭୌତିକ ଲାଭ କ୍ଷତିରେ ସେ ଦୁଃଖ ପ୍ରକାଶ କରେ ନାହିଁ
ପ୍ରଭୁଜୀ न ଆପଣ କଣ ଶୋଚତି न। ଏଠି ଟିକେ ପ୍ରଭୁଜୀ ହରେ କୃଷ୍ଣ ଏଠି କଣ ଆପଣ କହିବାକୁ ଚାହୁଁଛନ୍ତି କି ମାନେ ଯେମିତି ଭକ୍ତ ପାଇଁ ବ୍ରହ୍ମଭୂତ ଅବସ୍ଥାର ଡେଫିନେସନ ଟା ଗୋଟେ ଅଲଗା ହବ ଆଉ ଗୋଟେ ମାୟାବାଦୀ ପାଇଁ ଅଲଗା ହବ। ଆଜ୍ଞା, ମାୟାବାଦୀ ମାନେ ଭାବୁଛନ୍ତି ଯେ ବ୍ରହ୍ମ ସାଙ୍ଗରେ ଯେତେବେଳେ ମିଳେଇ ଗଲେ ସେମାନେ ସେଇଟା ବ୍ରହ୍ମଭୂତ ସ୍ତର ହେଇଗଲା। କିନ୍ତୁ ଭକ୍ତ କଣ ସର୍ବଦା ଯୋଉ 24 ଆୱାର୍ସ 24 ଘଣ୍ଟା ଯୋଉ ଭଗବାନଙ୍କର ସେବାରେ ରହିଲା ତ ସେଇଟା ବି ସେ ବ୍ରହ୍ମଭୂତ ଅବସ୍ଥା ପ୍ରାପ୍ତ କରିଗଲା। ତାର ଉଦାହରଣ ମୁଁ ଦେଲି ଯେ ଗୋଟେ ଅବସ୍ଥା ଏମିତି ଆସିବ ଭକ୍ତ ଭଗବାନ ଭିତରେ ଆଉ କୌଣସି ପାର୍ଥକ୍ୟ ରହିଲା ନାହିଁ। ଯେମିତି ଗୋପ ସଖା ମାନଙ୍କ ସାଙ୍ଗରେ ଭଗବାନ କୃଷ୍ଣଙ୍କ ଲୀଳା କି ଏଇପରି ଅନେକ ଭକ୍ତ ଅଛନ୍ତି ଯେ ସେମାନେ ଭଗବାନଙ୍କର ସାଙ୍ଗରେ ସମାନ ହେଇକିରି ସେମାନେ ଏଇଟା କରୁଛନ୍ତି। ଭଗବାନଙ୍କ ସାକ୍ଷ୍ୟ ଭାବରେ ଅଛନ୍ତି ଗୋଟେ ଭକ୍ତ ବୃନ୍ଦାବନର। ସେ କଣ କଲେ, ସେ ଗଲେ ତାଙ୍କ ଝିଅ ଦେଖିବା ପାଇଁ, ସେ ଗଲେ ତାଙ୍କର ବାହା ହେବା ପାଇଁ। ଭଗବାନ କୃଷ୍ଣଙ୍କର ସେ କଣ କଲେ, ତୁ ତ ଏଠୁ ବସିଛୁ, ଏଠି ତୋର କିଛି କାମ ନାହିଁ, ତୋ ସାର୍ଟ ଟା ମତେ ଦେଇ ପକା। ସେ ଭଗବାନ ଯୋଉ ବସ୍ତ୍ର ପିନ୍ଧିଥିଲେ ସେ ବସ୍ତ୍ରକୁ ଖୋଲି ପକେଇଲେ ଆଉ ନିଜେ ପିନ୍ଧିକିରି ପଳେଇଲେ ଝିଅ ଦେଖିବା ପାଇଁ। ଆସିଲା ବେଳକୁ ଦେଖିଲେ ଯେ ତାଙ୍କର ସମସ୍ତେ କହିଲେ, ତାଙ୍କୁ ଗାଳି କଲେ କି କାହିଁ ଭଗବାନଙ୍କର ବସ୍ତ୍ର ଖୋଲି ପକେଇବୁ, ତୋର ଏତେ ସାହସ। କିନ୍ତୁ ସେ ସାକ୍ଷ୍ୟ ଭାବରେ ଥିଲେ, ଭଗବାନ ତାଙ୍କୁ ଗ୍ରହଣ କରିଛନ୍ତି। ତ ବୁଝିପାରିଲେ, ଏଇଟା ଗୋଟେ ସ୍ତରରେ ପଳେଇ ଆସିଲେ, ସେଇଟା ହଉଛି ବ୍ରହ୍ମଭୂତ ସ୍ତର ଆମ ପାଇଁ। ଆଉ କୋଉଟା ବେଶୀ ରିଏଲିଷ୍ଟିକ ଲାଗୁଛି ଆପଣ ମାନେ ନିଜେ ଚିନ୍ତା କରନ୍ତୁ। ମୁଁ ଯାଇକିରି ଲାଇଟରେ ଲାଇଟ ହେଇଗଲି, କଣ ଲାଭ ସେଥିରେ ହେଲା? ଚୈତନ୍ୟ ମହାପ୍ରଭୁ ଏ କଳି ଯୁଗରେ ଶୁଦ୍ଧ ଭକ୍ତିର ପ୍ରଚାର କରିଛନ୍ତି। ତାଙ୍କ କୃପା ଦ୍ଵାରା କେବଳ ଏ ବ୍ରହ୍ମଭୂତ ସ୍ତର ପ୍ରାପ୍ତ ହେଇପାରିବ ବୋଲି ଶିଳ ପ୍ରଭୁପାଦ ତାଙ୍କର ତାତ୍ପର୍ଯ୍ୟରେ ଲେଖିଛନ୍ତି। କେମିତି ଆମେ ବ୍ରହ୍ମଭୂତ ସ୍ତର ପାଇପାରିବା ନା ଆମେ ନିଜ ଚେଷ୍ଟାରେ ପାଇପାରିବା ନାହିଁ। ଚୈତନ୍ୟ ମହାପ୍ରଭୁଙ୍କ କୃପାରେ ଆମେ ଯୋଉ ଗୌଡୀୟ ବୈଷ୍ଣବ ଧାରା ବ୍ରହ୍ମବାଦୀୟ ଗୌଡୀୟ ସମ୍ପ୍ରଦାୟରେ ଆସିଛେ, ଶିଳ ପ୍ରଭୁପାଦଙ୍କ କୃପାରୁ ଆମକୁ ଯୋଉ ଧାରା ଦିଆହେଇଛି ସେଇ ଧାରାରେ ଆମେ ଭଗବାନଙ୍କର ଭକ୍ତି କରି କରି ଚାଲିବା। ଗୋଟେ ଦିନ ଆସିବ ଚୈତନ୍ୟ ନିତାଇ ଗୌରଙ୍କ କୃପାରୁ ଆମକୁ କଣ ହବ, ବ୍ରହ୍ମଭୂତ ସ୍ତର ଆମେ ଜାଣି ବି ପାରିବାନି ଆଉ ସେ ସ୍ତର ଆମେ ପାଇଯିବା। ଏଇଟା କୁହାଗଲା। ଶ୍ଲୋକ 55। ଲୀଲା ରାଣୀ ମାତାଜୀ ଶ୍ଲୋକ 55 ପାଠ କର। ନହେଲେ ଜାହ୍ନବା ମାତାଜୀ ପାଠ କର। ଆଜ୍ଞା ପ୍ରଭୁଜୀ। ଲୀଲା ରାଣୀ ମାତାଜୀ ନାହାନ୍ତି ବୋଧେ? ଆମେ ମାତ୍ର ଫାଷ୍ଟ ଅଛୁ ମୋର ଆବାଜ ଶୁଣା ଯାଉଛି? ହଁ ପାଠ କର। ଶ୍ଲୋକ 55। ମୋର ଭଏସ ଟା ଶୁଣା ଯାଉଛି? ଆଜ୍ଞା ମାତାଜୀ। ଭକ୍ତ୍ୟା ମାମ ବିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ୱତଃ ତतो ମାಂ ତତ୍ତ୍ୱतो ଜ୍ଞାତ୍ୱା ବିଶତେ ତଦନନ୍ତରମ୍। ଅନୁବାଦ, କେବଳ ଭକ୍ତି ଯୋଗରେ ହିଁ ବ୍ୟକ୍ତି ପରମ ପୁରୁଷ ଭଗବାନଙ୍କୁ ସ୍ୱରୂପତଃ ଜାଣିପାରେ ଏବଂ ଯେତେବେଳେ ସେ ଏ ପ୍ରକାର ଭକ୍ତିରେ ପୂର୍ଣ୍ଣ ଭଗବତ ଚେତନାରେ ଅବସ୍ଥାନ କରେ ସେତେବେଳେ ସେ ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିପାରେ। ବିଶତେ ତଦନ୍ତରମ୍। ଏ- ଏଇ ଯୋଉ ଗୋଟେ ଶବ୍ଦ ଆସିଲାନି ଏଇଠି, ବିଶତେ ପ୍ରବେଶ କରେ, ତଦ୍ ଅନ୍ତରମ୍, ଏହାପରେ ଏଇଟାକୁ ମାନେ ମାୟାବାଦୀ ମାନେ କହିବେ କି ଦେଖନ୍ତୁ ପ୍ରବେଶ କରେ କଥା କୁହାଗଲା, କିନ୍ତୁ ସେଇଟା ନୁହଁ। ଏଇଟା ଆମେ ପୂର୍ବ ଶ୍ଲୋକରେ କହିଲେ, ଏଇ ଶ୍ଲୋକରେ ବି ଆମେ ଦେଖିବା ଏଇଟା। ଭଗବାନ ଦେଖନ୍ତୁ ଭଗବତ ଗୀତା 7ମ ଅଧ୍ୟାୟର 25 ନମ୍ବର ଶ୍ଲୋକରେ କଣ କହିଲେ, ନାହମ୍ ପ୍ରକାଶ ସର୍ବସ୍ୟ, ଯିଏ ସେ ପ୍ରତ୍ୟେକ ଠାରେ ପ୍ରକାଶିତ ହୁଅନ୍ତି ନାହିଁ। ଚାରି ପ୍ରକାର ମୂଢ ଲୋକ ଆଗରେ ପ୍ରକାଶିତ ହୁଅନ୍ତି ନାହିଁ। ତାଙ୍କର ଯୋଗ
माया समावृता जोग माया द्वारा से आवृत ही रहती। तो ये भगवान से कथा कहते केवल शास्त्र ज्ञान बा पांडित्य भगवान को बुझी हब ना, मानसिक चिंतन द्वारा भगवान को बुझी हब ना। अभक्त माने भगवान को केबे भी जानी पारिबे नहीं। केवल जड़े उपयुक्त गुरु शुद्ध भक्तंकर अधीन रे रही जदि आपण भक्ति योग अभ्यास कले ताहेले भगवान कृपा करी तांको प्रकाश करिवे। शुद्ध भक्तंकर अधीन रे रहिबाकू ही पड़िबो। अच्छा एइटा देखंतु गोटे कथा कोना कहबो, शुद्ध भक्तंकर अधीन रे आमे रहिचे कि नहीं? आमे रहिचे। आमे शिल प्रभुपादकर आ हमर गुरु महाराजकर अधीन रे आमे रहिचे। सेथि में आज आमे एई कथा बुझी पाउची। जो एई श्लोकटा आम निज प्रैक्टिकल लाइफ रे कोन काम करूची आपण निजे अनुमान करंतु। अच्छा एई टाइप रो जदि गोटे आपण को जीवन शैली न मिली थांता आपण कोन बुझी पारथांते? आपण किछि किछि बुझी पार न थांते। किए भगवान कौन करवा कथा सकाल उठिले कौन करी मला परे कुआड़े जीवी किछि भी आपण बुझी पार न थांते। जड़े उपयुक्त गुरु शुद्ध शुद्ध भक्तंकर आमे आश्रय नहींचे ताहले भगवान कहउचंदी जे भगवान का कृपा करी तांको प्रकाश करिवे। भगवान को लोकरे से ही प्रवेश करि पारबो जे भलो भाबरे कृष्ण विज्ञान को बुझी पारिछि। विशदे तदंतरम, विशते अर्थ प्रवेश करे। मायावादी मानक पई ब्रह्म रे प्रवेश करिबा एटा ए अर्थ नुह। ए श्लोक रे मायावादी माने कहबे कि नहीं प्रवेश करे देखिले आमे भगवान को जगह रे प्रवेश करि जु नहीं। गोटे सबुज सुख पक्षी गोटे सबुज वृक्ष रे जेतेबेले प्रवेश करे से आखि को देखा जाए नहीं। आपण देखिबे वृक्ष रे से वृक्ष रे लीन हो गला भले आपण को लागिवो से पक्षीटा कुआडे पळेला, किंतु से पक्षीटा से भितरे अछि से सबुज वृक्ष। आपण निहाती पाकु जिवे जदी आपण को देखा जिवो सबुज पक्षीटा। सेही भलिया आमे निर्विशेषवादी मानकर जो उदाहरण दिया होउची सेटा केबे भी आमे आमर जो व्यक्तित्व को आमे हरेबा नहीं। भक्त और भगवान सबु बेले दीटा वस्तु ही रहिबे। भगवान भक्त टू सेवा नेबे मिले जीवे नहीं केबे। निर्विशेषवादी माने आउ गोटे उदाहरण दियंती शिल प्रभुपाद तांकर तात्पर्य रे लिखिथि नदी माने जेपरी समुद्र रे मिसी नदी तार सत्ता हराई दिए आ समुद्र सह एकाकार हो जाए से भली माने आत्माटा परमात्मा संगे माने ब्रह्म संगे मिसी गला। एटा तांकर कहबा कथा ब्रह्म ज्योति संगे मिसी गला। किंतु सेही सुख से माने पाई पारुथिबे आमे सेही सुख हमकु दरकार नहीं। भक्त तार स्वतंत्रता केबे हरेबो नहीं। भक्ति जोगरे भक्त भगवान कर सेवा करी सुख पाए एकाकार है कि नहीं। भक्ति जोगरे भक्त भगवान को बुझी पारे और वो तांको धाम रे प्रवेश करे। तांकर धाम को गले कोन आपनकर व्यक्तित्व कोन माने उभे गला कि आपण सबुदिन पई सेठी रहिबे भगवान कर सेवा करिवे। आ भगवान कर आपण जदि सेवा करिवे ताहले कोन हो आस्ते आस्ते समस्त भौतिक दोष आपण मुक्त हो जिवे और आस्ते आस्ते ब्रह्मभूत स्तर आपण प्राप्त करि परिबे। वेदांत सूत्र रे कोन कहै छि अप्राणयात तत्रापि हि दृष्टम। मुक्ति परे मध्य भक्ति जोगरे भक्त सेवा करि चलते। एटा कोन देखो वेदांत सूत्र रे भी क्लियरली लिखा है मुक्ति परे मिलई गला ब्रह्म रे एटा नहीं। वेदांत सूत्र रे लिखा है जे मुक्ति परे मध्य भक्ति जोगरे भक्तर सेवा केबे बंद हुए नहीं। से सर्वदा तार स्वरूप स्थिति रे थाए। माने स्वरूप स्थिति कोन हमर गोटे व्यक्तित्व आमे केबे छाड़ी पारिबा नहीं। श्लोक 56 रु 60 पर्यंत एबे कृष्ण सेवा रे कर्म केमती करा जिवो सेटा कहै जाउची। श्लोक 56 कोन सर्वकर्माणपि सदा कुर्वाणो मद्व्यापाश्रयः मत्प्रसादात् वाप्नोति शाश्वतम पदम अव्ययम। मोर भक्त जदियो समस्त कर्म रे नियुक्त थाए तथापि मोर सुरक्षा हेतु मो कृपारु से शाश्वत अव्यय पद लाभ करे। पूर्व श्लोक रे भगवान कोन कहिले जे किपरि गोटे ज्ञानी जोगी कृष्ण चेतना रे सर्वोच्च सिद्धि लाभ पाई परिबो। सर्वदा भगवत सेवा ही ब्रह्मभूत स्तर अटे। एडा कोन ज्ञानी जोगी मान को कहिले कि तमे जो भाबुच कि ब्रह्म रे मिलई जिबाटा ही एडा ब्रह्मभूत सेडा नुह। सेवा द्वारा ही ब्रह्मभूत स्तर प्राप्त ही परिबो। वर्तमान भगवान कौन कहते श्लोक 56 रु 66 माने 10टा श्लोक रे भक्ति विषय रे भगवान कहते मद व्यापाश्रय गोटे शब्द भगवान ये कहते माने कौन भगवान कर आश्रय रे बा सुरक्षा रे जड़े शुद्ध भक्त निर्देश रे समस्त कार्य करे।
ଆପଣ ଯଦି ଆଶ୍ରୟଟା ଯଦି ଆପଣ ନେଇନାହାନ୍ତି ତାହେଲେ ଆପଣ ବିପଦ ସଂକୁଳିତ ଅବସ୍ଥାରେ ଅଛନ୍ତି। ଆପଣ ଆଶ୍ରୟ ନେଇଛନ୍ତି କି? ଆପଣ କାହା ଆଶ୍ରୟରେ ଅଛନ୍ତି? ସର୍ବଦା ଭକ୍ତ ସଙ୍ଗ କରୁଛନ୍ତି କି? କି ଆପଣ ମନମାନି ଆଚରଣ କରୁଛନ୍ତି? ଦୀକ୍ଷା ନେଲା ପରେ ବି ଆମେ ଭାବିବା ଉଚିତ ନୁହଁ ଯେ ଆମେ ସବୁ କିଛି ଜାଣି ସାରିଛେ। ଆମକୁ ସବୁବେଳେ ଭକ୍ତର ଆଶ୍ରୟରେ ଆମକୁ ରହିବାକୁ ପଡିବ। ମଦ୍ ବ୍ୟାପାଶ୍ରୟ ମାନେ ଭଗବାନଙ୍କର ଆଶ୍ରୟରେ ବା ଗୁରୁଙ୍କର ଆଶ୍ରୟରେ କାର୍ଯ୍ୟ କରିବାର ଅର୍ଥ ହେଲା ଭକ୍ତ ପାଇଁ ଭଗବାନଙ୍କର ସେବା ନିମିତ୍ତ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଆପଣ କଣ କରିବେ? 24 ଘଣ୍ଟା କୃଷ୍ଣଙ୍କର କର୍ମ ଆଉ ସେବାରେ ନିଯୁକ୍ତ କରିବେ ଭକ୍ତ ସଙ୍ଗ କରିକି। ମତ୍ ପ୍ରସାଦାତ ଅବାପ୍ନୋତି ଶାଶ୍ୱତମ ପଦମ ମାନେ କଣ? ଯିଏ ସର୍ବଦା ଏ ପ୍ରକାର କୃଷ୍ଣ କର୍ମରେ ରତ ଥାଏ, ମତ୍ ପ୍ରସାଦାତ ମୋର ପ୍ରସାଦରେ ମୁଁ କୃପା କରିବି, ଭଗବାନ ସଦୟ ଯିବେ ତା ପାଇଁ। ଆଉ ଯେତେ ପ୍ରକାର ବାଧା ବିଘ୍ନ ଆସିଲେ ବି ଶେଷରେ ସେ ଭଗବାନଙ୍କର ପରମ ଧାମ ବା କୃଷ୍ଣ ଲୋକ ପାଇବ ବୋଲି ଭଗବାନ ଏ ଶ୍ଲୋକରେ କହୁଛନ୍ତି। ଶ୍ଲୋକ 57ରେ କଣ କହୁଛନ୍ତି ଦେଖନ୍ତୁ। ଆଚ୍ଛା, ଏଇଟା ସବୁ ଶ୍ଲୋକ ମାନେ ଆମେ ଯାହା କହୁଛେ ସବୁ ଶ୍ଲୋକର ମିନିଂ ଆମେ ଡିସ୍କସ କରୁଛେ, ଆପଣ ବୁଝିପାରୁଛନ୍ତି ତ? ଆମେ କୌଣସି ଶ୍ଲୋକକୁ ଆମେ ଛାଡୁନାହିଁ, ଆମେ ସବୁ ଶ୍ଲୋକର ମୂଳ ମିନିଂଟା ଆମେ ନଉଛେ। ଆପଣମାନଙ୍କୁ ବୁଝିବାରେ କିଛି ଅସୁବିଧା ହଉଛି କି? କି ଆମେ ଅଲଗା କଣ କରିବା ନା କଣ କହୁଛନ୍ତି? ଠିକ ଅଛି ତ? ଆପଣଙ୍କୁ ବୁଝା ପଡୁଛି ତ ସବୁ? ଆଜ୍ଞା ପ୍ରଭୁ। ଯଦି ବୁଝା ପଡୁଛି ତାହେଲେ ଆମେ ଶ୍ଲୋକ ନମ୍ବର 57କୁ ଯିବା। ଚେତସା ସର୍ବକ୍ରମାଣି ଚେତସା ସର୍ବକର୍ମାଣି ମୟି ସନ୍ନ୍ୟସ ମତ୍ପରଃ ବୁଦ୍ଧି ଯୋଗमुपाश्रित्य ମଚ୍ଚିତଃ ସତତଂ ଭବ। ସମସ୍ତ ପ୍ରକାର କର୍ମ ସମ୍ପାଦନ ନିମିତ୍ତ ମୋ ଉପରେ ନିର୍ଭର କର ଏବଂ ସର୍ବଦା ମୋର ଆଶ୍ରୟରେ ରହି କର୍ମ ସମ୍ପାଦନ କର। ଏ ପ୍ରକାର ଭକ୍ତି ଯୋଗରେ ରହି ସମ୍ପୂର୍ଣ୍ଣ ରୂପେ ମୋ ପ୍ରତି ସଚେତନ ହୁଅ। ଭଗବାନଙ୍କ ଆଶ୍ରୟରେ କର୍ମ ସମ୍ପାଦନ କେମିତି କରିବେ ଆପଣ? ଯେ ଭକ୍ତ ଯେତେବେଳେ କୃଷ୍ଣ ଚେତନାରେ କାମ କରେ, ସେ କଣ ପ୍ରଭୁ ନ ହୋଇ ଭଗବାନଙ୍କର ଭୃତ୍ୟ ହିସାବରେ କର୍ମ କରେ। ଭୃତ୍ୟର ବ୍ୟକ୍ତିଗତ ସ୍ୱାଧୀନତା କିଛି ତାର ନଥାଏ। ସେ କେବଳ ମାଲିକର ନିର୍ଦ୍ଦେଶରେ କାର୍ଯ୍ୟ କରେ। ଯେଉଁ ଭୃତ୍ୟ ଭଗବାନଙ୍କ ପାଇଁ ସମସ୍ତ କର୍ମ କରୁଛି, ସେ ଲାଭ କ୍ଷତିରେ କୌଣସି ତାର ଯାଏ ଆସେ ନାହିଁ। ସେ କେବଳ ଭଗବତ କର୍ମ କରିବ। ତ ପ୍ରଶ୍ନ ଏବେ ପଚରା ହଉଛି ଆପଣ ସମସ୍ତଙ୍କୁ ଯେ ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ ଥିବାରୁ ଅର୍ଜୁନ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତ ଭଗବାନ କୃଷ୍ଣ ନାହାନ୍ତି, ଆମେ କେମିତି କରିବା? ଆମେ କେମିତି କରିବା? ଆମକୁ ତ ଭଗବାନ କହିବେନି ନା ତମେ ଏଭଳି କାର୍ଯ୍ୟ କର ସେଭଳି କାର୍ଯ୍ୟ କର। ଆମେ କେମିତି କରିବା? ଆର ଉତ୍ତର ହେଲା ଯେ ଗୁରୁ ଆଉ ଶାସ୍ତ୍ର, ଆମେ ଗ୍ରନ୍ଥରେ ଦିଆଯାଇଥିବା କୃଷ୍ଣଙ୍କର ନିର୍ଦ୍ଦେଶ ଅନୁଯାୟୀ କର୍ମ କରିବା କିମ୍ବା କୃଷ୍ଣଙ୍କର ପ୍ରତିନିଧିଙ୍କର ନିର୍ଦ୍ଦେଶ ଅନୁଯାୟୀ କର୍ମ କରିବା। ତାହେଲେ କଣ ହବ? ଶୁଦ୍ଧ ଭକ୍ତ ଗୁରୁଙ୍କ ନିର୍ଦ୍ଦେଶରେ ଯୋଉଟା ଆସିଲା, ଯୋଉ ନିର୍ଦ୍ଦେଶଟା ସେଟା କୃଷ୍ଣଙ୍କର ନିର୍ଦ୍ଦେଶ ବୋଲି ଜଣାଯିବ। ଆଜ୍ଞା ଚେତସା ସର୍ବକର୍ମାଣି ମୟି ସନ୍ନ୍ୟସ ମତ୍ପରଃ। ଏ ମତ୍ପର ଶବ୍ଦ ସେତେବେଳେ ହେଇପାରିବ ବୁଦ୍ଧି ଯୋଗ ମୁପାଶ୍ରିତ ମଚ୍ଚିତଃ ସତତଂ ଭବ। ଆପଣ ଯଦି ଏଇ ଟାଇପର କୃଷ୍ଣ ଚେତନଶୀଳ ହେଇକିରି କାମ କରୁଛନ୍ତି, ତାହେଲେ ଜଣା ପଡିବ ଯେ ଆପଣ ହଉଛନ୍ତି ଭଗବାନ କୃଷ୍ଣଙ୍କର ଆଦେଶରେ ସବୁ କରୁଛନ୍ତି। ତାହେଲେ ଆପଣଙ୍କ ଜୀବନରେ କଣ ଅସୁବିଧା ହବ? କିଛି ଅସୁବିଧା ହବ ନାହିଁ। ଆମର ପ୍ରତ୍ୟେକ କର୍ମ ଭଗବାନ ଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟରେ ସମର୍ପିତ ହେବା ଉଚିତ। ଆମର ଭାବନା ଏଇଟା ହେବା ଉଚିତ ଯେ ମୁଁ ଏ ନିର୍ଦ୍ଦିଷ୍ଟ କର୍ମ କରିବା ନିମିତ୍ତ କୃଷ୍ଣଙ୍କ ଦ୍ୱାରା ନିଯୁକ୍ତ ହୋଇଅଛି। ଆପଣମାନେ ଯୋଉମାନେ ଚାକିରି କରୁଛନ୍ତି, ଆପଣ ଭାବନ୍ତୁ ଯେ ଏଇଟା ମତେ କୃଷ୍ଣ ନିଯୁକ୍ତି ଦେଇଛନ୍ତି। ଏଇ ଭାବନାରେ କର୍ମ କଲେ ବ୍ୟକ୍ତି ସ୍ୱତଃ କୃଷ୍ଣ। କିମ୍ବା ଆପଣ ଯଦି ମନ୍ଦିରରେ ସେବା କରୁଛନ୍ତି, ଆପଣ କେବେ ଭାବିବେ ନାହିଁ ଯେ ମୋର କିଛି ଗୋଟେ ଗୁଣ ଥିଲା, ମୁଁ ଏ ସେବା ପାଇଛି। ଯିଏ ଯୋଉ ସେବା ପାଇଛି ସେ ସେବା କେବଳ ଭଗବାନ ତାକୁ ଦେଇଛନ୍ତି, ମତେ ନିଯୁକ୍ତି ଦେଇଛନ୍ତି, ମୁଁ ସେଥିପାଇଁ କରିବି। ଏମିତି କରିବା ଦ୍ୱାରା କଣ ହବ? ଆପଣଙ୍କର କୃଷ୍ଣ ଚିନ୍ତା ସବୁବେଳେ ରହିବ। କୋଉ ବି କାମ କରନ୍ତୁ, ମାତାଜୀ ମାନେ ଘରେ ଯୋଉ କାମ କରୁଛନ୍ତି, ଝାଡୁ ବି ଲଗାନ୍ତୁ, ଆପଣ ଭଗବାନଙ୍କର ବାସନ ସଫା କରୁଛନ୍ତି, ଆପଣ ସାଧାରଣ ବାସନ ସଫା କରୁନାହାନ୍ତି, ଭଗବତ କର୍ମ କରୁଛନ୍ତି, ତ ଆପଣଙ୍କର ପ୍ରତ୍ୟେକ ମିନିଟ, ଆପଣଙ୍କର ପ୍ରତ୍ୟେକ ସେକେଣ୍ଡ ଆପଣଙ୍କର ୟୁଜଫୁଲ, ଆପଣ ଭକ୍ତିରେ ଅଛନ୍ତି। କିନ୍ତୁ ଆମର ଯଦି ଚିନ୍ତାଟା ଆସିଗଲା ଆମେ ନିଜ ପାଇଁ କରୁଛେ, ଆପଣ ଯଦି ବାସନ ବାଜୁ ବାଜୁ କହିଲେ କେତେ କାମ ହେଲାଣି ଆଜି ମୋ ପାଇଁ, ମୁଁ ଖାଲି ମାନେ ଚାକିରି ଭଳିଆ କାମ କରିବା ପାଇଁ ଆସିଛି, ଏଇ ଟାଇପର ବିଚାର ଆସିଲେ ସେ ଜିନିଷଟା ଭାଙ୍ଗିଯିବ ସାଙ୍ଗେ ସାଙ୍ଗେ।
बहुत सावधान रे एई सब जिंस आमे करिवा कथा भक्तर एमती विचार आसीबो नाही। आ एठी भगवान कोन कहउचंदी देखंतु कृष्ण चेतना रे कर्म कले व्यक्ति भौतिक द्वंद्व मुक्त होई परिबो। जे कृष्ण चेतना रे कर्म न करूची से निजको एक संसार रूपी महासागर रे बुडाई रखिची। आ भौतिक बात चक्र रु बाहरी परिबो नै। शिल प्रभुपाद रे कोन शब्द लिखिले एठी भौतिक बात चक्र। एई भलिया भौतिक बात चक्र रे किए पडिथिले जानिछन्ती आपण माने नारद मुनि। नारद मुनि थरे माया दर्शन करिया पय भगवान को अनुरोध कले। भगवान ताको कहले ठीक अछि मु तुमको केबे सुजोग मिलले मु तुमको देखेबी। आ पानी मागिचन्ती भगवान पानी नेवा पय जेंति जाइचन्ती सरोवर को से कोन हेइचन्ती सरोवर भीतर जेंति प्रवेश करचन्ती सांगे सांग माया द्वारा से गोटे नगर रे पहुंची जाइचन्ती। सेठी गोटे सुंदरी स्त्री को बाहा हेगिरी तांकर पिला छुआ जन्म हेइचन्ती। तापरे एमती दीर्घ 12 वर्ष बीती जाइची। छुआ पिला मानकर केते बढ़िया कथा सब शुनिचन्ती तांकर मुहरु जो बहुत से माने खंडिया खंडिया हेगिरी कथा कहउथिबे केते श्रुति मधुर कथा नारद मुनि बहुत खुशी हिचन्ती सुंदर स्त्री को पाइकिरी बहुत खुशी हिचन्ती। आ पूरा भूली हिचन्ती जे से केबे नारद मुनि थिले। 12 वर्ष परे कोन हिची तांको गाँ रे माने बहुत वर्षा ହେଇଛି ନଦୀରୁ ପାଣି ଆସିକିରି ଗୋଟେ ବନ୍ୟା ଟାଇପ ର ଆସି ଯାଇଛି। ବନ୍ୟାରେ ସବୁ ଭାସି ଯାଇଛନ୍ତି ତାଙ୍କର ଗାଁ ସାରା ଲୋକ। ନାରଦ ମୁନିଙ୍କ ଘରକୁ ବି ପାଣି ମାଡି ଆସିଛି। ଆଉ ତାଙ୍କର ଛୋଟ ଛୋଟ ଛୁଆ ସ୍ତ୍ରୀ ସମସ୍ତେ ପାଣିରେ ବୁଡି ଯାଉଛନ୍ତି ତାଙ୍କ ସାମ୍ନାରେ। ନାରଦ ଚିଲଉଛନ୍ତି ତାଙ୍କ ଛୁଆ ମାନଙ୍କର ନାଁ ଧରିକିରି ତାଙ୍କ ସ୍ତ୍ରୀର ନାଁ ଧରିକିରି ଚିଲଉଛନ୍ତି। ଅକସ୍ମାତ ଦେଖିଲେ ସାମ୍ନାରେ ଭଗବାନ ଅଛନ୍ତି। ଭଗବାନ କଣ କରୁଛନ୍ତି मंद मंद मुस्काते हैं। भगवान केतेबेले हो ହେଇକିରି ହସନ୍ତି ନାହିଁ। मंद मंद मुस्काना भगवान एमती मंद मंद हसुଛନ୍ତି। ଦେଖିଲେ ଭଗବାନଙ୍କୁ ଆରେ ଭଗବାନ ଆପଣ ଏଇଠି ମୋର ଛୁଆ ମାନେ ସବୁ ସ୍ତ୍ରୀ ପିଲା ଛୁଆ ଭାସି ତାପରେ ସେ ଭଗବାନ ତାଙ୍କୁ ଯେମିତି ମାୟାରୁ କାଢି ଦେଇଛନ୍ତି ସ୍ମରଣ ଦେଇଛନ୍ତି। ତାପରେ ଭଗବାନ କହିଲେ ତମେ ମାୟା ଦେଖିବା ପାଇଁ ଆଉ ଚାହୁଁଛ କି? ନାରଦ ମୁନି କହିଲେ ନାଇଁ 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 ଆଉ ମାୟା ଦେଖିବାର ନାହିଁ। ତ ଏଇ ଯୋଉ ଚକ୍ରବାତ୍ୟ କଥା ଶିଲ ପ୍ରଭୁପାଦ କହିଲେ ଚକ୍ରବାତରେ ଆମେ ପଢିଛେ ଆମେ ବି ପଢିଛେ ଯୋଉ ଷ୍ଟୋରିଟା ନାରଦ ମୁନିଙ୍କ ଷ୍ଟୋରି ନୁହଁ ଆମ ଷ୍ଟୋରି। କିନ୍ତୁ ଭଗବାନ ଆମ ପାଇଁ ସେମିତି ଯେତେବେଳେ ଏଇଥିରୁ ବାହାରି ଯିବା ନା ଭଗବାନ ଆମ ସାମ୍ନାରେ ଏମିତି ହସୁଥିବେ ଆଉ କହିବେ ଆସିଲୁ ତୁ ଯେତେବେଳେ ମୋଠୁ ପଳେଇଥିଲୁ ତୁ ନିଜେ ଭୋଗ କରିବା ପାଇଁ ପଳେଇଥିଲୁ ମାୟାରେ ଏବେ ପୁଣି ଫେରିଛୁ। ସାଙ୍ଗେ ସାଙ୍ଗେ ଆମେ ଦେଖିବା ଭଗବାନ ଆମ ସାମ୍ନାରେ ଏମିତି ହସୁଛନ୍ତି। ଏବେ କଣ ଆମେ ଚକ୍ରବାତରେ ପଡିଛେ ଆମେ ବିଭିନ୍ନ ପ୍ରକାର ବର୍ଣ୍ଣ କର୍ମ ଗୁଣ ଅନୁଯାୟୀ ବିଭିନ୍ନ ପ୍ରକାର ଉପାଧି ଧାରଣ କରିଛି। କେତେବେଳେ ଯଦି ଗୋଟେ ବନ୍ୟା ଆସିବ ଛୁଆ ପିଲା ସ୍ତ୍ରୀ ସବୁ ଭାସିଯିବେ ତାପରେ ଆମେ ଭଗବାନଙ୍କ ଆଡକୁ ଯେତେବେଳେ ଆମେ ଆଶ୍ରିତ ହେଇଯିବା ତାହେଲେ ଆମେ ବି ଷ୍ଟୋରି ସାଙ୍ଗେ ମୁଁ ଗୋଟେ ଏଇଟା କହିକିରି ଗୋଟେ ଉଦାହରଣ ଦେଇକିରି କହୁଛି। ତାକୁ ଲିଟରାଲ ମିନିଂ ରେ ନେବେନି ଯେ ଆମ ସ୍ତ୍ରୀ ପିଲା ଛୁଆ ଭାସିଯିବେ ଆମେ ବି କାନ୍ଦିବା ସେଇଟା ନୁହଁ। ଆପଣ ସେ ଭାବନା ଟା ବୁଝି ଯାଆନ୍ତୁ ମୁଁ କଣ କହିବା ପାଇଁ ଚାହୁଁଛି। ମୁଁ କହୁନି ଯେ ଆମକୁ ବି ପାଣି ଆସିକିରି ନେଇଯାଉ ସେଇଟା କହୁନି। ଆମେ ବି ଯେତେବେଳେ ଏମିତି କୃଷ୍ଣ ଚେତନଶୀଳ ହେଇକିରି ଆମେ ବୁଝିଯିବା ସେତେବେଳେ ଭଗବାନ ବି ଆମ ସାମ୍ନାରେ ଆସିବେ। ବୁଝିପାରିଲେ? ତ ମଦ ବ୍ୟାପାଶ୍ରୟ କହିଲା ତାପରେ ମଦ ପ୍ରସାଦାତ ଆମେ ବି ଡିସ୍କସ କଲା ଯେ ଅପାବନୁତି କେତେ ନମ୍ବର ଗଲା ଏଇଟା ଆମର ଏବେ 58 ହବ ପ୍ରଭୁ। 57 ଗଲା 58 ପଢିବା ହେଲା। ଆମର 60 ରେ ଆମର କେତେ ସମୟ ରହିଲା? ବହୁତ ସମୟ ଅଛି। ଆଚ୍ଛା ଆମେ ଖାଲି ଆଜି 60 ପର୍ଯ୍ୟନ୍ତ ଯିବା ଠିକ ଅଛି। ଟିକେ ଆଗରୁ କ୍ଲାସ ସରିଯିବ ପୁଣି ନେକ୍ସଟ କ୍ଲାସରେ ବାକି ଯେତେଟା ଅଛି ସବୁ କରିବା ହେଲା। ତ ଏଇଠି 57 ରେ ଲାଷ୍ଟ କୁ କଣ କହୁଛନ୍ତି ଶିଳ ପ୍ରଭୁପାଦ ଯେ ଯିଏ କୃଷ୍ଣ ଚେତନାରେ ଯିଏ କର୍ମ କରୁଛି ତାକୁ ଭଗବାନ ଅନ୍ତରରୁ ପରମାତ୍ମା ରୂପରେ ଚୈତ ଗୁରୁ ରୂପରେ ଆଉ ବାହାରେ ଗୁରୁଦେବ ରୂପରେ ପ୍ରେରଣା ଦେବେ। ତ ଆମେ ମାନେ ଏଇଟା ଭାବିବା କଥା ନୁହଁ ଯେ ଆମେ ଭଗବାନ କୃଷ୍ଣ ତ ନାହାନ୍ତି ଆମେ କେମିତି ପ୍ରେରଣା ପାଇବା କେମିତି ଆମେ କୋଉ କାହା ଇନଷ୍ଟ୍ରକ୍ସନ ରେ କାମ କରିବା ନା ଆପଣଙ୍କୁ ଅନ୍ତରରେ ଭଗବାନ ପରମାତ୍ମା ରୂପରେ ବି ପ୍ରେରଣା ଦେବେ ବାହାରେ ଗୁରୁ ମାଧ୍ୟମରେ ବି ପ୍ରେରଣା ଦେବେ। ଆଉ ଜୀବନଟା ଭକ୍ତିମୟ ଜୀବନଟା ଆପଣ ବହୁତ ସୁଖରେ ଆଗକୁ ଆପଣଙ୍କର ବଢିଯିବ। ପୁଷ୍ପପ୍ରିୟ ମାତାଜୀ ଆପଣ ଶ୍ଲୋକ ଆଉ 58 ପାଠ କରନ୍ତୁ। मच्चिता सर्वदुर्गाणि मत्प्रसादत्तरिष्यसि अथ चित्त्वमहङ्कारान् श्रोष्यसि विनङ्क्ष्यसि
ତୁମେ ଯଦି ମୋ ପ୍ରତି ଚେତନଶୀଳ ହେବ, ତାହେଲେ ମୋ କୃପାରୁ ତୁମେ ଏ ବଦ୍ଧ ଜୀବନର ସମସ୍ତ ପ୍ରତିବନ୍ଧକରୁ ପାର ହୋଇଯିବ। ଯଦି ତୁମେ ଏ ପ୍ରକାର ଚେତନାରେ କାର୍ଯ୍ୟ ନ କର, କିନ୍ତୁ ମୋ କଥା ନ ଶୁଣି ଯଦି ଅହଙ୍କାର ବଶତଃ କାର୍ଯ୍ୟ କର, ତାହେଲେ ତୁମେ ନିଜର ବିନାଶ ସାଧନ କରିବ। ତ ଭଗବାନ ଏଇ ଶ୍ଲୋକରେ କଣ ସତର୍କ ବାଣୀ ଶୁଣାଉଛନ୍ତି ଯେ ଅର୍ଜୁନ ତୁମେ ଯଦି ମୋ କଥା ଶୁଣି କାର୍ଯ୍ୟ କର, ସମସ୍ତ ବାଧା ବିଘ୍ନରୁ ବଦ୍ଧ ଜୀବନରୁ ରକ୍ଷା ପାଇଯିବ। ମच्ଚିତ୍ତ ସର୍ବ ଦୁର୍ଗାଣି ମତ୍ ପ୍ରସାଦାତ୍ ତରିଷ୍ୟସି ଅଥ ଚେତ୍ୱମହଙ୍କାରଣ୍ୟ। ମାନେ କଣ, ଯଦି ଯଦି ତମେ ମୋ କଥା ଅହଙ୍କାର ବଶତଃ ନ ଶ୍ରୋଷ୍ୟସି, ନ ଶୁଣ, ତାମାନେ କଣ ହବ, ବିନକ୍ଷ୍ୟସି, ମାନେ ତମର ବିନାଶ ସାଧନ ତମେ କରିବ। ତ ଅର୍ଜୁନ କଣ ଏଇଟା କଲେ, ମାନେ ମୁଁ ଯୁଦ୍ଧ କରିବି ନାହିଁ ବୋଲି ଭଗବାନଙ୍କୁ କହିଛନ୍ତି। ପୁଣି ସେ ପ୍ରଥମ ଅଧ୍ୟାୟକୁ ପଳେଇ ଯାଆନ୍ତୁ ଆପଣ। ଏଇଟା 18 ନମ୍ବର ଅଧ୍ୟାୟରେ ପୁଣି ଭଗବାନ ଆଉ ଥରେ ସତର୍କ ବାଣୀ ଭଗବାନ ଅର୍ଜୁନକୁ କହୁଛନ୍ତି, ଅର୍ଜୁନଙ୍କ ମାଧ୍ୟମରେ ଆମକୁ ବି କହୁଛନ୍ତି, ସତର୍କ ହେଇଯାଅ। ଏ ଯାହା ଯାହା ସବୁ କଥା ମୁଁ ତମକୁ କହୁଛି, ଯଦି ତମେ ଏଇଟା ତମେ ଯଦି ତ ମାନିଗଲ, ତାହେଲେ କଣ ହବ, ଏଇ ଭବ ସଂସାର ଦୁସ୍ତର ଭବ ସଂସାରରୁ ମୁଁ ତମକୁ ରକ୍ଷା କରିଦେବି। ଆଉ ଯଦି ତମେ ନ ମାନିଛ, ତାହେଲେ କଣ ହବ, ତମେ ବିନଙ୍କ୍ଷସି, ମାନେ ତମର ବିନାଶ ସାଧନ ତମେ କରିବ। ଭାବାର୍ଥରେ କଣ କହୁଛନ୍ତି ଦେଖନ୍ତୁ ଶ୍ରୀଲ ପ୍ରଭୁପାଦ। ଯେଉଁ ବ୍ୟକ୍ତି ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛି, ସେ କଦାପି ତାର ଭୌତିକ ସ୍ଥିତି ବଜାୟ ରଖିବା ନିମିତ୍ତ କର୍ମରତ ହେବାକୁ ଉଦ୍ବିଗ୍ନ ହେବ ନାହିଁ। ସମସ୍ତ ଉଦ୍ବିଗ୍ନତାରୁ ମୁକ୍ତ ହେବାର ଯେଉଁ ମହାନ ସ୍ୱାଧୀନତା ଆମକୁ ଦିଆଯାଇଛି, ତାହା ମୂର୍ଖ ଲୋକ କଦାପି ବୁଝିପାରିବ ନାହିଁ। ଯେ କୃଷ୍ଣ ଚେତନାରେ କର୍ମ କରେ, ଭଗବାନ ଶ୍ରୀକୃଷ୍ଣ ତାର ଏକ ଅନ୍ତରଙ୍ଗ ବନ୍ଧୁ ହେଇଯାନ୍ତି। ଭଗବାନ କେତେବେଳେ ଅର୍ଜୁନଙ୍କ ଭଳିଆ ଆମର ବନ୍ଧୁ ହେଇଯିବେ, ଆପଣ କୃଷ୍ଣ ଚେତନାରେ ଯେତେବେଳେ ଆପଣ କାମ କରିବେ, ସମସ୍ତ କର୍ମ କରିବେ, ସେ ସର୍ବଦା ତାଙ୍କର ବନ୍ଧୁର ସୁଖ ସୁବିଧା ଲାଗି ନଜର ଦିଅନ୍ତି। ଏଇଟା ତ ଦେଖନ୍ତୁ, ଏଇଟା କୌଣସି କାହାଣୀ ନୁହଁ, ଏଇଟା ଆପଣ ପ୍ରତ୍ୟେକ ଅନୁଭବ କରିପାରିବେ ଯେ ଆମେ ଭଗବାନଙ୍କର ଏତେ ଭଲ କିଛି ହେଇପାରିନି ଏପର୍ଯ୍ୟନ୍ତ ଭକ୍ତ, କିନ୍ତୁ ଫିର ବି ଆମର ଜୀବନରେ ଭଗବାନଙ୍କର କୃପା ଅଛି। ଆପଣ ଯଦି ଅତି ସୂକ୍ଷ୍ମ ମୋର ହିସାବରେ ଗୋଟେ ଆଜ୍ଞା କହନ୍ତୁ। ମୋର ପ୍ରଶ୍ନ ଥିଲା ଯେ, ଖାଲି କହିଦଉଛି ଗୋଟେ ସେଣ୍ଟେନ୍ସ। ଆଜ୍ଞା, ଯଦି ଆପଣ ସୂକ୍ଷ୍ମ ହିସାବରେ ଆପଣଙ୍କର ଲାଇଫକୁ ବିଚାର କରିବେ ନା, ଲାଷ୍ଟ 10 ବର୍ଷର ବିଚାର କରନ୍ତୁ ଆପଣ ସୂକ୍ଷ୍ମ ହିସାବ, ଆପଣ କଣ ଥିଲେ, କେମିତି ହେଲା, ଆପଣ ଦେଖିବେ ଯେ ଆପଣଙ୍କର ଜୀବନ ପଛରେ ଭଗବାନ କୃଷ୍ଣ କେତେ ସୁନ୍ଦର ଭାବରେ ଗଢୁଛନ୍ତି ଆପଣଙ୍କର ଜୀବନକୁ। କୋଉ ହିସାବରେ ଗଢୁଛନ୍ତି, ଯୋଉ ଟାଇପର ଆପଣଙ୍କର ସଂସ୍କାର ଥିଲା, ଯୋଉ ଟାଇପର ପ୍ରାରବ୍ଧ ଥିଲା, ସେଇ ପ୍ରାରବ୍ଧ ଆଉ ସଂସ୍କାରକୁ ନେଇକରି ଏଟ୍ ବେଷ୍ଟ ଯୋଉଟା ହେଇପାରିବ, ସେଇ ହିସାବରେ କୃଷ୍ଣ ଭଗବାନ ଆପଣଙ୍କର ଗଢୁଛନ୍ତି। ଆଉ ଆପଣଙ୍କର ବୁଦ୍ଧି ଦଉଛନ୍ତି, ଦଦାମି ବୁଦ୍ଧି ଯୋଗମ୍, ଯେ ମୋ ପାଖକୁ କେମିତି ଆସିବ, ସେ ଆପଣଙ୍କୁ ନେଇ 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 ଯାଉଛନ୍ତି। କିଏ ଏଇଠି ଏତେ ଭକ୍ତ, 9ଟା ଭକ୍ତ ଏଇଠି ଆମେ ଏଇଠି ବସିଛନ୍ତି, କିଏ ଜଣେ ଏମିତି କହିପାରିବ କି ନାଇଁ ନାଇଁ ମୁଁ କିଛି ଅନୁଭବ କରି ନାହିଁ? ଯଦି ଏମିତି କିଏ ଭକ୍ତ ଅଛନ୍ତି ଆପଣ କହନ୍ତୁ, ତାହେଲେ ଏ ସବୁ ଶାସ୍ତ୍ର ଭୁଲ ହେଇଯିବ। ସମସ୍ତେ ଆମେ ଅନୁଭବ କରିଛେ ଯେ ଆମ ଜୀବନରେ କିଛି ଭଗବାନ କରୁଛନ୍ତି ସବୁ। ସେଟା ଟିକେ ସୂକ୍ଷ୍ମ ହିସାବରେ ବିଚାର କରିବାକୁ ପଡିବ, କାହିଁକି ଆମେ ସେ ଶୁଦ୍ଧ ଭକ୍ତ ନୁହେଁ ଯେ ଓବିୟସଲି ଆମ ସାମ୍ନାରେ ପ୍ରକଟ ହେଇଯିବେ ଭଗବାନ, କିନ୍ତୁ ସୂକ୍ଷ୍ମ ହିସାବରେ ଭଗବାନ ସବୁ କିଛି କରୁଛନ୍ତି, ଦେଖିପାରିଲେ ଆପଣ ଜାଣିପାରିବେ। କୁହନ୍ତୁ ପ୍ରଭୁଜୀ। ପ୍ରଭୁଜୀ ମୋର ପ୍ରଶ୍ନ ଥିଲା ଯେ ବେଳେ ବେଳେ ଯୋଉଠି ମାନେ ବେଳେ ବେଳେ କଣ ହୁଏ, ସପୋଜ ଆମେ ରୋଷେଇ କରୁଛନ୍ତି, ରୋଷେଇ କଲା ପରେ ଧର ଆଜି ମୁଁ ଏକା ରହୁଛି, ଇଚ୍ଛା ହଉଛି ଆଜି ଗୋଟେ କିଛି ଗୋଟେ ରୋଷେଇ କରୁଛି, ଯାହା ବି ହଉ, ସେ ଭେଜରେ ହଉ କିମ୍ବା ପନିର ଫନିର ଯାହା ବି କରିବି, କିନ୍ତୁ ଏଇଟା ତ ମୋ ନିଜର ଇଚ୍ଛା ପ୍ଲାନିଂ ନା। ପ୍ରଥମେ ନିଜର ମୋ ଇଚ୍ଛା, ଆଜି ଇଚ୍ଛା ହଉଛି ଆଜି ଟିକେ ପନିର ରୋଷେଇ କରିବି, କି ଆଜି ଗୋଟେ ବେସନ ତରକାରୀ କରିବି, କିମ୍ବା ଛୋଲେ ମଟର କରିବି, ଏଇଟା ଯାହା ବି କରିବି, ଏଇଟା ହେଲା ମୋର ନିଜର ଇଚ୍ଛା। କିନ୍ତୁ ଏଇଟା କୋଉ ପ୍ରକାର ଇଚ୍ଛା, ଆଉ ବେଳେ ବେଳେ ଇଚ୍ଛା ହୁଏ ପ୍ରଭୁ ଭଗବାନଙ୍କୁ ବହୁତ ସୁନ୍ଦର ସଜେଇବି, ଭଗବାନଙ୍କର ଭଲ ଫଟୋରେ ଭଲ ତିଆରି କରିବି, ଫେଷ୍ଟିଭାଲ କରିବି, ଲୋକମାନଙ୍କୁ ଡାକିବି, ତାଙ୍କୁ ପ୍ରସାଦ ଦେବି। ଏଇଟା କୋଉ ପ୍ରକାର ଇଚ୍ଛା, ଏଇଟା ନିଜର ଇନ୍ଦ୍ରିୟ ତୃପ୍ତି ନା ଏଇଟା ଭଗବାନଙ୍କର ପ୍ରୀତ୍ୟାର୍ଥ ଇନ୍ଦ୍ରିୟ ତୃପ୍ତି, କୋଉଟା କେମିତି ହବ ଟିକେ ବୁଝିପାରୁନି। ଦେଖନ୍ତୁ ତାର ଦିଟା ଉତ୍ତର ଅଛି। ଦେଖନ୍ତୁ ଗୋଟେ ହେଲା ଗୋଟେ ଯଦି ଜଣେ ଗୋଟେ ଆମକୁ ଗୋଟେ ସାଧୁ ସନ୍ନ୍ୟାସୀ ଗୋଟେ ବହୁତ ବଡ ଲେଭେଲର ଗୋଟେ ଭକ୍ତ, ସେ ଆମକୁ ଯଦି ଆମକୁ କହିବ, ସେ ମାନେ ସେ ସତ କଥା ବି, ଆମେ ନିଜର ପ୍ରୀତି ବିଧାନ ଅନୁସାରେ ଆମେ ଚିନ୍ତା କରୁଛେ, ଆଉ ଆମେ ସେଇ ହିସାବରେ ପ୍ରସାଦ ତିଆରି କଲେ
से हिसाब रे भगवान को एटा कले किंतु आउ गोटे दृष्टि आपण भाबी दियंतु आपण प्रेमावतार प्रभु आपण आज छोला तरकारी आपण कले कि आपण बेसन तरकारी कले अच्छा बेसन तरकारी कले आपण जदि करि थांदे आ सेही जगह रे आपण अन्न आउ बेसन तरकारी डाली निजे खाई देई थांते ताहले से आपण खाइले कि से आपनकर इच्छा से ना आज बेसन तरकारी आपण देखि आपनकर माइंड रे अछि आज मो पाखरे एई वस्तु अवेलेबल अछि से वस्तु हिसाब रे आपनकर संस्कार हिसाब रे आपण गोटे खाद्य इच्छा लागला आज सेटा मु करबी आपनकर इच्छा थिला से खाद्य रे किंतु आपनकर जीवन शैलीटा कोन जे पर्यंत आपण से तुलसी पत्र न देइचंती आपनकु किछि भी कले भी आपण सेटा खाइबे नाही तो ता अर्थ कोन हैला इनडायरेक्टली डायरेक्टली आपण भगवान को पाई ही आपण करिचंती ହଁ ହେଲେ हमको ଯେ लागुची ନା ପ୍ରଥମେ ତ ମତେ ଲାଗିଲାନି ଯେ ମୁଁ ଏଟା ଯେମିତି ଅସୁଧା ଯେମିତି ଶୁଦ୍ଧ ସାଧୁ ମାନଙ୍କର କୃଷ୍ଣ ପାଇଁ କରିବାକୁ ମୋର ତ ଡାଇରେକ୍ଟ ପ୍ରଥମେ ମୋର ଚିନ୍ତା ଆସିଲା ନା ମୁଁ ଖାଇବି ତାପରେ प्रभु जी ବାଧ୍ୟ आपणकर चिंता आसिला आपण स्वयं द्वादश तिलक आपण शरीर रे मु देखि पारुची भगवान विष्णुଙ୍କର 12ଟା मंदिर रे आपणकर मंदिर आपण शरीर रे अछि आपणकर दर्शन कला मात्रे आमे समस्त शुद्ध होई गेलु आपणकर भले जणे व्यक्तिଙ୍କର इच्छा जदी हैला आज मु एटा करिवि जोटी भगवानकर विष्णु 12टा मंदिर रे सेठी बसिचंती आपण कोन भाउचंती आपणकर इच्छा हैला हां आपणकर इच्छा हैला माने कोन हैला आपणकर से संस्कार हिसाब रे आपणकर इच्छाटा हैला किंतु आपण सेटा भगवान को पई कले बुझि पाले आ द्वितीय कथा आपण प्रश्न पचारले जे आपण को जेते बेले भगवान को सजेया पई इच्छा होची सेटा काहा इच्छा सेटा भी भगवानकर अंतरंगा शक्ति राधाणी को कृपारू आपणकर से इच्छाटा हैला भगवान को कहीं सजीव कहीं कि आपण भक्त आपणकर से सद इच्छा हैला इतरे कोनोसी किछि डाउट नाही इतरे आपणकर एटी कोनोसी पर्सनल एटा नाही आपण जो दिन ठू आपण गुरुଙ୍କ शरण रे नले आपण तिलक धारण कले सेही दिन ठू आपण बिक्री कर देइ भगवान प्रभु ମୋର ଗୋଟେ ଛୋଟ କାଇଁ ମୁଁ ମୋ କଥା କହୁଛି ମୋର ଇଚ୍ଛା ସବୁ ସତରେ ପ୍ରଭୁ ମାନେ ଆଜି ନୁହେଁ ଲାଷ୍ଟ 10 ବର୍ଷ ମାନେ ମୁଁ ବହୁତ ଯେତେ ଦାମୀ ଫଳ ଦାମୀ ଫୁଲ ବା ଦାମୀ ମିଠା ଯେତେ ସଂସାର ସବୁଠୁ ଭଲ ଜିନିଷ ଭଗବାନଙ୍କ ପାଇଁ ଆଣିବି ମାନେ ମୋ କଥା ମୁଁ କିନ୍ତୁ ଜଣେ ଭକ୍ତ ପ୍ରଭୁ ଜଣେ ବ୍ରହ୍ମଚାରୀ ମତେ କହିଲେ ସେ ବି ସାଫ୍ରନ ପିନ୍ଧିଛନ୍ତି ମତେ କହିଲେ ତୁମେ ଗୁରୁଙ୍କର ପଇସା ବର୍ବାଦ କରୁଛ ତମକୁ ଟେମ୍ପଲ କମାଣ୍ଡର କରାହେଲା ତମେ ପଇସା ବର୍ବାଦ କରିଦଉଛ ଏଇଟା ମୁଁ ଭାବି ପାରିଲିନି ମୁଁ ସତରେ କଣ ବର୍ବାଦ କରୁଛି କିନ୍ତୁ ମୋର ପ୍ରଭୁ ଇଚ୍ଛା କାରଣ ମୁଁ ମୋର ମନେ କରୁଛି ମୁଁ ଯେତେବେଳେ ଟେମ୍ପଲ କମାଣ୍ଡର ଗୋଟେ ଜାଗାରେ ଥିଲି ପ୍ରଭୁ 2 ବର୍ଷ ସେଠି ମତେ ଦାୟିତ୍ୱ କଣ ସେମାନେ 1,00,000 ଟଙ୍କା ଦେଇ ଦିଅନ୍ତି ମୁଁ ସେ ସ୍ଥାନଟା କହୁନି କିନ୍ତୁ ମୁଁ କଣ କରେ ପ୍ରଭୁ ସବୁ ସଜ ମାନେ ଖାଲି ଦେଖିବି ଆଶ୍ରମରେ କେମିତି ଭଲ ସଜା ହବ କି ମନ୍ଦିର ସଜା ହବ ଫେଷ୍ଟିଭାଲ କେମିତି ସବୁଠୁ ସେ କଲେକ୍ସନ ଅଟୋମେଟିକ ହେଇ ବି ଯାଏ କିନ୍ତୁ ସେମାନେ କୁହନ୍ତି ଆପଣ ଖାଲି ବର୍ବାଦ କରୁଛନ୍ତି ଭଗବାନଙ୍କ ସମ୍ପତ୍ତି ମୁଁ ସେଇଟା ବୁଝିପାରୁନି ଆଜି ମୁଁ ବେଳେବେଳେ କିନ୍ତୁ ମୋ ଶିକ୍ଷାଗୁରୁ ଆନ୍ସର ଦେଇଥିଲେ ନା ଆପଣ ଟିକେ ମତେ କୁହନ୍ତୁ ଏଇଟା କୋଉ ପ୍ରକାର ମନେ ହଉଛି ମୁଁ ସତ କଣ ବର୍ବାଦ କରେ ନାହିଁ କଣ କରେ ଦେଖନ୍ତୁ ପ୍ରଭୁଜୀ ଗୋଟେ କଥା ଦେଖନ୍ତୁ ଆମେ ଆମେ ହଉଛି କଣ ବୈଷ୍ଣବ ପରିବାର ଆମର ମନ୍ଦିରରେ ସେ ଟେମ୍ପଲ ପ୍ରେସିଡେଣ୍ଟ ଆମକୁ କଣ କହିଦେଲେ ବୁଝିପାରିଲେ ସେ କହିଲେ ଗୋଟେ କଥାଟେ ଆମେ ସେ କହିଲେ ତମେ ପଇସା ବର୍ବାଦ କରୁଛ ଏବେ ଯେମିତି ଆମେ ଘରେ ମୁଁ ବିଚାର କରିଥିଲି ଆଜି ବାପାଙ୍କ ପାଇଁ ଆଜି ଟିକେ ମୁଁ କଣ କରିବି ବାପାଙ୍କ ପାଇଁ ଆଜି ଟିକେ ପକୁଡି ଛାଣିବି ମୁଁ କଣ କଲି ବେସନ ଟିକେ ଧରି ଆସିଲି ଘରେ ନାନୀ ଥିଲା ସେ ଜାଣି ପାରିଲାନି ଗୋଟେ ବେସନ କାହିଁ ଆଣିଥିଲୁ ଆଜି ପୁଣି ତେଲିଆ ଜିନିଷ କଣ ମାନେ ଦେବା ବାପାଙ୍କୁ ଟଙ୍କା ବର୍ବାଦ କରିଦେଲୁ କିନ୍ତୁ ମୋ ଭଉଣୀ ବି ବାପାକୁ ଭଲ ପାଉଛି ମୁଁ ବି ବାପାକୁ ଭଲ ମୁଁ ମୋ ଭଉଣୀ ସାଙ୍ଗରେ ଝଗଡା କରୁଛି ଯାହା ବି ହେଲା ଆମ ପରିବାର ଭିତରେ ହେଲା ବୁଝିପାରିଲେ ଏଥିରେ କିଛି ଖରାପ ଭାବିବାର ନାହିଁ ସେ ଭଉଣୀ ମତେ କଣ ଗାଳି କରିଦେଲା ବୁଝିପାରିଲେ ସେ ଯୋଉ ବ୍ରହ୍ମଚାରୀ ଯୋଉ ସେ କହିଲେ ସେ ସେ ବି ସେ ତାଙ୍କର ଇଣ୍ଟେନସନ କଣ କହିଲେ ଭଗବାନଙ୍କର ପଇସାଟା ବର୍ବାଦ ହେଇଗଲା ଏଇଟା ସେ ହିସାବରେ ଭାବୁଛନ୍ତି ଆପଣ ଭାବୁଛନ୍ତି ନା ମୁଁ ଭଗବାନଙ୍କ ଏମିତି କରିବି ଗୋଟେ ହେଲା ଆମର ବାପା ଗୋଟେ ବାପା ଜାଣିଛି ମୋର ପୁଅ ମାନେ ମୋ ପାଇଁ ଝଗଡା କରିବେ ବାପା ଖୁସି ହେଇଯାଉଛି ବୁଝିପାରିଲେ ପୁଅ ମାନେ ମୋ ପାଇଁ ଝଗଡା କରି ପକଉଛନ୍ତି ପୁରା ଦେଖ ପୁଅ ଝିଅ ଆଉ ଗୋଟେ ପୁଅ ଝିଅ ଅଛନ୍ତି ସେମାନେ ପୁରା ଏମିତି ପୁରା ମେସିନ ଭଳିଆ ଅଛନ୍ତି ସେଇ ଟାଇପର ସେବା ବାପା ଗ୍ରହଣ କରିବ କି ଘରେ ପୁରା ହଉ ଝଗଡା ହଉ ସବୁ ହଉ କିନ୍ତୁ ସେ ବାପା ପାଇଁକା ହଉ ସେଇଥିରେ ଆମର ଖୁସି ବୁଝିପାରିଲେ ସେ ଯୋଉ କହିଲେ ସେ ବି ରାଇଟ ଆପଣ ବି ରାଇଟ ଆପଣ ବି କଣ କରିବେ ସେ ଟିକେ ଆପଣ ତାଙ୍କୁ ଟିକେ ରାଗି ଗଲେ ସେ ଆପଣଙ୍କର ବି ଅପରାଧ ହେଇଗଲା ଏମିତି ଭାବନ୍ତୁ ନାହିଁ ମନେ ମନେ ଆପଣଙ୍କର ଟିକେ ଯଦି ତାଙ୍କ ପ୍ରତି ଯଦି ଟିକେ ଆସିଗଲା ହଁ କଣ ହେଲା ଆପଣ ଆପଣଙ୍କର ବଡ ଭାଇକୁ ରାଗିଲେ ବେଳେ ବେଳେ ରାଗ ବି ଆସେ ମୁଁ କହିବାରେ ମତେ ତ ପ୍ରଭୁ ସେବା ଦେଲେ ମୁଁ ତ କରୁଛି ଆଙ୍କର କଣ ଯାଉଛି ମୁଁ ତ କଲେକ୍ସନ ଡୋନେସନ ତାଙ୍କ ମୁହଁରେ ରାଗିବେ ନାହିଁ
मुहरे रागिबे नहीं मने मने रागिबे कि कहा सामना रे टिके कहीदेले किछि अपराध ଆଜ୍ଞା। ହେଇଯିବ କିନ୍ତୁ ଆପଣ ଯଦି ଆପଣଙ୍କର ବିଚାର ଏମିତି ଆସିଗଲା ଏ ଲୋକ ମତେ ହୁଁ ଏମିତି କହିବ ମୁଁ ତାକୁ ମାନେ ଦେଖିଦେବି ଏଇ ଟାଇପ ର ହୁଁ, ବିଚାର ଆସିଲା ବେଳେ ପରିବାର ଭିତରେ ଗୋଟେ ଲୋକଟି କଣ କରିବ ପୁଣି ବିଦ୍ରୋହ କଲା ଭଳିଆ ହେଇଯିବ ପୁଣି ସେ ଆଜ୍ଞା। ବାପାକୁ କଷ୍ଟ ହେଇଯିବ ସେ ହୁଁ ଯୋଉ ହୁଁ ବାପା ଖୁସି ହଉଥିଲା ନା ମୋ ପୁଅ ଝିଅ ମୋ ପାଇଁ ଝଗଡା କରି ପକଉଛନ୍ତି ମୋର ସେବା କରିବା ପାଇଁ ସେ ଝଗଡା ଟା ଯେତେବେଳେ ପୁରା ବଢି ବଢି ଯାଇକିରି ନିଜ ମାନେ ଦେହକୁ ଆମେ ନେଇଯିବା ତାହେଲେ ଭଗବାନଙ୍କର ସେବା ସେଥିରେ ପଳେଇଲା ସେଇଟା ତାପରେ କଣ ପର୍ସନାଲ ବ୍ୟକ୍ତିତ୍ବ ଆମର ବ୍ୟକ୍ତିଗତ ହେଇଗଲା ସେଇଟା ବୁଝିପାରିଲେ ଆଜ୍ଞା। ସୂକ୍ଷ୍ମ ଜିନିଷ ପ୍ରଭୁଜୀ କିଛି ଏଟା ନାହିଁ ମୁଁ ତ ସବୁ ଜିନିଷକୁ ପଜିଟିଭଲି ଦେଖିବା ପାଇଁ ଚେଷ୍ଟା କରୁଛି ଆ ଠାରୁ ନାଇଁ କଣ ଅଲଗା ଉତ୍ତର ଦେବା କହିଲେ ପ୍ରଭୁଜୀ ଆ ଠାରୁ ନାଇଁ ଅଲଗା ଉତ୍ତର କିଛି ଅଛି କି ନାଇଁ, ଏଇ ଆନ୍ସର ମୁଁ ବି ପାଇଥିଲି, ମତେ ବି ହଁ ସେ ଦେଇଥିଲେ, ମୁଁ ସେଟା ଆପଣଙ୍କୁ ବି ପଚାରିଲି ଆଉ ଥରେ, ମୁଁ କହିଲି ଏଇଟା କଣ ହିଁ ୟାର ହବ ପ୍ରଭୁଜୀ କାହିଁକି ଆମେ ସେଇଥିରେ ହିଁ ଯିବା ଆମେ ଆମେ ବୈଷ୍ଣବ ଧାରାରେ ଅଛେ ମାନେ ପୁରା ଆମେ ସବୁଠାରୁ ମାନେ ତୃଣାଦେବୀ ସୁନିଚିହ୍ନଟା ଆମକୁ କରିବାକୁ ପଡିବ ଆସ୍ତେ ଆସ୍ତେ ଆଜ୍ଞା 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 ବହୁତ ବହୁତ ଧନ୍ୟବାଦ। ଏଇ ମନ୍ଦିର ଝଗଡା ହେଇକିରି ବହୁତ ଲୋକ ନହେଲେ କଣ ହଉଛି ତାଙ୍କର ଭଲ କିଛି ହଉନାହିଁ ନାଇଁ 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 ଯିଏ ସହିଯିବ ଗୋଟେ କହିଲେ ଗୋଟେ ବିନୋଦ ବାବାଜୀ ବୋଲି ଗୋଟେ ଜଣଙ୍କର ଏମିତି ଦେଖୁଥିଲି ସେ ବି ଜଣେ ଗୋଟେ ବହୁତ ଭଲ ଭକ୍ତ ତାଙ୍କ ହଁ ଗୁରୁ ତାଙ୍କୁ କହିଲେ ଯେ ମୁଁ କାହାକୁ କହୁନି ଯେ ଆମେ କେବଳ ଆମର ଗୌଡୀୟ ବୈଷ୍ଣବ ଧାରାର ଶୁଣିବା କଥା ବହୁତ ଆଗରୁ ଶୁଣିଥିଲି ଉଦାହରଣ ପୂର୍ବକ କହିଦଉଛି ତାଙ୍କ ଗୁରୁ କହିଲେ କି ଆରେ ବିନୋଦ ଏ ଭକ୍ତି ରାଜ୍ୟରେ ସବୁବେଳେ ତୁ ହାରିଯା ଏଠି ଯିଏ ହାରିଯିବ ସେ ଜିତିଯିବ ଲାଷ୍ଟକୁ ଏଠି ଯିଏ ହୁଁ, ଜିତିଯାଏ ସେ ହାରିଯାଏ ଏଇଟା ଓଲଟା ଜିନିଷ ଏଇଟା ଭକ୍ତି ରାଜ୍ୟରେ ଏଠି ସବୁବେଳେ ଆପଣ ହାରିଯିବେ ଆପଣ ଯଦି ଯିବେ ମାନେ ଗୋଟେ ଦିନରେ ଆପଣ ଆସିବ ଆପଣ ଜିତିବେ ତାପରେ ଆପଣ ଦିଟା ଶ୍ଲୋକ ରହିଲା 59 ଯଦ ଅହଙ୍କାର ମାଶ୍ରିତ୍ୟ ନ ଯୋଷ୍ୟତି ମନ୍ୟସେ ମିଥ୍ୟେଶ ବ୍ୟବସାୟସ୍ତେ ପ୍ରକୃତିସ୍ଥା ନିୟୋଚ୍ଛତି ମୋ ନିର୍ଦ୍ଦେଶରେ ତୁମେ ଯଦି କାର୍ଯ୍ୟ ନ କରିବ ଏବଂ ଯୁଦ୍ଧ ନ କରିବ ତାହେଲେ ତୁମେ ଭ୍ରାନ୍ତ ପଥରେ ପ୍ରତୀକ ହେବ ତୁମର ପ୍ରକୃତି ଅନୁଯାୟୀ ତୁମକୁ ଯୁଦ୍ଧ କର୍ମରେ ବ୍ୟାପୃତ ରହିବାକୁ ପଡିବ ଏଇଟା ଗୋଟେ ଜିନିଷ ଦେଖନ୍ତୁ ଭଗବାନ କୃଷ୍ଣ ଏଠି ପୁଣି କଣ କହୁଛନ୍ତି ଆପଣଙ୍କ ପାଖରେ ଦିଟା ଚଏସ୍ ଅଛି ଗୋଟେ ହେଲା ଆପଣ ଭଗବାନଙ୍କ ନିର୍ଦ୍ଦେଶରେ କାମ କରନ୍ତୁ ତାହେଲେ ଆପଣ କଣ ଆପଣଙ୍କ ସବୁ ଜିନିଷ ଆପଣଙ୍କ ପାଇଁ ସୁଗମ ହେଇଯିବ ଆପଣ କହିଲେ ନାଇଁ ମୁଁ ଭଗବାନଙ୍କ ନିର୍ଦ୍ଦେଶରେ କରିବ ନାହିଁ ତ ଭଗବାନ ଦିଟା କହିଛନ୍ତି ତ୍ରିଗୁଣରେ ତାପରେ ଆପଣ କାମ କରିବେ ଆଉ ତ୍ରିଗୁଣରେ ତାପରେ ସେଇ କାମ କରିବେ ଅର୍ଜୁନ ଯଦି ଯୁଦ୍ଧ କରି ନଥାନ୍ତେ ଭଗବାନଙ୍କର କହିବା ହିସାବରେ ଭଗବାନ ଏ ଶ୍ଲୋକରେ କହୁଛନ୍ତି ଅର୍ଜୁନ ତମକୁ ପୁଣି ଯେହେତୁ ତମେ କ୍ଷତ୍ରିୟ ସେଇ ଗୁଣ ଅର୍ଜନ କରିଛ ତମକୁ କଣ କରିବାକୁ ପଡିବ ପୁଣି କେବେ ନା କେବେ ପୁଣି ଯୁଦ୍ଧକୁ ପୁଣି କରିବାକୁ ପଡିବ ଆଉ ସେ ଯୁଦ୍ଧ ଯୋଉ ତମେ କରିବ ତ୍ରିଗୁଣରେ କରିବ ଆଉ ତାର ଗୁଣ କର୍ମରେ ବାନ୍ଧି ହେଇକରି ସଂସାର ଚକ୍ରରେ ପଡିବ କିନ୍ତୁ ତମେ ଯଦି ମୋ କଥା ମାନିବ ସଂସାର ଚକ୍ରରୁ ବାହାରିଯିବ ଏବେ ଚଏସ ଟା ଆମ ପାଖରେ ଆପଣ ଯୋଉ ବି କର୍ମ କରିବେ ଆପଣଙ୍କ ପାଖରେ ରାସ୍ତା କିଛି ନାହିଁ ସେଇ ଭଗବାନଙ୍କର ମାୟା ଶକ୍ତି ଦୁର୍ଗା ଦେବୀଙ୍କ ଅଣ୍ଡରରେ କାମ କରିବେ ନହେଲେ ଭଗବାନ କୃଷ୍ଣଙ୍କ ଅଣ୍ଡରରେ କାମ କରିବେ ଚଏସ୍ ଇଜ ୟୋର୍ସ ଆପଣ ଦୁର୍ଗା ଦେବୀଙ୍କ ଅଣ୍ଡରରେ କାମ କରିବେ ଜନ୍ମା ଜନ୍ମାନ୍ତର ଏଇ ଜାଗାରେ କରିବେ ଭଗବାନ ଦେଇଛନ୍ତି ଆମର ଖେଳନା ପାଇଁ ଏ ବଢିଆ ପୃଥିବୀ ଗୋଟେ ରଚନା କରିଛନ୍ତି ଆଜି ଏଇ ରୂପରେ ଅଛୁ ପୁଣି ଗୋଟେ ରୂପରେ ଆସିବା ଚାଲିଥିବ ଏଇଟା ନିରନ୍ତର ଭଗବାନଙ୍କର କିଛି ଅସୁବିଧା ନାହିଁ କିନ୍ତୁ ସେହି କର୍ମ ଭଗବାନଙ୍କ ପାଇଁ କରିବେ ଆପଣ ମୁକ୍ତ ହେଇଯିବେ ଭଗବାନ ଏଇଟା କହିଛନ୍ତି କିନ୍ତୁ ସେଇ ଯୁଦ୍ଧ କର୍ମରୁ ଆପଣ ବାହାରି ଯାଇପାରିବେ ନାହିଁ ଏଇଟା ଏଇଟା ଯୋଉଟା ଆପଣଙ୍କୁ କହିଲି 60ରେ ଏଇଟା ଭଗବାନ କହୁଛନ୍ତି 60ରେ ଯେ କଣ स्वभावजेन कौन्तेय निबद्ध स्वेन कर्मणा कर्तुं नेच्छसि जन्मोहात् करिष्यस्य बसोऽपि तत् ମୋହବଶତଃ ତୁମେ ମୋର ନିର୍ଦ୍ଦେଶ ଅନୁଯାୟୀ କର୍ମ ନ କରିବା ପାଇଁ କହୁଛ କିନ୍ତୁ ହେ କୁନ୍ତି ପୁତ୍ର ତୁମର ପ୍ରକୃତି ଯୋଗୁ ତୁମେ ବାଧ୍ୟ ହୋଇ ସେହି କାମ ହିଁ କରିବ ଆଜି ଆପଣ ଭକ୍ତି ମାର୍ଗରେ ନ ଯାଇକି ଆପଣ ଭାବିବେ କି ମୁଁ କଣ ନିଜ ହିସାବରେ କିଛି କରିଦେବି ସେହି ରୁଟି ତିଆରି କରିବେ ଘରେ ସେଇ ଝାଡୁ ଲଗେଇବେ ଘରେ ସେହି କର୍ମ କରିବେ ଆପଣ ଏଥିରୁ ବାହାରି ଯାଇପାରିବେନି କିନ୍ତୁ ଭକ୍ତିର ସହିତ ସେ ସବୁ ଜିନିଷ କଲେ ମୁକ୍ତି ପାଇବେ ଆଉ ଯଦି ଆପଣ ମାୟା ଦେବୀର ତ୍ରିଗୁଣର ଅଣ୍ଡରରେ କହିଲେ ଆପଣ ବନ୍ଧନରେ ପଡିବେ 60 ନମ୍ବରରେ ଏଇଟା କହୁଛନ୍ତି ଚଏସ୍ ଏଇ ଇଜ କଥା ୟୋର୍ସ ହରେ କୃଷ୍ଣ ପ୍ରଭୁ ଏଇ କଥା ଜଣେ ଗୋଟେ ବ୍ରହ୍ମଚାରିଣୀ କହିଥିଲେ ବ୍ରହ୍ମଚାରୀ ସେ ଗୃହସ୍ଥ ହେଇଗଲେ ସେ କହିଲେ ମୁଁ ଏଠି ବ୍ରହ୍ମଚାରୀ ଥିଲା ବେଳେ କେତେ ମତେ ରୁଟି କରାହେଇକି ମନ୍ଦିରରେ କୁହାଯାଇଛି କିନ୍ତୁ ମୁଁ କରିନାହିଁ ବହୁତ ବାହାନା କାଢିଛି କିନ୍ତୁ ଦକ୍ଷିଣ ଏଇଟା ପୁନେ ମନ୍ଦିର କଥା ନା କୁଞ୍ଜ ବିହାର ଟେମ୍ପୁଲରେ କଥା ସେ କହୁଛି ମୁଁ ମ୍ୟାରେଜ କରିଗଲେ ସ୍ତ୍ରୀ ମତେ ସବୁବେଳେ କହିଲା ମତେ ରୁଟି ହିଁ ଦରକାର ମୁଁ କେବେ ବି ରୁଟି କରିବିନି କିନ୍ତୁ ବାଧ୍ୟ ହେଇକି ମୁଁ ସବୁଦିନ ସେଇ ରୁଟି ହିଁ କଲି କିନ୍ତୁ ତେଣୁ ଗୋଟେ ସେ ଗୋଟେ ନିଜେ କହୁଥାନ୍ତି ଏଇଟା ଯେ ଏଇଟା ମୁଁ ବେଳେ ବି
ଅମୋଘ ଲୀଳା ପ୍ରଭୁଙ୍କର ନାଇଁ ନାଇଁ ଅମୋଘ ଲୀଳା ପ୍ରଭୁ ନାଇଁ, ଏଇ ଯୋଉ ଆମର ପ୍ରଭୁ ଯୋଉ ସେ ପ୍ରଭୁଙ୍କ ନାଁ କଣ, ସେ ଭିଲାଇରେ ଯୋଉ ତାଙ୍କର ଘର, ଆଁ ଗୌରାଙ୍ଗ ପ୍ରଭୁଙ୍କର ସାଙ୍ଗ ଏମିତି କରିଥିଲା। ମାନେ ସେ ଆଚ୍ଛା ଆଚ୍ଛା ଥିଲେ, ସେ କହିଲା ମୁଁ ରୁଟି କରିବିନି, ମୁଁ ପ୍ରଚାର ପାଇଁ ଆସିଛି କହିଲା। ଆଉ ଘରୁ ହଁ ପଳେଇଲା, ବାହା ହେଇକିରି ମାନେ ତାଙ୍କର ଯୋଉ ସ୍ତ୍ରୀ ଧର୍ମପତ୍ନୀର ସିଲ୍ଫ ଡିସ୍କ ବାହାରିଗଲା, ଅଣ୍ଟା କାମ କଲାନି। ସେ କହିଲେ କି ମୁଁ ଏବେ ସବୁଦିନ ମୁଁ ହିଁ ରୁଟି କରୁଛି। ଏଇଟା ସେ ତ କୁଞ୍ଜ କଥା ବିହାର ଲେକ୍ଚର ଦେଇଥିଲେ, ହଁ ସେ ଲେକ୍ଚର ଦେଇଥିଲେ। ହଁ, କଥା ହେଲା କି ସେଇ ରୁଟି କରିବେ, ଭଗବାନଙ୍କ ପାଇଁ କରିବେ କି ନିଜ ପାଇଁ କରିବେ, ବିଚାର ହଉଛି ଏଇଟା। ଆମର 60 ପର୍ଯ୍ୟନ୍ତ ସରିଲା। ଏବେ ପୁଣି ଆମେ ନେକ୍ସଟ, ଆଉ ଆମର 18ଟା ଖଣ୍ଡେ ରହିଲା, ନେକ୍ସଟ କ୍ଲାସରେ ଆମର ସରିଯିବ, ବୁଝିପାରିଲେ? ଆଜ୍ଞା ଆଉ ଆଜିରେ ଏତିକି ରହିବା। ବାଞ୍ଛା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟ ଏବ ଚ ପତିତାନାଂ ପାବନେଭ୍ୟୋ ବିଷ୍ଣୁଭ୍ୟୋ। ଆପଣ ହରେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏତେ ବଢିଆ ପାର୍ଟିସିପେଟ ଆପଣ ମାନେ କରୁଛନ୍ତି, ମତେ ବହୁତ ଖୁସି ଲାଗିଲା। ଲୀଲାରାଣୀ ମାତାଜୀ ଆପଣ କିଛି କହୁନାହାନ୍ତି, ଅଛନ୍ତି କି ଆପଣ? ଲୀଲାରାଣୀ ମାତାଜୀ। ହଉ, କିଛି କଥା ନାହିଁ। ଆମେ ସମସ୍ତେ ଚେଷ୍ଟା କରିବା କେମିତି ଆମେ ଜଣେ ଆର ଜଣକୁ ସାହାଯ୍ୟ କରିବା, ଆଉ କେମିତି ଆମର ଆମେ ପୁଣି ନେକ୍ସଟ କ୍ଲାସ ପ୍ରଭୁ କେବେ? ନେକ୍ସଟ ସଟରଡେ, ପୁଣି ନେକ୍ସଟ ସଟରଡେ ସଣ୍ଡେ ଆ ନେକ୍ସଟ ମଝିରେ ସଟରଡେ ସଣ୍ଡେ ମତେ ଆଉ ଗୋଟେ ହି କ୍ଲାସ ଲାଗିବ ପ୍ରଭୁଜୀ, ଆଉ ତ ପ୍ରଭୁ ନାହିଁ ଆଉ। ସଟରଡେ କରିବେ, ଆଉ ସଟରଡେ ସରିଲା ପରେ ସଣ୍ଡେ ଟାକୁ ଆମେ ଡାଉଟ କ୍ଲାସ କରିବା, ଟିକେ ଡିସ୍କସନ କରିବା ଆଜ୍ଞା ଓଭରାଲି ଆଜ୍ଞା ଉପରେ ଆଜ୍ଞା, ଆଉ। ଆଉ ଦିଟା କରିଦବା, ଆଉ ଦିଟା କରିଦବା ତାହେଲେ। ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ରଖିବା ଆପଣ ତାହେଲେ ଏତେ ପ୍ରଭୁ। ସୁନ୍ଦର ଭାବରେ ପୂଜା। ଆଜ୍ଞା, ହରେ କୃଷ୍ଣ। ବହୁତ ବହୁତ ଧନ୍ୟବାଦ ପ୍ରଭୁଜୀ ଆପଣ। Next.